जय जगन्नाथ। गुड इवनिंग टू ऑल। जय जगन्नाथ सर। जय जगन्नाथ। ସମସ୍ତେ ये सेबी गाइडलाइंस ପଢିଛନ୍ତି ନା ପଢି ନାହାନ୍ତି? କେତେ ଜଣ सेबी गाइडलाइंस ପଢିଛନ୍ତି କହିଲେ? ଚାର୍ଟ ବକ୍ସରେ ଲେଖି ଦିଅନ୍ତୁ ୟେସ୍। କେତେ ଜଣ ପଢିଛନ୍ତି सेबी गाइडलाइंस? କାଲି ଯୋଉ सेबी ପ୍ରପୋଜାଲ ଦେଇଛି, ये पीडीएफ फाइल ଟା ମୁଁ ବହୁତ पेड ग्रुप रे ଆଉ फ्री ग्रुप रे ବୋଥ ଗ୍ରୁପ ରେ ମୁଁ ସେୟାର କରିଥିଲି। କେତେ ଜଣ ପଢିଛନ୍ତି? ପ୍ଲିଜ ରାଇଟ୍ ଡାଉନ୍ ଚାର୍ଟ ବକ୍ସ ୟେସ୍। दैट मीन्स ଆମେ କେହି ପଢୁନେ। ମାର୍କେଟରେ ରହିବା, ପଇସା ଇନକମ କରିବା, ବଡ ଜିନିଷ ହେଲା ରୁଲ ରେଗୁଲେସନ ଜାଣିବାନି, କଣ ହଉଛି ଜାଣିବାନି, ତ ଆମେ କେମିତି ଟ୍ରେଡ କରିବା ଆଉ ପ୍ରଫିଟେବଲ କେମିତି ହବା? ତ ସବୁ ରୁଲ ଆଣ୍ଡ ରେଗୁଲେସନ ବିଟ୍ ବାଇ ବିଟ୍ ପଢିବା ପାଇଁ ପଡିବ। ଅସିନ ସାର୍ କଣ କହିବେ କୁହନ୍ତୁ? ଆଜ୍ଞା। ମୁଁ କହିଲି କଣ କହିବେ? ନାଇଁ 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 ନାଇଁ। ନା ଅଡିଓ ଆପଣଙ୍କ ଅନ୍ ହେଲା ତ ସେଥିପାଇଁ ମୁଁ ପଚାରିଲି। ହଁ ନା। ଓହୋ। ନାଇଁ ମୁଁ ଏବେ ଜଏନ୍ କଲି। ଓକେ। ତ ଦେଖନ୍ତୁ ये सेबीର ଲମ୍ବା ଗାଇଡଲାଇନ୍ସ ଅଛି, ମାନେ ଏଟା ପ୍ରପୋଜାଲ ଦିଆ ହେଇଛି, ମାନେ ହେଇନି, ଇମ୍ପ୍ଲିମେଣ୍ଟ ହେଇନି। ଇମ୍ପ୍ଲିମେଣ୍ଟ ହବା ପାଇଁ ଯାଉଛି। ପ୍ରପୋଜାଲ ଯଦି ଆକ୍ସେପ୍ଟ ହେଇଗଲା, ତାହେଲେ ଏ ନୂଆ ପ୍ରପୋଜାଲ ଅନୁଯାୟୀ ଆପଣଙ୍କର ଏଫଏନଓ ଟ୍ରେଡିଂ ସବୁ ଚେଞ୍ଜ ହେଇଯିବ। ତ କଣ ହେଇଛି, ଚାଲନ୍ତୁ ମୁଁ ଆଗ ଗୋଟେ ଗୋଟେ କହିଦଉଛି ଆପଣ ମାନଙ୍କୁ, ତାପରେ ନେକ୍ସଟ ଯିବା ଆମେ ଷ୍ଟ୍ରାଟେଜି କି ଯିବା, ବ୍ରହ୍ମା ଷ୍ଟ୍ରାଟେଜି ଯିବା। ବହୁତ ଜିନିଷ ଅଛି, ଆପଣ ମାନେ ସବୁ ପଢିବେ। ଯୋଉ ଯୋଉ ପଏଣ୍ଟ ସେବି ଦେଇଛି, 7ଟା ପଏଣ୍ଟ ଦେଇଛି। ତ 7ଟା ପଏଣ୍ଟ କଣ ଦେଇଛି, ସେ ପଏଣ୍ଟ ମୁଁ ଖାଲି ସର୍ଟଲି ଆପଣ ମାନଙ୍କୁ କହିଦଉଛି। ଦେଖ, ଏଇଠି ଆରମ୍ଭ ହେଲା। measures proposed to implement on index derivative segment। ଇଣ୍ଡେକ୍ସ ରେ ଡେରିଭେଟିଭ ସେଗମେଣ୍ଟ ରେ ଏଇ ଜିନିଷ ଇମ୍ପ୍ଲିମେଣ୍ଟେଡ ହବା ପାଇଁ ଯାଉଛି, ମାନେ ପ୍ରପୋଜ କରାଯାଇଛି। ଆପ୍ରୁଭାଲ ହେଇଗଲା ପରେ ଆପ୍ଲିକେବଲ ହବ। ତ 7ଟା ପଏଣ୍ଟ। ଫାର୍ଷ୍ଟ ପଏଣ୍ଟ ହେଲା rationalize and strike price of option। ଯୋଉ ଷ୍ଟ୍ରାଇକ ପ୍ରାଇସ ଯୋଉ ଅଛି ଅପସନ ର, ତାକୁ ରାସନାଲାଇଜ କରାଯିବ। ଆଜ ଫର ଏକ୍ସାମ୍ପଲ ମୁଁ ଦେଖୁଅଛି, ଆପଣ ଯିବେ, ଆପଣ ଅପସନ ଚେନ୍ ଯିବେ, ଗୁଗଲ ମାରିଦେବେ, ଏନଏସି ସାଇଟ୍ ଯାଇପାରିବେ, ନହେଲେ ଗୁଗଲ ମାରିଦେବେ ଆଡଭାନ୍ସ ଅପସନ ଚେନ୍। ଆଡଭାନ୍ସ ଅପସନ ଚେନ୍ ମାରିଦେଲେ କୁଆଡେ କୁଆଡେ ବାବା ପଳେଇ ଆଇଲା, ଆଉ କଲା କୁଆଡେ ଆସିଲା। ଏଇଟା ଆପଣ ନିଫ୍ଟି ଦେଖିପାରେ, ଅପସନ ଚେନ୍ ରେ ସମସ୍ତେ ଦେଖିପାରେ। ନିଫ୍ଟି ଦେଖିପାରିବେ, ନିଫ୍ଟି ନେକ୍ସଟ 50 ଦେଖିପାରେ, ଫି ନିଫ୍ଟି ଦେଖିପାରେ, ବ୍ୟାଙ୍କ ନିଫ୍ଟି ଦେଖିପାରେ, ମିଡ କ୍ୟାପ ନିଫ୍ଟି ସବୁ ଜିନିଷ ଦେଖିପାରିବେ। ସପୋଜ ଉପରେ ନିଫ୍ଟି ଅଛି, ମୁଁ ନିଫ୍ଟି କ୍ଲିକ୍ କରିଛି, ନିଫ୍ଟି ଅଛି। ଆପଣ ଦେଖିବେ ଆର କଣ ହେଇଛି, ସବୁ ଷ୍ଟ୍ରାଇକ ପ୍ରାଇସ କଣ ହେଇଛି, କେତେ କେତେ ଷ୍ଟ୍ରାଇକ ପ୍ରାଇସ ଅଛି ଆପଣ ଦେଖିବେ। ଏଇଠୁ ଆସିଛି, କରେଣ୍ଟ ଏକ୍ସପାୟରି ଦେଇଦେବା, ଅଛି କରେଣ୍ଟ ଏକ୍ସପାୟରି ଡେଟ୍ 1 ଅଗଷ୍ଟର ଅଛି, ଦେଖିବେ। ନମସ୍କାର। ନମସ୍କାର ନମସ୍କାର। ତ ଯେତେବେଳେ ଆପଣ ଦେଖିବେ ଏସବୁ, ବହୁତ ଷ୍ଟ୍ରାଇକ ପ୍ରାଇସ ଅଛି। ବର୍ତ୍ତମାନ କରେଣ୍ଟ ମାର୍କେଟ ଚାଲିଛି 24,950। ଦେଖନ୍ତୁ ବର୍ତ୍ତମାନ ନିଫ୍ଟି ଆଜି କ୍ଲୋଜ ହେଇଛି କେତେ, 24,951 ଅଛି। ତ ଆପଣ ଅପସନ ସେଠି ଦେଖିଲେ ଏଇ 950 ରହିଲା। ତ ଏପଟୁ ଦେଖିଲେ, ଉପରୁ ଦେଖୁଛନ୍ତି ବହୁତ ଷ୍ଟ୍ରାଇକ ପ୍ରାଇସ ଅଛି, ତଳୁ କଣ ଅଛି, ଷ୍ଟ୍ରାଇକ ପ୍ରାଇସ ଅଛି। ଆଉ ଆର ଷ୍ଟ୍ରାଇକ ଡିଫରେନ୍ସ ହଉଛି, ଆପଣ ଯଦି ଦେଖିବେ 24,950, 24,900, 24,850, 24,800। ତ ଷ୍ଟ୍ରାଇକ ଡିଫରେନ୍ସ ଅଛି କେତେ, 50 ଅଛି। ତ ଉପରୁ କଣ ଅଛି ନା 100 ପାଖାପାଖି ଅଛି ଷ୍ଟ୍ରାଇକ ଅଛି, ତଳକୁ ଅଛି 100 ପାଖାପାଖି ଷ୍ଟ୍ରାଇକ ଡିଫରେନ୍ସ ଅଛି। ତ ସେବି ବର୍ତ୍ତମାନ କଣ କରୁଛି, ପଏଣ୍ଟ ନମ୍ବର 1 କହୁଛି ଆକୁ ସବୁ ହଟେଇ ଦବ। କିନ୍ତୁ ଏତେ ଷ୍ଟ୍ରାଇକ ପ୍ରାଇସ ଆଲାଉ କରିଛି, ଆକୁ ସବୁ ହଟେଇ ଦବ। ହଟେଇ ଦେଇ କଣ କରିବ ନା ଲିମିଟେଡ କରିଦବ। ଟୋଟାଲ 25 ରୁ 50 ଭିତରେ ରଖିବ।
ତେଣୁ ତା ଇଚ୍ଛା ଅନୁଯାୟୀ ଯେତିକି ଚାହିଁବେ ସେ ରଖିବେ, ଆଉ ସବୁ ଷ୍ଟ୍ରାଇକ୍ ହଟେଇ ଦେବେ। ଆଉ ଯୋଉ ଷ୍ଟ୍ରାଇକ୍ ଡିଫରେନ୍ସ ଆପଣ ଦେଖୁଛନ୍ତି, ଷ୍ଟ୍ରାଇକ୍ ଡିଫରେନ୍ସ ଦେଖୁଛନ୍ତି ଯେ 50 ଅଛି, ଏ 50 ମଧ୍ୟ ସେ ବଢେଇ ଦବ, 100 କରିପାରେ ଆଉ 150 ବି କରିପାରେ। ବର୍ତ୍ତମାନ ଯୋଉ ଷ୍ଟ୍ରାଇକ୍ ଡିଫରେନ୍ସ ଆପଣ ନିଫ୍ଟିରେ ଦେଖୁଛନ୍ତି, ଡିଫରେନ୍ସ 50 ଅଛି, ଆକୁ ମଧ୍ୟ ଚେଞ୍ଜ କରିଦେବେ। ଏ ରାସନାଲାଇଜ କରିବା ପାଇଁ ଯେ ଷ୍ଟ୍ରାଇକ୍ ଡିଫରେନ୍ସ 50 ଅଛି, 50 ରଖିପାରନ୍ତି କିମ୍ବା 100 କରିପାରନ୍ତି କିମ୍ବା 150 କରିପାରନ୍ତି, ଆକୁ ଚେକ୍ କରିଦେବେ। ଆଉ ଏପଟ ସାଇଡ୍ ଯୋଉ ଏତେ ଯୋଉ ଅଛି, ଏଇଟା ବର୍ତ୍ତମାନ ଆପଣ ଇନ୍ ଦ ମନି, ସରି ଆଟ୍ ଦ ମନି ଅଛି। ଇଆଡିକି ଗଲେ ଆଉ ଇଆଡିକି ଗଲେ ଯେତେ ଆଟ୍ ଦ ମନି ଆଣ୍ଡ ଇନ୍ ଦ ମନି ଯୋଉ ଅଛି, ଏଗୁଡା ସବୁ ଗୁଡା ହଟେଇ ଦବ। ଯୋଉ ବହୁତ ଷ୍ଟ୍ରାଇକ୍ ଯୋଉ ମିଳୁଥିଲା ତାକୁ ହଟେଇ ଦବ। ଆଉ ଆପଣ ମାନେ ଯୋଉ କଣ କରୁଥିଲେ ନା, ବହୁତ ଓଟିଏମ ର ପ୍ରାଇସ ରେ ମଧ୍ୟ ଲୋକ ସବୁ ଟ୍ରେଡ କରୁଥିଲେ, ସେ ସବୁ ଜିନିଷ ମଧ୍ୟ ହଟେଇ ଦବ। ଏଇଟା ହେଲା ପଏଣ୍ଟ ନମ୍ବର 1 ଆପଣଙ୍କର। ପଏଣ୍ଟ ନମ୍ବର 1 ସମସ୍ତଙ୍କର କ୍ଲିୟର? ପଏଣ୍ଟ ନମ୍ବର 1 ସେ ବି ଯୋଉ ରଖିଛି କଣ ନା, ଇଏ ଯୋଉ ବହୁତ ଷ୍ଟ୍ରାଇକ୍ ପ୍ରାଇସ ଅଛି, ଇଏ ବହୁତ ଷ୍ଟ୍ରାଇକ୍ ପ୍ରାଇସ ହଟେଇ ଦେଇକିରି ତାକୁ କମ କରିଦବ। 25 ଆରାଉଣ୍ଡ କରିପାରେ, 30 ଆରାଉଣ୍ଡ କରିପାରେ, 20 ଆରାଉଣ୍ଡ କରିପାରେ, 10 ଆରାଉଣ୍ଡ କରିପାରେ, ଡିପେଣ୍ଡ କରେ ତା ସୁବିଧା ନେଇ ସେ ସବୁ ଆକୁ ସବୁ ହଟେଇ ଦବ। ଏ ତ ଥିଲା ପଏଣ୍ଟ ନମ୍ବର 1। ତାପରେ ପଏଣ୍ଟ ନମ୍ବର 2, upfront collection of option premium। ଆପଣ ଯୋଉ ଅପସନ ପ୍ରିମିୟମ ଦେଖୁଥିଲେ, ଆଗରୁ କଣ ଥିଲା ଦେଖନ୍ତୁ, the members to collect option premium on upfront basis from the clients। ଆଗରୁ ଆପଣ ଯୋଉମାନେ ସବୁ ସେଲିଂ କରୁଥିଲେ, ପ୍ରିମିୟମ ଯୋଉ ଆଭେଲେବୁଲ ରହୁଥିଲା, ଯେତିକି ପ୍ରିମିୟମ ଆଭେଲେବୁଲ ରହୁଥିଲା, ଆପଣ ସେତିକି ଦେଇକି ବାୟ କରୁଥିଲେ ଆଉ ସେଲ୍ କରୁଥିଲେ। ତାପରେ ସେ କଣ କରୁଥିଲା ନା, କଣ୍ଟ୍ରାକ୍ଟ ଏକ୍ସପାୟାର ହେଲା ପରେ, କଣ୍ଟ୍ରାକ୍ଟ ଯେତେବେଳେ ଏକ୍ସପାୟାରି ହଉଥିଲା 3ଟା 20 ଗଲା ପରେ, ସେ କଣ କଲା, ସେଟେଲ ହଉଥିଲା। ସେଟେଲ ହେଲା ପରେ ଆପଣଙ୍କ ଆକାଉଣ୍ଟକୁ ପଇସା ଆସୁଥିଲା। ଏବେ କିନ୍ତୁ ସେଇଟା ସେ ବନ୍ଦ କରିଦବ। ତେଣୁ ଯେତେବେଳେ ଆପଣ ଇଏ କରୁଛନ୍ତି, ସେଟେଲ କଲେ ମିନ୍ସ ଇମିଡିଏଟଲି ସେଇଟା ସେ ସେଟେଲ ହେଇଯିବ। ଆଉ 3ଟା 20 ପରେ ଆଉ ସେ ସେଟେଲ ହବନି। ଆପଣ ଯେତେବେଳେ ଇମିଡିଏଟଲି ସେଲ୍ କରୁଛନ୍ତି ଆଉ ପୋଜିସନ ଏକ୍ଜିଟ୍ କରୁଛନ୍ତି, ସେ ସଙ୍ଗେ ସଙ୍ଗେ କଣ ହବ, ସେଟେଲ ହେଇଯିବ। ତାପରେ ନେକ୍ସଟ ପଏଣ୍ଟ ହେଲା, ଏ ପଏଣ୍ଟ ନମ୍ବର 2 ଟା ସେତେ ଇମ୍ପୋର୍ଟାଣ୍ଟ ନାହିଁ। ନମ୍ବର 3 ହେଲା ରିମୁଭାଲ ଅଫ କ୍ୟାଲେଣ୍ଡର ସ୍ପେଡ୍ ବେନିଫିଟ ଅନ୍ ଏକ୍ସପାୟରି ଡେଟ୍। और पॉइंट नंबर 2 ଟା ଆଉ ଥରେ ବି କହିଦଉଛି। ସପୋଜ ଆପଣ ଯଦି ଅପସନ ସେଲିଂ କରୁଛନ୍ତି, ସେଲିଂ କଲା ବେଳେ ଆପଣ ଦେଖିବେ ମାର୍ଜିନ ଆପଣ କେତେ ଲାଗୁଥିଲା ନା, 1 ଲାख ଟୁ 1.5 ଲାख ଭିତରେ ଆପଣଙ୍କର ଲାଗୁଥିଲା। ଗୋଟେ ମିନିଟ ଟିକେ। ତ ଏଠି କଣ ହବ ନା, 1 ଲାख ରୁ 1.5 ଲାख ଯୋଉ ହଉଥିଲା, ସେଠି ଇମିଡିଏଟଲି କଣ, ଆପଣ 1 ଲାख ବଦଳରେ ଆପଣ କଣ କରିବ ନା, 3% ଟୁ 3% କଣ କରିବ, 1 ଲାख ବଦଳରେ 1,03,000, 1,03,000 ଦେଇ ଆପଣଙ୍କୁ ସେଲ୍ କରିବା ପାଇଁ ପଡିବ। ତାପରେ ଆପଣଙ୍କର ପୋଜିସନ ସ୍କୋୟାର ଅଫ୍ ହେଲା ପରେ, ଆପଣ ଯାହା ଯେତିକି ପ୍ରଫିଟ୍ ଆଣ୍ଡ ଲସ୍ ହେଲା ଆପଣ ଆକାଉଣ୍ଟ କ୍ରେଡିଟ୍ ହେଇଯିବ। ତ ନେକ୍ସଟ ଥାର୍ଡ ପଏଣ୍ଟ କହିଲା, ଏ ସବୁ ଜିନିଷ ଏତେ ଇମ୍ପୋର୍ଟାନ୍ସ ନୁହେଁ, ଯେନ୍ ଅପସନ ସେଲିଂ କରୁଛନ୍ତି ଦରକାର ପଡେ, ଅପସନ ବାଇଂ ପାଇଁ ଇମ୍ପୋର୍ଟାଣ୍ଟ ନାହିଁ, ଅପସନ ବାଇଂ ଆଗାମ ପାଇଁ ଅଛି। ନେକ୍ସଟ ହେଲା ରିମୁଭାଲ ଅଫ କ୍ୟାଲେଣ୍ଡର ସ୍ପେଡ୍ ବେନିଫିଟ ଅନ୍ ଏକ୍ସପାୟରି ଡେଟ୍। ଯୋଉମାନେ କ୍ୟାଲେଣ୍ଡରରେ ସ୍ପେଡ୍ କରୁଥିଲେ, ସପୋଜ ମାର୍କେଟ ଗୋଟେ ରେଞ୍ଜ ଭିତରେ ଅଛି, ସେ ଦେଖିଲେ ଏଇଟା 1000 ପଏଣ୍ଟ ରେଞ୍ଜ, ମାର୍କେଟ ଆ ଭିତରେ ଯିବନି। ସପୋଜ ଅଛି ନିଫ୍ଟି ଚାଲିଛି ବର୍ତ୍ତମାନ, ତ ସିଏ କଣ କଲେ ନା, 25,500 ର 25,500, ଏପଟେ କଣ କଲେ ନା 23,500, 1000 ଡିଫରେନ୍ସ କଣ କରୁଥିଲେ, ତାକୁ ଗୋଟେ କ୍ୟାଲେଣ୍ଡର ସ୍ପ୍ରେଡ କରିଦଉଥିଲେ। କ୍ୟାଲେଣ୍ଡର ସ୍ପ୍ରେଡ କରିକିରି ତ ମାର୍କେଟ ତ ଏପଟେ ତ ଯିବନି, ଆକୁ ତ କ୍ରସ କରି ଯିବନି, ତ ନ କଲେ କଣ ହବ ନା, ଯାହା ପ୍ରିମିୟମ ଅଛି ଡିକେ ହେଇଯିବ, ଜିରୋ ହେଇଯିବ ଏକ୍ସପାୟାର, ତାର ସେ ବେନିଫିଟ ପାଇଯାଉଥିଲେ। ତ ଏବେ ବର୍ତ୍ତମାନ କଣ କଲା ନା, କ୍ୟାଲେଣ୍ଡର ସ୍ପ୍ରେଡ ସାର୍ ଟାକୁ, ଆଜ୍ଞା ସାର୍ ଆପଣ ଭଏସ ଆସୁନି ସାର୍।
करंट एक्सपायरी को सेल करिवे नेक्स्ट एक्सपायरी को बाय हाँ करिवे कौन एटा कौन होची स्टैटिस टा कौन हेलो माने ये हाँ सर स्टैटिस टा कौन सर सर मते सुनी पारुछंदी आपण भय सर ब्रेक होच तो एठी कौन कहउतले हम हाँ स्टैटिस टा एबे एबे कहउची सुनी हाँ पारुछंदी कौन सर तो स्टैटिस हला कौन आपण कौन करतले आर द मनी रो आर द मनी रो आर द मनी की कौन करतले करंट एक्सपायरी को सेल कर दोतले ता हाँ बदले आपण कौन करतले नेक्स्ट एक्सपायरी जो थला नेक्स्ट एक्सपायरी के बाय कर दोतले बाय कर देतले माने जोठी आपण का मार्जिन मिली जाउथला କାହିଁକିନା ଆପଣ ଯୋଉଟା ଯୋଉ କରନ୍ତି କଣ ସେମାନେ କରିବା ରିଜିନ ହେଲା କଣ ଏଇ ଯୋଉ ଗୋଟେ ରେଞ୍ଜ ଭିତରେ ଯୋଉ ରହିଲା ମାର୍କେଟ ଗୋଟେ ରେଞ୍ଜ ଭିତରେ ହେଲା ତାର ବେନିଫିଟ ଆମକୁ ମିଳିଯିବ ତ ଅପସନ ସେଲିଂ କରି ସେମାନେ ବେନିଫିଟ ପାଇଯାଉଥିଲେ ତ ଆଟ୍ ଦ ମନିରେ କଣ କରୁଥିଲେ ସେଲ କରିଦଉଥିଲେ ନେକ୍ସଟ ଏକ୍ସପାୟରି କରେଣ୍ଟ ଏକ୍ସପାୟରିଟା ନେକ୍ସଟ ଏକ୍ସପାୟରିଟା ବାଇ କରିଦଉଥିଲେ ଆଉ ସେଇଟା କଣ ହେଲା ବର୍ତ୍ତମାନ ଇଏ ବେନିଫିଟ ଆଉ ମିଳିବ ନାହିଁ ଏଇଟା ବନ୍ଦ କରିଦେଲା ଏଇଟା ଅପସନ ସେଲିଂ ପାଇଁ ସବୁ ଥିଲା ନେକ୍ସଟ ପଏଣ୍ଟ କୁ ଯିବା इंट्राडे मॉनिटरिंग पोजीशन लिमिट कौन थिला देखिए आगुरु आपण कौन थिला और ता ये पॉइंट शॉर्टकट में पॉइंट कोई दे सब रैशनल ऑप्शन स्ट्राइक्स नेक्स्ट पॉइंट थिला अपफ्रंट कलेक्शन ऑप्शन प्रीमियम थर्ड हैला रिन्यूअल ऑफ कैलेंडर स्पेड बेनिफिट और एक्सपायरी डेट नेक्स्ट हैला इंट्राडे मॉनिटरिंग पोजीशन लिमिट जो चल थिला तार कौन सब चेंज करिया पे जाउछ देखो आगुरु जो आपण देखिबे आपण के बैंक निफ्टी रो केते अछि बैंक निफ्टी लॉट साइज केते अछि एबे केते 15 अछि 15 अछि ता पूर्व केते थिला जानि छन कि 25 थिला 25 हाँ 25 थिला ता ता पूर्व केते थिला 50 30 थिला थिला हां 30 30 थिला हां 15 30 तापर के थिला 50 थिला 50 50 थिला सिमिलरली आपण तो निफ्टी देखिए निफ्टी रे बर्तन केते अछि 25 ता 25 पूर्व थिला आगुरु 50 50 थिला ता तागुरु पूर्व थिला 75 थिला 75 थिला तो दैट मीन्स आपण जदि वर्तमान किनिया पे चाहुछंती निफ्टी जन ट्रेड करिया पे चाहंती गोटे लॉट किनले तबे 200 टका प्रीमियम किनले आपण केते टका पडुची 5000 5000 टका पडुची आगुर सेटा किनिया पे केते पडुथिला 15000 टका पडुथिला इज इट तो अर्थात कोन वर्तमान आपण बेनिफिट पाउछंती तो ये जो आपन का लॉट साइज जो कमी जाइथिला ये लॉट साइज आपन को जो कैलकुलेशन करा जाउछि कोन ना से कैलकुलेशन प्रोसीजर हला 5 lakhs टू 10 lakhs भितरे प्रति कॉन्ट्रैक्ट को से डिवाइड करिकरी अपन मार्केट जेतरे चलिछ सपोज मार्केट अपन केते चलिछ वर्तमान 25000 चलिछ इज इट सजे 10 लाख को 10 लाख अपन जे डिवाइड करिवे केते मार्केट चलिछ सपोज अराउंड 25000 में कर दोस तल केते हला केते लाख 40 7.5 लाख से अपन 40 नौछन 7.5 लाख से नौछन केते होची 7.5 लाख 30 तो यही प्रिंसिपल से माने कोन करथले ये करी अपन को 5 टू 10 लाख समस्त भाई समान रखतांती सबुत भाई अलग अलग रखितांती निफ्टी पे अलग रखतांती बैंक निफ्टी पे अलग रखतांती सबन का कैलकुलेशन अलग अछि तो सेही अनुसार डिवाइड करी अपन लॉट साइज करथांती तो वर्तमान हला कोन आगर कोन 5 टू 10 लाख भीतर डिवाइड करथले एबे सेटा कोन करथले वर्तमान फर्स्ट पेज रे बढ़े देबे फर्स्ट पेज बढ़े देबे केते 15 टू 20 लाख आगर जोटा अपन थिला केते साइज ना 5 10 लाख को नेकरी अपन लॉट साइज ये पड़थले तो सेटा से बढ़े देबे केते ना 15 20 लाख करिवो अर्थात अपन जो लॉट साइज अछि लॉट साइज ता बढ़ी जिवो तब नेक्स्ट फेज से कोन करबे ना सेटा बढ़े देबे केते 20 लाख टू
ନେକ୍ସଟ 6 ମାସ ପରେ 20 ଲାକ୍ସ 30 ଲାକ୍ସ କରିଦେବେ। ତ ଆ ଦ୍ୱାରା କଣ ହବ, ଆପଣ ଲଟ୍ ସାଇଜ ଟା ବଢିଯିବ। ଲଟ୍ ସାଇଜ ବଢିଗଲେ କଣ ହବ, ଯେମିତି ଆପଣ ନିଫ୍ଟିଟା 25 କିଣୁଛନ୍ତି, ଏଇଟା ଆପଣଙ୍କ 100 ଆସିପାରେ କିମ୍ବା 150 ବି ଆସିପାରେ କିମ୍ବା 75 ହେଇପାରେ, ଯାହା ବି ହେଇପାରେ। ଯେତେବେଳେ ରୁଲକୁ ଆସିବ ଆମେ ସେତେବେଳେ ଜାଣିପାରିବା କେତେ। ଯେତେବେଳେ ଲଟ୍ ସାଇଜ ଟା ବଢିଯିବ, ଏଇଠି କ୍ୱାଣ୍ଟିଟି ବଢିଯିବ, ତାହେଲେ ସେତେବେଳେ କଣ ହବ, ଆପଣ ବାଇଂ ପାଇଁ ଅଧିକା ପଇସା ଦରକାର ପଡିବ। ଯୋଉଟା ଆପଣ ବର୍ତ୍ତମାନ ନିଫ୍ଟି ଯଦି ଟ୍ରେଡ କରୁଛନ୍ତି, ଆପଣ ଟଙ୍କା 5,000 ଟଙ୍କାର ହେଇଯାଉଛି, ତ ସେଇଟା କଣ ବଢିଯିବ। ବଢିଲେ କେତେ ଡିପେଣ୍ଡ କରେ କେତେ ଲଟ୍ ସାଇଜ କରିବେ। ଯଦି 100 କରିଦେବେ, 100 କଲେ କେତେ ହେଇଯିବ ଆପଣଙ୍କର। ଯଦି 200 ଟଙ୍କା ପ୍ରିମିୟମ କିଣୁଛନ୍ତି, କିମ୍ବା ଯଦି ଆପଣ ବଜେଟ କିଛି ରହିଗଲା, ଇଭେଣ୍ଟ ରହିଯାଉଛି, ଏ ନିଫ୍ଟିରେ କେତେ ରହିଯାଉଛି, 500 ପାଖାପାଖି ରହିଯାଉଛି। ବ୍ୟାଙ୍କ ନିଫ୍ଟିରେ କେତେ ରହିଯାଉଛି, 1000 ହେଇଯାଉଛି। ବ୍ୟାଙ୍କ ନିଫ୍ଟି 1000 ହେଇଯାଉଛି, 1000 ହେଇଯିବ, ତ ଲଟ୍ ସାଇଜ ଯଦି କେତେ କରିଦବ, 100 କରିଦବ, ତାହେଲେ କେତେ ଟଙ୍କା ପଡିବ ଆପଣଙ୍କୁ, କେତେ ଟଙ୍କା ପଡିବ କୁହନ୍ତୁ। ଯଦି ଲକ୍ଷେ ପ୍ରିମିୟମ ଲାଗିବ। 1,00,000 ଟଙ୍କା ଲକ୍ଷେ ଲାଗିବ, ଟଙ୍କା। ତ ଯୋଉଟା କି ଆପଣ କେତେ ଟଙ୍କାରେ ଟ୍ରେଡ କରୁଥିଲେ, 5,000 ଟଙ୍କାର 10, ଯୋଉଟା 15, 20ରେ ହେଇଯାଉଥିଲା। 5,000 10,000 ଟଙ୍କାରେ ଆପଣ ଯୋଉ କରିଯାଉଥିଲେ, ଗୋଟେ ଲଟରେ ଆସିବ 15,000 ମାନେ 10,000 ହଁ 15,000 ହଁ ଟଙ୍କା 20,000 ଟଙ୍କା ଭିତରେ ହେଇଯାଉଥିଲା। ତ ସେଥିପାଇଁ ଆପଣଙ୍କୁ ଆଜ୍ଞା କେତେ ଟଙ୍କା ଦରକାର ପଡିବ, 1,00,000 ଟଙ୍କା ଆବଶ୍ୟକତା ପଡିବ। ଆଜ୍ଞା ତ ସେ ଜାଗାରେ କଣ ହବ, ଯୋଉମାନେ ଛୋଟିଆ ଛୋଟିଆ ଟ୍ରେଡର ଥିଲେ, ସେମାନେ କଣ କରୁଥିଲେ, ହଁ ହଁ କମ କ୍ୟାପିଟାଲ ରଖିକିରି ସେମାନେ ଟ୍ରେଡ କରୁଥିଲେ। କମ କ୍ୟାପିଟାଲ ରଖୁଥିଲେ, ହେଇଯାଉଥିଲା। ତ ବର୍ତ୍ତମାନ ତାଙ୍କୁ ଯଦି ଟ୍ରେଡ କରିବା ପାଇଁ ପଡେ ଗୋଟେ ଲଟରେ, ଯଦି ଇଭେଣ୍ଟରେ ଯଦି ଇଭେଣ୍ଟ ହେଲା, ବଜେଟ ହଉ କିମ୍ବା ଆପଣଙ୍କର ଯେକୌଣସି ମିଟିଂ ରହୁଛି, ଯାହା ବି ରହୁ, ଯେତେ ଇଭେଣ୍ଟ ବଡ ବଡ ଇଭେଣ୍ଟ ରହୁଛି, ଯୋଉ ଟାଇମରେ କି ପେମେଣ୍ଟ ଟା ବଢି ବଢି ହୁଏ। ଆଉ ତାପରେ କଣ, ଆଉଟ ଅଫ ଦ ମନି କି ସେ ଟାଇମରେ ଆଲାଉ କରିବେନି। ଆପଣ ଦେଖିବେ ଜିରୋଧା ତ ବ୍ଲକ କରିଦଉଛି, ଆଉଟ ଅଫ ଦ ମନି 3ଟା ପାଖାପାଖି ଦଉଛି, ଅଦର ପକ୍ଷେ ଆଲାଉ କରୁଛନ୍ତି। ତାଙ୍କ ଉପରେ ମଧ୍ୟ ସେଟା ରେଷ୍ଟ୍ରିକ୍ସନ ସବୁ ହେଇଯିବ, ଅଧିକ ଆଉଟ ଅଫ ଦ ମନିରେ ଆପଣ କରିପାରିବେ ନାହିଁ। ନ କରିପାରିଲେ କଣ ହବ, ଯୋଉମାନେ ସବୁ 5,000 10,000 ଟଙ୍କା ଆସିକି ଟ୍ରେଡ କରୁଥିଲେ, ତ ସେମାନେ ଆଉ କରିପାରିବେ ନାହିଁ। ତ ଅର୍ଥାତ୍ ଆପଣଙ୍କୁ ଅଧିକା କ୍ୟାପିଟାଲ ଦରକାର। ଆପଣ ଏ ଜାଗାରେ କଣ ହଉଥିଲେ, ଲୋକ କଣ କରୁଥିଲେ ନା 100 ପଏଣ୍ଟରେ ଏସଏଲ ନେଇଯାଉଥିଲେ। କେତେ ପଏଣ୍ଟ ଏସଏଲ ନଉଥିଲେ, 100 ପଏଣ୍ଟ ଏସଏଲ ନେଇଯାଉଥିଲେ। ସପୋଜ ମୁଁ କହିଲି ବ୍ୟାଙ୍କ ନିଫ୍ଟିରେ ସେମାନେ ଚାହିଁଲେ 100 ପଏଣ୍ଟ ଏସଏଲ ନେଇଯାଉଥିଲେ। ଲଟ୍ ସାଇଜ 15 ଥିଲା, 15 ଥିଲା, ଯଦି 100 ପଏଣ୍ଟ ଯଦି ଲସ୍ ହଉଛି, ତାହେଲେ କେତେ ଟଙ୍କା ଲସ୍ ହଉଛି ନା 1,500 ଟଙ୍କା ଲସ୍ ହଉଛି। ଏବେ ଦେଖନ୍ତୁ, ଯଦି ସେଇ 1,500 ଟଙ୍କା ଲସ୍ 100 ପଏଣ୍ଟ ଯଦି ଲସ୍ ନେବେ, ତାହେଲେ କେତେ ଲସ୍ ହବ। ଗୋଟେ ଲଟ୍ ଲଟ୍ ସାଇଜ ଯଦି 100 ହେଇଗଲା, ତାହେଲେ ତ 100 ପଏଣ୍ଟ ନଉଛନ୍ତି, ତାହେଲେ କେତେ ଟଙ୍କା ଲସ୍ ହବ, 10,000 ଟଙ୍କା। ଅର୍ଥାତ ଗୋଟେ ଲଟରେ ଆପଣ ଯଦି ଟ୍ରେଡ କରୁଛନ୍ତି, ତାହେଲେ ସେ ଜାଗାରେ ଆପଣଙ୍କ 10,000 ଟଙ୍କାର ଲସ୍ ହେଇଯିବ। ଅର୍ଥାତ ଏ ଜାଗାରେ ବର୍ତ୍ତମାନ ଲସ୍ ଟା ଆପଣ ଲିମିଟ ଟା ବଢିଗଲା। କାରଣ ଆପଣ କୌଣସି ପ୍ରକାର ଟ୍ରେଡ ନେଲା ବେଳକୁ ଲସ୍ ରେ ବସିବାକୁ ହେଲେ କଣ ହବ, ଆପଣ 5 ଥର ଭାବିବା ପାଇଁ ପଡିବ। ତେଣୁ ଛୋଟ ଛୋଟ ଟ୍ରେଡର ଯୋଉ ଥିଲେ, 5,000 10,000 15,000 ଟ୍ରେଡ କରୁଥିଲେ, ତାଙ୍କ ପାଇଁ ଡୋର କ୍ଲୋଜ। ଭାଇ 10,000 ଟଙ୍କା ଲସ୍ କରିବା ପୂର୍ବରୁ 10 ଥର ଆପଣଙ୍କୁ ଭାବିବା ପାଇଁ ପଡିବ। 100 ପଏଣ୍ଟ ଏସଏଲ ନଉଛନ୍ତି, ଭାବିବା ପାଇଁ ପଡିବ। ତେଣୁ ଯିଏ ପ୍ରପରଲି ପ୍ରିପେୟାର ହେଇକି ଆସିବେ, ପ୍ରପରଲି ଟ୍ରେନିଂ କରି ନେବେ, ପ୍ରପରଲି ପ୍ରାକ୍ଟିସ କରିବେ, ତାପରେ ଯିଏ ମାର୍କେଟ ଓହ୍ଲେଇବେ, ଫାର୍ଷ୍ଟ ଜିନିଷ ହେଲା ନୋ ମୋବାଇଲ ଟ୍ରେଡିଂ। ଆଉ ଯୋଉମାନେ ଜେନେରାଲି ଜବ୍ କରୁଛନ୍ତି, ଯିଏ କହୁଛନ୍ତି ଆମେ ପାର୍ଟ ଟାଇମ ଟ୍ରେଡିଂ କରୁଛୁ, ପେଡ ଗ୍ରୁପରେ ଜଏନ କରୁଛନ୍ତି, ତାପରେ ମୋବାଇଲରେ କିଛି ଜିନିଷ ଦେଖୁନା, ଚାଟ୍ ଫାଟ କିଛି ଦେଖୁନା, ମୋବାଇଲରେ ଟ୍ରେଡିଂ କରୁଛନ୍ତି। ତ ଏ ଜାଗାରେ କଣ ହବ, ଯେତିକି ଦରମା ପାଉଥିବେ ଆପଣ, ଗୋଟେ ଟ୍ରେଡ ଗୋଟେ ଲସ୍ ରେ ଆପଣ ଦରମାଟା ଉଠିଯିବ। ତେଣୁ ଟ୍ରେଡ କରିବା ପୂର୍ବରୁ ଆପଣ କଣ କରିବେ ନା 100 ଥର ଭାବିବେ ଯେ ମୁଁ ଯଦି ଜବ୍ କରୁଛି, ଚାର୍ଟ ପାର୍ଟ କିଛି ଜିନିଷ ଦେଖିପାରିବେନି, ମୋବାଇଲରେ କିଛି ଜିନିଷ ଆପଣ ଦେଖିପାରିବେନି, ମାର୍କେଟ ଉପରେ ଯାଇ ଉପରେ ଖାଲି ପୋଜିସନ ଟା ପକେଇଦେଲେ, ତ ସେ ଜାଗାରେ କଣ ହବ, ଆପଣ ପ୍ରିପେୟାର ହେଇଯାଆନ୍ତୁ, ଗୋଟେ ଦିନରେ ଆପଣଙ୍କ ସାଲାରୀ ଟା ଉଡିଯିବ। ତେଣୁ ଯଦି ଆପଣ ଫ୍ରି ଟାଇମ ନାହିଁ, ଲାପଟପ କମ୍ପ୍ୟୁଟର କିଛି ନାହିଁ, ଚାର୍ଟ ଜିନିଷ କିଛି ଦେଖିପାରୁନି, ପ୍ରପର ଷ୍ଟ୍ରାଟେଜି କାମ ନ କରୁଛନ୍ତି, ତାହେଲେ କଣ ହବ, ଆସ୍ତେ ଆସ୍ତେ ଟ୍ରେଡିଂ ସବୁ ବନ୍ଦ କରିଦେବେ।
ତ ଯୋଉମାନେ ସବୁ କଣ କରୁଥିଲେ ମାନୁଆଲ ଟ୍ରେଡିଂ ଫ୍ୟୁଚର ଆଣ୍ଡ ଅପସନ କରୁଥିଲେ ତ ସେମାନେ ବନ୍ଦ କରିବାକୁ ବାଧ୍ୟ। ଆଗରୁ ଛୋଟ ଲସ୍ ହଉଥିଲା, ଗୋଟେ ଲଟ୍ କରୁଥିଲେ 100 ପଏଣ୍ଟ ପଳେଇଲେ ମଧ୍ୟ ଆପଣ କିଛି ବାଧୁ ନଥିଲା, କଣ 1500 ଟଙ୍କା ଲସ୍ ହଉଥିଲା। ଏଠି ତ ଆପଣ ଦେଖିପାରନ୍ତି ସଡନ ସ୍ପାଇକ୍ ଆସିଲା 200 ପଏଣ୍ଟ ଚାଲିଗଲା, ଆପଣଙ୍କ 20,000 ଟଙ୍କା ଶୂନ ହେଇଯିବ। ତେଣୁ ଇଏ ହେଲା ପଏଣ୍ଟ ନମ୍ବର 4 ଆଣ୍ଡ ପଏଣ୍ଟ ନମ୍ବର 5 ର ସାରାଂଶ। ତେଣୁ ଏ ସବୁ ଜିନିଷ ହେଲା କଣ, ଯୋଉମାନେ ଅପସନ ବାଇଂ କରୁଛନ୍ତି, ଉପର ସବୁ ଥିଲା କଣ ଅପସନ ସେଲିଂ ପାଇଁ ଥିଲା, ଇଏ ହେଲା ଅପସନ ବାଇଂ ପାଇଁ। ତ ଯୋଉମାନେ ଅପସନ ସିମିଲାରଲି ଅପସନ ସେଲିଂ ପାଇଁ ମଧ୍ୟ ଆପଣଙ୍କ ପ୍ରିମିୟମ ବଢିଯିବ। ଯେନ୍ ଅପସନ ସେଲିଂ କରୁଥିଲେ, ଯେମିତି ଆପଣ 1 ଲାଖ ରେ ଅପସନ ଗୋଟେ ଲଟ୍ ସେଲିଂ କରିପାରୁଥିଲେ, ଯେତେବେଳେ ଲଟ୍ ସାଇଜ 100 ହେଇଯିବ ତ ଗୋଟେ ଗ୍ରୁପ ସେଲିଂ କଲା ବେଳେ ଆପଣ ମଧ୍ୟ 2 ଲାଖ 3 ଲାଖ ମଧ୍ୟ ଆସିଯିବ। ତ ଲସ୍ ନେଲା ବେଳକୁ ମଧ୍ୟ ଲସ୍ ଟା ମଧ୍ୟ ସେମିତି ବଢିଯିବ। ଆଗରୁ ଯେ ଆପଣ 100 ମାନେ ଯୋଉମାନେ ଅପସନ ସେଲିଂ କରିଥିଲେ 200 ଗୋଟେ ଲଟ୍ ଯଦି କରୁଛନ୍ତି 200 ପଏଣ୍ଟ ମଧ୍ୟ ଏସଏଲ ଦେଇକି ପଡୁଥିଲେ, କାରଣ ଏସଏଲ ହିଟ୍ ହଉନଥିଲା, ପ୍ରଫିଟେବୁଲ ହେଇଯାଉଥିଲେ। କିନ୍ତୁ ଏବେ 200 ପଏଣ୍ଟ ଏସଏଲ ରଖିଲେ ଆପଣ ଦେଖିବେ କ୍ୟାପିଟାଲ କେତେ ଉଡ଼ିଯିବ, 20,000 ଟଙ୍କା ଉଡ଼ିଯିବ। ଗୋଟେ ଲଟ୍ ଯଦି 100 ପଏଣ୍ଟରେ ଯଦି ଆପଣଙ୍କର 10,000 ଉଡୁଛି, ତାହେଲେ ଦିଟା ଲଟ୍ କଣ ହବ, 20,000 ଉଡ଼ିଯିବ। ତେଣୁ ଏ ଜାଗାରେ ମଧ୍ୟ ସମସ୍ତେ କନସିୟସରେ କରିବେ, ବହୁତ ଏସଏଲ ପଏଣ୍ଟ ରଖିପାରିବେ ନାହିଁ। ଚାଲନ୍ତୁ, ତେଣୁ ଯିଏ ପ୍ରିପେୟାରିଂ ପ୍ରପର ଷ୍ଟ୍ରାଟେଜି କରିବେ ତ ଇଏ କରିପାରିବେ। ତେଣୁ ହେଲା 4 ଆଣ୍ଡ 5 ହେଲା କଣ, ମିନିମମ କଣ୍ଟ୍ରାକ୍ଟ ସାଇଜ ଆଉ ଇଣ୍ଟରଡେ ମନିଟରିଂ ପୋଜିଶନ। ଏସବୁ ଜିନିଷ ହେଲା ପଏଣ୍ଟ ନମ୍ବର 4, 5। ଆଉ ତାପରେ ଆସିଲା ନେକ୍ସଟ ରାସନ ୱିକଲି ଅପସନ୍ସ। ୱିକଲି ଅପସନ ତାପରେ 7, 6 ପଏଣ୍ଟ। ୱିକଲି ଅପସନ ଆପଣ କଣ ହେଲା, ଆପଣ ଦେଖୁଛନ୍ତି ବର୍ତ୍ତମାନ ୱିକଲି ସବୁଦିନ ଏକ୍ସପାୟରି ଅଛି। ମଣ୍ଡେରେ କୋଉ ଏକ୍ସପାୟରି ଅଛି, ମଣ୍ଡେରେ କୋଉ ଏକ୍ସପାୟରି ଅଛି, सर मंडल मिड कैप ମଣ୍ଡେରେ ଅଛି ବ୍ୟାଙ୍କଟେକ୍ସ ଅଛି मिड ଆଣ୍ଡ कैप अच्छी ମିଡ କ୍ୟାପ ଅଛି। ତାପରେ ଟ୍ୟୁଜଡେ ଦେଖିଲେ ଆପଣ କଣ ଅଛି, ଫି ନିଫ୍ଟି ଅଛି। ୱେଡନେସଡେ କଣ ଅଛି, ବ୍ୟାଙ୍କ ନିଫ୍ଟି ଅଛି। ଥର୍ସଡେ କଣ ଅଛି, निफ्टी ଗୋଟେ ମିନିଟ ସନ୍ତୋଷ, ମୁଁ କ୍ଲାସରେ ଅଛି, ମତେ 9ଟା ପରେ ଟିକେ କଲ୍ କର। ଥର୍ସଡେ ହେଲା ଆପଣ ନିଫ୍ଟି, ଆଉ ଫ୍ରାଇଡେ କଣ ରହିଲା, ସେନ୍ସେକ୍ସ। ଆପଣ ଏଠି ଯୋଉ 5 ଦିନେ ଯୋଉ 5ଟା ଏକ୍ସପାୟରି ହଉଛି, 6ଟା ଏକ୍ସପାୟରି ହେଇଗଲା, ଏଠି ଦୁଇଟା ର ଅଛି ଏକ୍ସପାୟରି, ଗୋଟେ ହେଲା ଏନଏସି ର ଆଉ ଗୋଟେ ହେଲା ବିଏସସି ର। ଏ ବିଏସସି ରେ କିଏ କିଏ ଯାଉଛନ୍ତି, କିଏ କହିପାରିବେ? सर ବିଏସସି ରେ बीएससी रे जाउची बीएससी रे सर सेंसेक्स जाउची फिर निफ्टी जाउची आ बैंकेक्स जाउची ତ ବିଏସସି ରେ ଆପଣ ଯାଉଛି, ବ୍ୟାଙ୍କଟେକ୍ସ ଯାଉଛି ଆଉ ସେନ୍ସେକ୍ସ ଯାଉଛି। सेंसेक्स ଆଉ ଏପଟେ କଣ ରହିଲା ନା ଏ ସବୁ ରହିଲା ଆପଣ ଏନଏସି ରହିଲା। ବର୍ତ୍ତମାନ ସେବି କଣ ପ୍ରପୋଜାଲ ଦେଲା, ୱିକଲି ସବୁ ଜିନିଷ ଏକ୍ସପାୟରି ଅଛି, ଏ ଏକ୍ସପାୟରି ବନ୍ଦ ହେଇଯିବ। ଏନଏସି ରେ ଯେତେ ଏକ୍ସପାୟରି ଅଛି ସେ ଗୋଟେ ଏକ୍ସପାୟରି କି ଆଲାଉ କରିବ, ଗୋଟେ ଏକ୍ସପାୟରି କି ଆଲାଉ କରିବ। ମିନ୍ସ ଯୋଉଥିରେ ହଉ, ସେ ନିଫ୍ଟିରେ ହଉ କି ଫି ନିଫ୍ଟିରେ ହଉ କି ବ୍ୟାଙ୍କ ନିଫ୍ଟି ହଉ, ଯୋଉଥିରେ ହଉ ସେ ଓନ୍ଲି ଗୋଟେ ଏକ୍ସପାୟରି କି ଆଲାଉ କରିବ। ସପ୍ତାହକେ ଗୋଟେ ଦିନ ହଉ। ଆଲାଉ କରିବ ମାନେ ବୁଝିପାରିଲିନି, କଣ ବୁଝିପାରିଲେନି କୁହନ୍ତୁ? ଯୋଉ ଗୋଟେ ଏକ୍ସପାୟରି ଆଲାଉ କରିବ ମାନେ କଣ ସେଟା? ଏନଏସି ରେ ଯେତେଟା ଏକ୍ସପାୟରି ଥିଲା, କଣ ଥିଲା, ନିଫ୍ଟି ଥିଲା, ବ୍ୟାଙ୍କ ନିଫ୍ଟି ଥିଲା, ଫି ନିଫ୍ଟି ଥିଲା, ଏ ଯୋଉ ଯେତେଟା ଏକ୍ସପାୟରି ଥିଲା ତା ଭିତରେ ସେ ଗୋଟାଏ ଏକ୍ସପାୟରି କି ଆଲାଉ କରିବ। ଆଇଦର କଣ ନିଫ୍ଟି ହେଇପାରେ, और बैंक निफ्टी ହେଇପାରେ, ନହେଲେ ଫି ନିଫ୍ଟି ହେଇପାରେ, ନହେଲେ ମିଡ କ୍ୟାପ ନିଫ୍ଟି ହେଇପାରେ। और सब आज उज्जवल चालिବ ନାଇଁ ସାର୍? ଇଏ ସବୁ ମାନେ ଯୋଉ 5ଟା ଏକ୍ସପାୟରି ଯୋଉ ଚାଲୁ, ମାନେ ନିଫ୍ଟିରେ ଯେତେଟା ଏକ୍ସପାୟରି ସେଗମେଣ୍ଟ ଥିଲା ତା ଦେହରେ ସେ କେବଳ ଗୋଟାକୁ ଆଲାଉ କରିବ। ଆଇଦର ନିଫ୍ଟି ହଉ କିମ୍ବା ବ୍ୟାଙ୍କ ନିଫ୍ଟି। ଯଦି ନିଫ୍ଟି ଦେଖିଲା ବ୍ୟାଙ୍କ ନିଫ୍ଟି ଏକ୍ସପାୟରି ନାହିଁ, ଫି ନିଫ୍ଟି ଯଦି ଆପଣଙ୍କ ବ୍ୟାଙ୍କ ନିଫ୍ଟି ନିଫ୍ଟିରେ ଏକ୍ସପାୟରି ନାହିଁ, କେବଳ କଣ ରହିବ ନା ମନ୍ଥ, ସମସ୍ତଙ୍କର ମନ୍ଥଲି ଏକ୍ସପାୟରି ରହିବ। ଯଦି ସପୋଜ ନିଫ୍ଟିର ଏକ୍ସପାୟରି କିନ୍ତୁ ୱିକଲି ଏକ୍ସପାୟରି କି ଆଲାଉ କଲା, ତାହେଲେ ତାର 4ଟା ଏକ୍ସପାୟରି ରହିବ। ବ୍ୟାଙ୍କ ନିଫ୍ଟିର नो ଏକ୍ସପାୟରି, ଓନ୍ଲି ମନ୍ଥ ଏଣ୍ଡରେ ମନ୍ଥଲି ଏକ୍ସପାୟରିଟା ରହିବ। ତାହେଲେ ଏଟାକୁ କ୍ଲୋଜ କରିଦବା। ସିମିଲାରଲି ଆଗରୁ ତ ବିଏସସି ରେ ଏକ୍ସପାୟରି ନଥିଲା, ଏବେ ସବୁ ଇଏ ଇଣ୍ଟ୍ରୋଡ୍ୟୁସ କଲା, ବ୍ୟାଙ୍କ ସେନ୍ସେକ୍ସ ଆକୁ ସବୁ ଇଏ କଲା। ଆର ମଧ୍ୟ କଣ କରିବ, ୱିକଲି ଗୋଟେ ଏକ୍ସପାୟରି ଡେ ରଖିବ
आदर जहाँ गोटे सेगमेंट रखिबो से बैंकेस रखु सेंसेस रखु और जाओ जिते जा अछि समस्त केवल गोटे एक्सपायरी से रखिबो वीकली गोटे एक्सपायरी हबो तेणु ये तार प्रपोजल देछि माने एटा एक्सेप्टेड हेइनी एटा प्रपोजल दिया हेछि यदि एक्सेप्टेड हला तापर रूल आसीबो से ये थिला आपनकर वीकली एक्सपायरी आपण जो प्रतिदिन जो हीरो जीरो करूथले आ प्रतिदिन हीरो जीरो हबो तेणु ସାର୍ एछि ନମସ୍କାର। नमस्कार नमस्कार सर ମୁଁ କହିଲି तो ଏଇଟା ସାର୍ କେବେ ଯଦି ଲାଗୁ ହେଲା କେବେ ତଥାପି ଲାଗୁ ହବ? जଣା नहीं ଓହୋ, जेबे हबो पुणी एगेन नोटिफिकेशन आसीबो ये जेंति नोटिफिकेशन आसिला सेमति आरो नोटिफिकेशन आसीबो केबे जो लागू हबो तार मासे 15 दिन पूर्वरु हबो सपोज 11 मासे लागिबो मींस कल गोटे मास पूर्वरु नोटिस हबो ଆଚ୍ଛା तो ये सब ଆଜ୍ଞା जिनस हला कहबार जिनस हला जणे जदि निजको प्रॉपर्ली एजुकेट न करिवो प्रॉपर्ली एजुकेट न करे देखंतु आमे सबुथरे स्ट्रेटजी बनाउथले सपोज मु कहले आपनको प्रतिथर हीरो जीरो कॉल दिया जाउछि जन पेड ग्रुप देखते फ्री ग्रुप देखते सब हीरो जीरो कॉल दिया जाउछि तो हीरो जीरो कॉल पे गोटे स्ट्रेटजी अछि से स्ट्रेटजी फॉलो करा होछि जेतले ये हीरो जीरो बंद हो जे शेयर सब बंद हो जिवो तले कोन हबो नेक्स्ट अदर स्ट्रेटजी करा पे पड़िबो तेणु अर्थात आपको मार्केट रे सब जिनस शिक्षा पे पड़िबो कहने आपण कौन से गोटे स्ट्रेटजी रे लाइफ टाइम काम करि परिबे नाही कि आपण के गोटे स्ट्रेटजी सब बेले प्रॉफिट दबो बोली माने नाही तेणु आपण को एक्सपीरियंस बढ़ाया पे पड़िबो मार्केट नहीं आपण को एजुकेटेड करिया पे पड़िबो नुआ नुआ स्ट्रेटजी बनाया पड़िबो नुआ स्ट्रेटजी के प्रैक्टिस करिया पे पड़िबो नुआ स्ट्रेटजी गोटे बनल ते संग संग करि परिबेनी ताको कोन करिवे प्रैक्टिस करिया पे पड़िबो प्रैक्टिस कला परे कोन हो से प्रॉफिटेबल हला तापर आपण ट्रेड रे अप्लाई करिवे तेथि दिन से लेको मार्केट ट्रेड करिया पूर्व आपण निजको एजुकेट करिया पे पड़िबो आ जणे जदि खाली टिके शिखि जाय मु एति दिन शिखि जाय मोर लाइफ टाइम काम चलिबो हबनी भाई कारण मार्केट जो देखंतु सब मार्केट चेंज हे चलछि प्रति वर्ष 6 मास रे मार्केट चेंज हे चलछि तो मार्केट जो चेंज होछि अपडेट होछि हमको सेम अपडेट करिया पे पड़िबो आगुर कहले हमें कोन देखले मोबाइल जिनस जानि नथिले लैपटॉप कंप्यूटर जानि नथिले आगु काले जोर से थिले ए सब जिनस जानि नथिले जति लैपटॉप कंप्यूटर आसिले मन से आपन के लिटरेसी लैपटॉप आपन को कंप्यूटर केमति यूज करता लिटरेसी हबा पे पड़ी आपन को शिक्षा पे पड़िबो आपन कह नाइ मु तो शिखनी काहे चलेबी मु करिबिनी आपन जॉब रे जोडी थिबे जॉब बाहर कर देबे जति काम न तुम बाध्य हो आपन के शिक्षा पे पड़िबो आपन प्रोफेशन जेम सिखुतले ये मदर ट्रेडिंग गोटे हला प्रोफेशन ये प्रोफेशन से आपन को सब जिनस शिक्षा पे पड़िबो प्रैक्टिस करिया पे पड़िबो बिना प्रैक्टिस रे सब जिनस हबनी तापर नेक्स्ट पॉइंट हला इंक्रीज मार्जिन नियर कॉन्ट्रैक्ट एक्सपायरी जो माने ये सब करथिले ए देखंतु लिखा अछि एलएम लिखा अछि एटा दीटा जिनस हला कोन ना गोटे हला एक्सपायरी प्रीवियस डे एक्सपायरी प्रीवियस डे आ गोटे हला एक्सपायरी डे दीटा जिनस हला गोटे एक्सपायरी डे आ गोटे एक्सपायरी प्रीवियस डे जो ऑप्शन सेलिंग करथे जोटा कि पॉइंट नंबर 2 कहला हम कहउथले ऑप्शन सेलिंग कला कोन करथले तो मार्जिन मिलुथला तो से मार्जिन कण सपोज आपण 1 लाख जदि ये करथले तले से मार्जिन बेनिफिट मिलिबोनी आपण आउ कोन दा पे पड़िबो ना 3 to 5% प्रीवियस डे जदि करूछंती तार 1 लाख जगह रे आपण 1 लाख 3000 आपण देबे आ जदि एक्सपायरी डे रे करूछंती तले सेटा केते आसे ना 1 लाख 1.5 लाख सॉरी 1.05 लक्ष 5000 टंका आपन को पड़िबो 3 to 5% एक्स्ट्रा आपन दबा पे पड़िबो अदर डे जोडा जति जाछि सति मार्जिन किनुथले आपन और सेल करथले किंतु ये चाहे कना आपन एक्स्ट्रा 3 to 5% पड़िबो तो ये हला सातटा पॉइंट इंपोर्टेंट पॉइंट आपन हला कोन आज चलता होते चली जे कि जेन ऑप्शन बाइंग करूछंती जनरल कम पैसा रे करूथले सेही मान पय जनरल फरक पड़िबो आउ कहा पे ऑप्शन सेलिंग पे से फरक पड़ियोनी आउ कहार किसी
ଫରକ ପଡିବନି। ଫରକ ପଡିବ କଣ, ଯେ ଅଳ୍ପ ପଇସାରେ ଯୋଉ ଟ୍ରେଡ୍ କରୁଥିଲେ 5,000 10,000 ଟଙ୍କା ଯୋଉ ଟ୍ରେଡ୍ କରୁଥିଲେ ଅପସନ କରୁଥିଲେ, ଆଜି 5,000 ଆଡ କଲେ ଉଡେଇଦେଲେ, କାଲି 10,000 ଲଗେଇଲେ ଉଡେଇଦେଲେ, କାଲି 15,000 ଲଗେଇଲେ ଉଡେଇଦେଲେ। ଏମିତି କଣ 6 ମାସ ଭିତରେ ଆପଣ 2 ଲାख 3 ଲାख ଲସ୍ କରିଦଉଥିଲେ। और ଯୋଉମାନେ ସବୁ ଯାହା ପାଖେ ଯେତେ ଅଧିକା ପଇସା ସେତେ ଅଧିକ ଲସ୍। ଯୋଉମାନେ ଚାକିରି କରିକି ଟ୍ରେଡ୍ କରୁଛନ୍ତି ଜବ୍ କରିକିରି, ତ ସେମାନେ କଣ କରନ୍ତି, ବଡ ଲସ୍ କରନ୍ତି। କାହିଁକି ବଡ ଲସ୍ କରନ୍ତି? ଯେହେତୁ ତାଙ୍କ ପାଖରେ ଅଧିକା ପଇସା ଅଛି, ପ୍ରତି ମାସରେ ସାଲାରୀ ମିଳୁଛି। ମୁଁ ମଧ୍ୟ ଜବ୍ କରି କରୁଥିଲି ନା, ମୋର ବି ସେମିତି ଲସ୍ ବି ହଉଥିଲା। ଯାହା ପାଖେ ପଇସା ନଥିବ ଛୋଟିଆ ଲସ୍ କରିବ, କାରଣ ପୁଣି ନେକ୍ସଟ ପୁଣି ପଇସା କୋଉଠୁ ଆରେଞ୍ଜ କଲେ ପୁଣି ଟ୍ରେଡ୍ କରିବ। ଯେହେତୁ ଆପଣଙ୍କ ପାଖରେ କଣ ଅଛି, ପଇସା ଅଛି, ଆପଣ ସାଲାରୀ ମିଳିଲା ଲଗେଇଦେଲେ, ସେଭିଂ ପଇସା ଅଛି ଲଗେଇଦେଲେ, ନହେଲେ କାହାଠୁ ମାଗିଦେଲେ। ଯେହେତୁ ଆପଣ ଜବ୍ କରୁଛନ୍ତି, ଯାହାକୁ ପଇସା ମାଗିବେ ସେ ଦେଇଦେଲେ। କାହାଠୁ 50,000 ଆଣିଲେ ଲଗେଇଦେଲେ, ଆଣିଲେ ଲଗେଇଦେଲେ, ତାକୁ ଉଡେଇଦେଲେ। ତ ଏମିତି ବଡ ବଡ ଯୋଉ ଲସ୍ କରୁଥିଲେ, ଏସବୁ ଜିନିଷ ଷ୍ଟପ୍ କରିବା ପାଇଁ ହିଁ ସେ ବି ଏସବୁ ଜିନିଷ କରୁଛି। କରିବା ରିଜିନ ହେଲା କଣ, ସମସ୍ତେ ଏଜୁକେଟେଡ ହିଁ ଟ୍ରେଡ୍ କରିବେ। କାରଣ ଏବେ ବଡ ବଡ ଲସ୍ ହବ, ଆଗରୁ ଛୋଟ ଲସ୍ ହଉଥିଲା, ଏବେ ଆହୁରି ବଡ ବଡ ଲସ୍ ହବ। କାରଣ ବଡ ବଡ ଲସ୍ ହବା ପାଇଁ ହେଲେ କଣ ହବ, ସେମାନେ ନିଜକୁ ସୁଧାର ନେବେ, ପ୍ରପରଲି ଶିଖିବେ, ପ୍ରାକ୍ଟିସ କରିବେ, ତାପରେ ଟ୍ରେଡ୍ କରିବେ। ଆଉ କାହାର ଆପଣ ଯଦି କିଛି କ୍ୱେଶ୍ଚିନ୍ ଅଛି, ଆଉ କିଛି କହିବାର ଅଛି ତ କୁହନ୍ତୁ। ସାର୍ 6 ନମ୍ବର ପଏଣ୍ଟ ଟା ୱିକଲି ଏକ୍ସପାଇରି ସାର୍ ଅଛି, ନା ନା ୱିକଲି। ସାର୍, ଆଉ ଗୋଟେ ଯୋଉଟା ଅଛି, ଯୋଉ କହୁଥିଲେ 15 to 20 ଲାખ ଯୋଉଟା କହୁଥିଲେ ତାର ପ୍ରିମିୟମ ସାଇଜ ଏଇଟା 5 4 ନମ୍ବର। 4 5 ଆଜ୍ଞା 4 5 ହେଲା ଆପଣଙ୍କ ଏଇ ଜିନିଷ। ବର୍ତ୍ତମାନ 5 to 10 ଲାକ୍ଷ ଭିତରେ ଆପଣ ଲଟ୍ ସାଇଜ ଟା ଡିଫାଇନ୍ କରାଯାଇଛି। ନେକ୍ସଟ ଲଟ୍ ସାଇଜ ସେଟା ଡିଫାଇନ୍ କେମିତି କର, ସେଟା ସେ ଜିନିଷଟା କଣ କେମିତି ଆପଣ ଭଏସ କ୍ଲିୟର ଆସୁନି। ଯଦି ଯୋଉ 5 to 10 ଲାખ ଅଛି ସେଟା ସାର୍ କଣ? ଆପଣ ଯୋଉ ଲଟ୍ ସାଇଜ 15 ବ୍ୟାଙ୍କ ନିଫ୍ଟିରେ 15 ଅଛି, ନିଫ୍ଟିର 25 ଅଛି, ଏଇ 5 to 10 ଲାख ନେଇକି ସେମାନେ ଗୋଟେ କାଲକୁଲେସନ ବସେଇଥାନ୍ତି। ସେଇ କାଲକୁଲେସନ ବେସ ରେ ଆପଣଙ୍କ ପ୍ରିମିୟମ ସାଇଜ ଲଟ୍ ସାଇଜ ଟା 15 25 और ଯାହାର ଯାହା ହେଇଛି। ସେନ୍ସେକ୍ସ ରେ ଆପଣ ଦେଖୁଛନ୍ତି 40, ଆଉ ମିଡ କ୍ୟାପ ନିଫ୍ଟିରେ 75, ଫି ନିଫ୍ଟିରେ 40, ଏ ଯୋଉ ଦେଖୁଛନ୍ତି ସେନ୍ସେକ୍ସ ରେ ହେଲା 10, ସେନ୍ସେକ୍ସ ରେ ହେଲା 10। ଏଇସବୁ ଜିନିଷ 5 to 10 ଲାକ୍ସ ଭିତରେ ନେଇକିରି ପ୍ରିମିୟମ କୁ ନେଇକିରି ସେ କାଲକୁଲେସନ କରିଥାନ୍ତି, ଯୋଉଟା କି ଆପଣ ଲଟ୍ ସାଇଜ ଡିଫାଇନ୍ ହୁଏ। ଏବେ ସେଇଟା କଣ କରିବେ, ବଢେଇ ଦେଲେ କଣ, ଫାଷ୍ଟ ଫେଜ ରେ 15 ରୁ 20 ଲାख, ତେଣୁ ଆପଣଙ୍କ ଲଟ୍ ସାଇଜ ବଢିଯିବ। ନେକ୍ସଟ ତାର 6 ମାସ ପରେ ସେଇଟା ବଢେଇ ଦେବେ 20 ରୁ 30 ଲାख। ମିନ୍ସ 6 ମାସ ପରେ ଆପଣ ଯାହା ଯଦି ଲଟ୍ ସାଇଜ ରେ କରୁଛନ୍ତି, ତାର ସେ 4 times 5 times ହେଇଯିବ। ଯଦି 15 କରୁଛନ୍ତି ସେ 100 ପାଖାପାଖି ହେଇଯିବ, ଯୋଉଟା 25 କରୁଛନ୍ତି ସେଇଟା 150 200 ପାଖାପାଖି ହେଇଯିବ। ଲଟ୍ ସାଇଜ ଟା ଆପଣ ଯେତିକି କରୁଛନ୍ତି ବର୍ତ୍ତମାନ 15 25 30, ତେଣୁ ସିଏ କଣ ହବ, 6 ମାସ ପରେ ଫାଷ୍ଟ ଆପଣଙ୍କୁ କମ ମିଳିବ, 6 ମାସ ପର୍ଯ୍ୟନ୍ତ ମିନ୍ସ କଣ, ସେ ଡବଲ ହେଇଯିବ। ନେକ୍ସଟ ଯେତେବେଳେ ହବ 20 to 30 ହେଇଯିବ, ସେ ଆପଣ 5 to 6 times ହେଇଯିବ ଲଟ୍ ସାଇଜ। ଯୋଉଟା ଆପଣ 5,000 ଟଙ୍କାରେ 10,000 ଟଙ୍କାରେ ଯୋଉଟା ଟ୍ରେଡ୍ ନେଇ ପାରୁଥିଲେ, ତ ତା ପାଇଁ ଆପଣ 50,000 60,000 ଲାଗିବ। ଆଉ ଯୋଉଟା ଆପଣ ଇଭେଣ୍ଟ ଡେ ମାନକେ ଯୋଉଠି ଦେଖିବେ ପ୍ରିମିୟମ ଟା ବଢିକି ରହୁଥିଲା, ଇଭେଣ୍ଟ ଡେ ମାନକେ ଆପଣ ଟ୍ରେଡିଂ କଲା ବେଳକୁ 1 ଲାख ପ୍ଲସ କ୍ୟାପିଟାଲ ଦରକାର। ତେଣୁ ଆପଣ ମେଣ୍ଟାଲି ପ୍ରିପେୟାର ହେଇଯିବେ। ଆପଣ ଗୋଟେ ଲଟ୍ କଥା କହିଲେ, ଗୋଟେ ଲଟ୍ କଲେ ଆପଣ କେତେ ପ୍ରଫିଟ କଣ ପାଇବେ, କାରଣ ଲଟ୍ ସାଇଜ ଆପଣ ବଢେଇବେ ଯେତେବେଳେ 4ଟା ଲଟ୍ 5ଟା ଲଟ୍ କି 10ଟା ଲଟ୍ କରିବେ, ତ ସେମିତି ଆପଣ ମେଣ୍ଟାଲି ପ୍ରିପେୟାର ହେଇଯାଆନ୍ତି। ଗୋଟେ ଲଟ୍ ଯଦି ଟ୍ରେଡ୍ କରିବାର ଅଛି, ତାହେଲେ ଆପଣ ମାନଙ୍କ ଆକାଉଣ୍ଟରେ କେତେ ରଖିବା ପାଇଁ ପଡିବ, 1 ଲାख ରଖିକି କରିବା ପାଇଁ ପଡିବ। ତେଣୁ ଲସ୍ ବି ବଡ ହବ, ପ୍ରଫିଟ ମଧ୍ୟ ବଡ ହବ। ପ୍ରଫିଟ ଯେତିକି ନହବ, ତାହେଲେ ଲୋକ କଣ କରନ୍ତି, 10 ପଏଣ୍ଟ ପ୍ରଫିଟ ରେ ବାହାରି ଯାଆନ୍ତି, 50 ପଏଣ୍ଟ ଏସ୍ଏଲ ରେ ବସନ୍ତି, କି 100 ପଏଣ୍ଟ ଏସ୍ଏଲ ରେ ବସନ୍ତି। ଆପଣ 1,000 ଟଙ୍କା ପ୍ରଫିଟ ରେ ବାହାରିବେ, କିନ୍ତୁ ଲସ୍ ହେଲା ବେଳକୁ 10,000 15,000 ହବ ଆଉ। ତା ପାଇଁ ରିସ୍କ ମ୍ୟାନେଜମେଣ୍ଟ ଟାକୁ ଷ୍ଟ୍ରଙ୍ଗ କରିବାକୁ ପଡିବ। ଆଜ୍ଞା। ଆଉ କାହାର କିଛି କ୍ୱେଶ୍ଚନ? ଯୋଉ ଅପସନ ସେଲିଂ ରେ ଅଛି ଏକ୍ସପାୟର ଡେ ଆଉ ପ୍ରିଭିୟସ ଏକ୍ସପାୟର ଡେଟ, ଯୋଉ ମାର୍ଜିନ ଟା ସେଟା କଣ ଦବ କି ଦବ ନାହିଁ? ନା ନା, ଯୋଉ ଏବେ ତ ଆସନ ସେଲିଂ ପାଇଁ ଆହୁରି ମାର୍ଜିନ ବଢିଯିବ, ଆପଣ ଅଧିକ ଦରକାର ପଡିବ। ଯେତିକି ଦଉଥିଲେ, ଆପଣ ଯେତିକି ଟଙ୍କାରେ କିଣୁଥିଲେ ତାଠୁ 3% ପ୍ରିଭିୟସ ଡେ ରେ, ଆଉ ସେମ୍ ଡେ ରେ ଆପଣ 5% ମାନେ ଅଧିକା ଦେବେ। ପଇସା ଦେଲେ ସେ ପୁଣି ମାର୍ଜିନ ଦବ ଅଧିକ ଦେଲେ? ନାଇଁ ନାଇଁ, ଆପଣ ଯୋଉଟା ଅଛି ଯେତିକି ବର୍ତ୍ତମାନ ଯେତିକି କିଣୁଥିଲେ ଆପଣ,
ଆଜ୍ଞା ଯେତିକି ଟଙ୍କାରେ ଆପଣ କିଣୁଥିଲେ ଏବେ ସେଟା ତାଠୁ ପ୍ରିଭିୟସ ଡେ ରେ 3% ଆଉ ଏକ୍ସପାୟରୀ ଡେ ରେ 5% ଅଧିକା ତା ପାଇଁ ବଢିବ। ମାର୍ଜିନ ହେଇକି ମିଳିବ। ନା ଆପଣ ଗୋଟେ ଲଟ୍ ସେଲ୍ କଲା ବେଳକୁ ଆପଣ ଦେଲେ ଗୋଟେ ଲଟ୍ ସେଲ୍ କରୁଛନ୍ତି ଆପଣ କେତେ ଦରକାର ପଡେ ଦେଖୁନାହାନ୍ତି ଏଇଠି ମୁଁ ଦେଖେଇ ଦଉଛି। ଗୋଟେ ଲଟ୍ ଯୋଉ ସେଲ୍ କରୁଛନ୍ତି ଆପଣ ଦେଖନ୍ତୁ ଏଠି ବ୍ୟାଙ୍କ ନିଫ୍ଟି ଲାଗିକି ଅଛି ଆଜି ତ ଏକ୍ସପାୟରୀ ଥିଲା ହଉ ଦେଖନ୍ତୁ ଏଥିରେ ବି ଦେଖେଇବ। ଗୋଟେ ଲଟ୍ ସେଲ୍ କଲା ବେଳେ ଆପଣ କେତେ ପଡୁଥିଲା 1,02,000 ଟଙ୍କା ପଡୁଥିଲା। 1,02,321 ଟଙ୍କା ପଡିଥିଲା। ତ ଏ ଜାଗାରେ ଆପଣ କଣ ହବ ଗୋଟେ ଲଟ୍ ସେଲ୍ କଲା ବେଳେ ସେମ୍ ଡେ ଏକ୍ସପାୟରୀ 3% ଆହୁରି ସରି 5% ଏକ୍ସଟ୍ରା ଦେବା ପାଇଁ ପଡିବ। ମାନେ 1,02,000 ଟଙ୍କା ବଦଳରେ ଆପଣ ଆର 5% ହେଇଯିବ ଆଉ 5,000 ଟଙ୍କା ଆଡ୍ ହେଇଯିବ। ହଁ ହଁ 7,000 8,000 ଟଙ୍କା ପଡିବ ଆପଣଙ୍କୁ। ହୁଁ, ହୁଁ, ହୁଁ। ମାନେ ନର୍ମାଲ ଡେ ରେ ଆପଣ ଯେତିକି ପଡୁଥିଲା ଏକ୍ସପାୟରୀ ଡେ ରେ ତାଠୁ ଅଧିକା ପଡିବ। ନର୍ମାଲ ଡେ ରେ ଆପଣ ଯେତିକି ଟଙ୍କାରେ ଗୋଟେ ଲଟ୍ କୁ ସେଲ୍ କରୁଥିଲେ ଯେତିକି ପ୍ରାଇସ୍ ଆସୁଥିଲା ଏକ୍ସପାୟରୀ ଡେ ରେ ତାଠୁ 5% ଅଧିକା ପଡିବ। ହଁ ତାର ପ୍ରିଭିୟସ ଡେ ରେ 3% ଏକ୍ସଟ୍ରା ଠିକ ପଡିବ। ଅଛି। ହଁ ସାର୍ ସେଲିଂ ପାଇଁ ଯୋଉ ଇଏ ରହୁଥିଲା ସେତିକି ରହିବ ନା ତାଠୁ ବଢିବ? ବଢିବ ଡେଫିନେଟଲି ଆପଣ ବାଇଂ କଲାବେଳେ ଗୋଟେ ଲଟ୍ ଯଦି ଆପଣ 1,00,000 ଟଙ୍କା ପଡିବ ସେଲିଂ କଲା ନିଶ୍ଚୟ 5 ଲକ୍ଷ 10 ଲକ୍ଷ ପାଖାପାଖି ଆସିଯିବ। ଆପଣ ଗୋଟେ ଲଟ୍ ଦେଖନ୍ତୁ ଏଠି ଗୋଟେ ଲଟ୍ ଆପଣ ବାୟ କରିବେ 51,800 ଫୁଟ ଯଦି ଆପଣ ବାୟ କରୁଛନ୍ତି ପ୍ରିମିୟମ 246 ଅଛି ବାୟ କଲେ ଆପଣ କେତେ ଟଙ୍କା ପଡୁଥିଲା ସରି ଏଇଟା ଫେଲ ଲାଗିଗଲା ଏଇଟାକୁ ବାୟ କଲା ବେଳେ ଆପଣ କେତେ ପଡୁଛି 3,695 ସେଲ୍ କଲାବେଳେ କେତେ ପଡୁଛି 1,04,000 ଟଙ୍କା ପଡୁଛି। ବାୟ କଲାବେଳେ ପଡୁଛି କଣ ସେମ୍ କୁ ଆପଣ ବାୟ କଲାବେଳେ ପଡୁଛି କେତେ 3,695 ସେମ୍ ଜିନିଷ ସେଲ୍ କଲାବେଳେ କେତେ ପଡୁଛି 1,04,523 ଟଙ୍କା। ତ ସିମିଲାରଲି ଯଦି ଏଇଟାକୁ ବାୟ କଲା ବେଳେ ଆପଣ ଯଦି 1,00,000 ଟଙ୍କା ପଡୁଛି ତ ସେଲ୍ କଲା ବେଳେ ଓଭିୟସଲି 5 ଲକ୍ଷ 6 ଲକ୍ଷ 10 ଲକ୍ଷ ଯାହା ବି ହେଇପାରେ। ତେଣୁ ଯାହା ପାଖରେ ପଇସା ଥିବ ସେ ଫ୍ୟୁଚର ନା ଆଣ୍ଡ ସେ ଅପସନରେ ଅନୁସାରେ ତ ଲଟ୍ ସାଇଜ୍ ବଢିଯିବ। ହଁ କହିଲି ନା ଲଟ୍ ସାଇଜ୍ ସେମିତି ବଢିବ। ଏଇଠି 15 ଜାଗାରେ ଆପଣ ଏଇଠି 15 ଅଛି ତା ଜାଗାରେ 100 ପାଖାପାଖି ହେଇଯିବ 50 ହେଇପାରେ 60 ହେଇପାରେ 100 ହେଇପାରେ। ପ୍ରଥମ ଫେଜରେ ତ କମ ରହିବ ସେକେଣ୍ଡ ଫେଜରେ ସେଇଟା ବଢିଯିବ 6 ମାସ ପରେ ସେଇଟା ବଢିଯିବ। ହ୍ୟାଲୋ। ଆପଣ ହଁ ସାର୍ ଅଡିଓ ଅନମ୍ୟୁଟ କରି କଥା ହୁଅନ୍ତୁ। ତ ଏଇ ସବୁ ଜିନିଷ ହେଲା କଣ ବଢିଯିବ ସାର୍ ଆପଣଙ୍କର। ଇଣ୍ଟ୍ରାଡେ ସାର୍ ଇଣ୍ଟ୍ରାଡେ ପାଇଁ ତ ସେମ୍ ରୁଲ୍ ମାନେ ଯୋଉ ଷ୍ଟକ୍ ଇଣ୍ଟ୍ରାଡେ ଯୋଉଟା ନା ଷ୍ଟକ୍ ପାଇଁ ଏତେ କିଛି ରୁଲ ଆସିନି ଏଇଟା ଜିନିଷ ହେଲା ଆପଣଙ୍କ ଫ୍ୟୁଚର ଆଣ୍ଡ ଅପସନ ପାଇଁ ରୁଲ ଆସିଛି। ସାର୍ ଯୋଉ ଲଟ୍ ଟା ବଢିଯିବ ସେଟା ସାର୍ ବୁଝିପାରୁନାହିଁ। ଆପଣ ଦେଖୁନ ଲଟ୍ ସାଇଜ କେତେ ଅଛି ଆପଣ ଆଖି ଆଗରେ ଦେଖୁଛନ୍ତି କେତେ ଅଛି 15 ସାର୍। ଏଇଟା ଏଇଟା ଅଛି 15 ଅଛି ଏଇଟା ବଢେଇକରି 50 ହେଇପାରେ 60 ହେଇପାରେ 100 ହେଇପାରେ। 15 ଅଛି ବୋଲି ଆପଣଙ୍କୁ ଏଇଟା ଯେ ବାଇ କରୁଛନ୍ତି ଏଇଟାକୁ ବାୟ 100 କଲା ସେଲ୍ ପରେ ନେଇଯାଉଛନ୍ତି। ଆପଣଙ୍କୁ 3,695 ପଡୁଛି ଏଇଟା ଯେତେବେଳେ ଆପଣ କେତେ ହେଇଯିବ 100 ହେଇଯିବ 100 ହେଇଗଲେ ଆପଣ କେତେ ପଡିବ 26,600 ଟଙ୍କା ଆସିବ ଆପଣଙ୍କର। ଆଜ୍ଞା ଆଜ୍ଞା ଏଟା ବଢିଯିବ ଆଚ୍ଛା ଆଜ୍ଞା ଆଜ୍ଞା। ଯୋଉଟା ଆପଣ ଟଙ୍କା 3,000 ଟଙ୍କାର ହେଇପାରୁଥିଲା ତ ସେଇଟା କଣ 30,000 ହେଇଯିବ। ଆଜ୍ଞା ଯଦି ଆଜ୍ଞା। 500 ଟଙ୍କା ପ୍ରିମିୟମ ବାଲା ଥିବ ଏବେ ସିନା ଏଟା ଏକ୍ସପାୟରୀ ଅଛି ଆପଣ କମ ଦେଖୁଛନ୍ତି ଯେତେବେଳେ 500 ଟଙ୍କା 1,000 ଟଙ୍କା ଥିବ 1,000 ଟଙ୍କା ଯଦି ପ୍ରିମିୟମ ଥିବ 1,000 ଟଙ୍କା ଥିବ ଏପଟେ ଲଟ୍ ସାଇଜ ତ 100 ଥିବ ଏଇ କ୍ୱାଣ୍ଟିଟି ଟା 100 ଥିବ ତ 1,00,000 ଟଙ୍କା ଦରକାର ପଡିବ। ଆଜ୍ଞା ତ ଏଇ ଜିନିଷ ଫ୍ୟୁଚର ଆଣ୍ଡ ଅପସନ ପାଇଁ ଚେଞ୍ଜ ଇକ୍ୱିଟି ପାଇଁ କିଛି ନାହିଁ ଇକ୍ୱିଟି ପାଇଁ ତ ଯାହା ଅଛି ତା ପାଇଁ କିଛି ରୁଲ ଆଣ୍ଡ ଚେଞ୍ଜ ହେଇନି। ଯେତେବେଳେ ସାର୍ ଚେଞ୍ଜ ହବ ନିଫ୍ଟିର ବା ଚେଞ୍ଜ କରିକି 25 ନେଇ ଆସିଥିଲା ଲଟ୍ ସାଇଜ ସବୁ ପୁଣି ପୁରା ବଢେଇବ କି? ଆଉ ଆପଣ ଏତେ ସମୟ କହୁଥିଲେ ଆପଣ କଣ ଶୁଣୁଥିଲେ ଥିଲେନି କି କ୍ଲାସ ରେ? ନାଇଁ ସାର୍। ହଁ। ଆଜ୍ଞା ଆଜ୍ଞା ନୋଟିସ ହଁ ପଠିଆଲା ନୋଟିସ ପଢିଲେନି ହଁ ମୁଁ କ୍ଲାସ ପଢିଦେଇଛି ସାର୍ ସେଇଟା ମୁଁ ପଚାରୁଛି ପୁଣି ଅପଡେଟ କଲେ ହବ ତାକୁ ଘଣ୍ଟାଟେ ହେଲାଣି ଭାଇ ସେମ ଜିନିଷ ହିଁ କହୁଛି ସେ ଚେଞ୍ଜ ହେଇଛି ବୋଲି ତ କହୁଛି ସେଇଟା ନା ଘଣ୍ଟାଟେ ହେଲାଣି ଆଜ୍ଞା ଘଣ୍ଟାଟେ ଆଜ୍ଞା ହେଲାଣି କେବଳ ସେୟା ହିଁ କହି ଚାଲିଛି।
ତ ଯୋଉ 25 ଅଛି ସେଇଟା କଣ ହେଇଛି ବଢିକିରି 100 ହେଇପାରେ 150 ହେଇପାରେ। ସାର୍ ଆଜ୍ଞା ଆଜି ସାର୍। ଷ୍ଟକ୍ ଅପସନ ଆଲଗୋରେ ପ୍ରଫିଟ ହେଇଛି କି ହେଇନାହିଁ? ଷ୍ଟକ୍ ଅପସନରେ ସେ ଆଲଗୋ ନାହିଁ, ଆଲଗୋ କେବଳ ଷ୍ଟକ୍ ପାଇଁ, ନାଇଁ ଅପସନ ନାଇଁ ପାଇଁ ନୁହେଁ। ନାଇଁ ଯୋଉ ଅପସନ ଷ୍ଟକ୍ ଆମର ଯୋଉ ଅଛି ସେଟାରେ ଆଲଗୋ। ଆପଣ ପାଇଥନ କୋଡ଼ିଂ ସଫ୍ଟୱେର କଥା କହୁଛନ୍ତି? ଆଜ୍ଞା ଆପଣଙ୍କ ଆଜ୍ଞା ହଁ ଆପଣ ଯୋଉ ପ୍ରଫିଟ ସ୍କ୍ରିନଶଟ ଗ୍ରୁପରେ ପଠେଇଛି। ସେ ନାଇଁ ଗୋଟେ ଆପଣ ଛାଡିଥିଲେ ଆଉ ଗୋଟେ ଯୋଉ ଆମର ଷ୍ଟକ୍ ର ଯୋଉଟା କଣ ଯୋଉଟା କରୁଥିଲେ। ଗୋଟେ ହେଲା ବ୍ରହ୍ମାସ୍ତ୍ର ଆଲଗୋ। ହଁ ବ୍ରହ୍ମାସ୍ତ୍ର ଆଲଗୋଟା ହଁ ପ୍ରଫିଟ ଆଜି କଣ ହେଇଛି? ହଁ ଦେଖିବେ ଆପଣ 1300 ଟଙ୍କା ପାଖାପାଖି ପ୍ରଫିଟ ଅଛି ସେଥିରେ। କାଲି ହେଇଥିଲା 1500 କେତେ। ଏବେ ଏଇଟା କଣ ସେ ଏବେ ସେ ଏକ୍ସପେରିମେଣ୍ଟ ଚାଲିଛି sir। ବିଭିନ୍ନ ପ୍ରକାର ଷ୍ଟ୍ରାଟେଜିରେ ଏକ୍ସପେରିମେଣ୍ଟ ଚାଲିଛି। ଆପଣ ତା ଦେହରେ ଲସ୍ ବି ଦେଖିପାରିବେ ପ୍ରଫିଟ ଦେଖିପାରିବେ, ଏଇଟା ଏକ୍ସପେରିମେଣ୍ଟ ହଉଛି ମାନେ ଷ୍ଟ୍ରାଟେଜିରେ ଫୁଲ ଟାର୍ଗେଟ ନେଇ କାମ ହଉନି। ଏବେ କଣ ହଉଛି ଏକ୍ସପେରିମେଣ୍ଟ ଚାଲିଛି ତା ଦେହରେ। ତ ଆଜ୍ଞା ଯେହେତୁ ଏକ୍ସପେରିମେଣ୍ଟ ଚାଲିଛି କେତେବେଳେ ମାନୁଆଲ ବୁକ୍ କରାଯାଉଛି, କେତେବେଳେ କିଛି ଜିନିଷ ଚେଞ୍ଜ କରାଯାଉଛି, ମାନେ ଲସ୍ ଟାର୍ଗେଟ ଚେଞ୍ଜ କରାଯାଉଛି, କେତେବେଳେ ଟାର୍ଗେଟ ଆମେ ରଖିଛୁ କଣ ମାନେ ବର୍ତ୍ତମାନ ଟେଷ୍ଟିଂ ଚାଲିଛି କଣ କୋଉଥିରେ ଆପଣ ସବୁଦିନ ସକ୍ସେସ୍ ହେଇପାରିବେ। ପ୍ରଥମେ ଆମେ ରଖିଥିଲୁ 1% ଲସ୍ ରଖିଥିଲୁ, 1.5 କଣ ରଖିଥିଲୁ ପ୍ରଫିଟ ଟାର୍ଗେଟ ଲେଖିଥିଲୁ। ଏଇଟା ହେଲା ଲସ୍, ଏଇଟା ହେଲା ଆଜ୍ଞା ପ୍ରଫିଟ। ଆମେ ଦେଖିଲୁ କଣ ହେଲା ନା 1.5 ବେଳେ କଣ ହବ ଟାର୍ଗେଟ ଆଚିଭ ହେଲାନି, ଯୋଉ କଣ୍ଡିସନ ଆମେ ରଖିଥିଲୁ। ତାପରେ ଲସ୍ 1% ହଉଛି, ଆମେ ଦେଖିଲୁ 1% ଲସ୍ ପାଖାପାଖି ଯାଉନି। और ଯିଏ ତଳକୁ ଯାଉଛି ସେ ଉପରକୁ ଉଠୁନି, ତାପରେ ଆମେ ଚେଞ୍ଜ କରିଦେଲୁ କେତେ ନା 0.7 କରିଦେଲୁ, 1.2 କରିଦେଲୁ। ମିନ୍ସ 1.2 ଟାର୍ଗେଟ ଇଜିଲି ଆଚିଭ ହେଇଯିବ। ଆଉ 0.7 ଯଦି 0.7 ତଳକୁ ସେ ଯାଉଛି, 0.7 ରୁ 700 ଟଙ୍କା ଲସ୍, 700 ଟଙ୍କା ଲସ୍ ଯଦି ଯାଉଛି ତାହେଲେ ସେ କଣ କରୁଛି ଆଉ ରିକଭରି କରୁନି, ଉପରକୁ ଆସୁନି। ତାହେଲେ ଆମେ ବଡ ଲସ୍ କାହିଁକି ନବା ତା ଦେହରେ, ତେଣୁ ଛୋଟ ଲସ୍ ରେ ବାହାରି ଯିବା। ତେଣୁ ସେଥିପାଇଁ ଲସ୍ ସାଇଜ କଣ କଲୁ, ଲସ୍ ସାଇଜ 700 କରିଦେଲୁ, ଟାର୍ଗେଟ କୁ 1.2 ରଖିଲୁ। ମିନ୍ସ ଯଦି ପାଞ୍ଚଟା ଟ୍ରେଡରେ ଯଦି ଦୁଇଟା ଟ୍ରେଡ କି ତିନିଟା ଟ୍ରେଡ ମଧ୍ୟ ଲସ୍ ବି ହେଇଗଲେ, ତିନିଟା ଟ୍ରେଡ ଲସ୍ ହେଲେ କେତେ ଆପଣଙ୍କୁ ପଡିବ ନା 2100 ଟଙ୍କା ପଡିବ। 21। 700 ଇଣ୍ଟୁ 3 21, ଯଦି ଦିଟା ଟ୍ରେଡ ପ୍ରଫିଟ ହଉଛି କେତେ ଆସିବ ନା 1200 ଇଣ୍ଟୁ 2 1200 ରହିଲା, ଲସ୍ ହେଲେ ତ 1200, 1200 ଇଣ୍ଟୁ ହେଲେ କେତେ 2400। ତିନିଟା ଟ୍ରେଡ ଲସ୍ ହେଲେ ଆପଣଙ୍କ ଲସ୍ ହଉଛି 2100, ଦିଟା ଟ୍ରେଡ ପ୍ରଫିଟ ହେଇଯାଇଛି ଫିର ବି ଆପଣ କଣ ହଉଛି ନା କଷ୍ଟ ରହିଲେ, ବ୍ରୋକରେଜ ପଳେଇଲା ପରେ ଆପଣ କଷ୍ଟ ରହିଲେ। ତ ଏ ସବୁ ଜିନିଷ ବର୍ତ୍ତମାନ ଏକ୍ସପେରିମେଣ୍ଟ ଚାଲିଛି। ବର୍ତ୍ତମାନ 10 ଦିନ ତଳୁ ଏକ୍ସପେରିମେଣ୍ଟ ଚାଲିଛି, ଆଉ 15 ଦିନ ମଧ୍ୟ ଏମିତି ସବୁ ଏକ୍ସପେରିମେଣ୍ଟ ଚାଲିଛି ବର୍ତ୍ତମାନ। ତ କୋଉଥିରେ ସେଟଅପ୍ କଲେ ଯେମିତି ଆପଣ ଲସ୍ ଟା ମିନିମାଇଜ ହେଇଯିବ, ପ୍ରଫିଟ ଟା ମାକ୍ସିମାଇଜ ହେଇଯିବ। ଅତି କମରେ ମାସ ଶେଷକୁ ଯେମିତି ଆପଣ 10% ପ୍ରଫିଟେବୁଲ ରହିବେ। ଦ୍ୟାଟ ମିନ୍ସ ଯଦି ଆପଣ 1 ଲାଖ କ୍ୟାପିଟାଲ ଲାଗୁଛି ତ ମାସ ଶେଷରେ ଯେମିତି ଆପଣ 10,000 ଟଙ୍କାର ପ୍ରଫିଟ ରହିବେ। ତ ସେଇ ପ୍ରକାର ସବୁ ପ୍ରକାର ଟେଷ୍ଟିଂ ଚାଲୁଛି, ଷ୍ଟ୍ରାଟେଜି ପ୍ରଫିଟେବୁଲ। କିନ୍ତୁ ଏ ଯୋଉ ମାନେ ଲସ୍ ଟାର୍ଗେଟ ଏସବୁ ଜିନିଷ ରଖାଯାଉଛି, ଚେଞ୍ଜ କରାଯାଉଛି, और କଣ କଲେ ଆହୁରି ବେଟର ରେଜଲ୍ଟ ଆସିପାରିବ। କାହିଁକି ମାନୁଆଲ ଟ୍ରେଡ କରିବା ଅଲଗା। ମାନୁଆଲ ଟ୍ରେଡ କଣ ଆପଣ ଏଣ୍ଟ୍ରି କରିଗଲେ ପ୍ରଫିଟ ଦେଲା 1000 ଟଙ୍କା, ନା ଆପଣ 1,00,000 ଟଙ୍କା, ଆପଣ ତ ଆଟ ଏ ଟାଇମ 10ଟାରେ ତ ଟ୍ରେଡ କରୁନାହାନ୍ତି, କେତେଟା ଟ୍ରେଡ କରିବେ, ଗୋଟାକରେ ଟ୍ରେଡ କରିବେ। ଏକାଥରେ 1 ଲାଖ କ୍ୟାପିଟାଲ ଲଗେଇଦେଲେ ତ ସେ କଣ ହେଲା 1000 2000 ଉପରକୁ ଗଲା, ଆପଣ ପ୍ରଫିଟ ବୁକ୍ କରି ବସି ପଡିଲେ, 2 ପଏଣ୍ଟ 3 ପଏଣ୍ଟ ବସି ପଡିଲେ। କିନ୍ତୁ ଆଲଗୋ ତ ସେମିତି କରିବନି, ଆଲଗୋ ତ ଟାର୍ଗେଟ ଦିଆଯିବ, କିଛି ଲସ୍ ଦିଆଯିବ ଆଉ ଟାର୍ଗେଟ ଦିଆଯିବ। ତେଣୁ ଏମିତି ବନାଇବା ପାଇଁ ପଡେ ଯେମିତି କି ମାସକୁ ଅତି କମରେ 1 ଲାଖ କ୍ୟାପିଟାଲରେ ଆପଣଙ୍କୁ 10,000 ଟଙ୍କା ଦେଇକି ଯିବ। ତେଣୁ ସେଇ ପ୍ଲାନିଂ ରେ ଏସବୁ ବର୍ତ୍ତମାନ ଟେଷ୍ଟିଂ ଚାଲିଛି। ସାର୍ ଆମର ଯୋଉ 10,000 ପ୍ରଫିଟ ଦବା ବ୍ରୋକରେଜ ଚାର୍ଜେସ୍ ଗଲା ପରେ ନା ନାଇଁ ସେତେ ବ୍ରୋକରେଜ ଗଲା ପରେ 10,000 ଟଙ୍କା ଆସିବା କଥା କହୁଛି। ବ୍ରୋକରେଜ ଆପଣ ଚାର୍ଜ ଗଲା ପରେ ଡେଲିଗେଟ୍ 1 ଲାଖ ହେଇଥିଲା ଆମର କ୍ୟାପିଟାଲରେ 10,000 ଆରାଉଣ୍ଡ, 10,000 ଆଜ୍ଞା ଆରାଉଣ୍ଡ ପ୍ରଫିଟେବୁଲ ଆସିବ କେମିତି, ତା ପାଇଁ ଟେଷ୍ଟିଂ ବିଭିନ୍ନ ପ୍ରକାର କରାଯାଉଛି। କାରଣ ଆପଣଙ୍କ ଯଦି 1 ଲାଖ କ୍ୟାପିଟାଲ ରହିଲା, 1 ଲାଖ କ୍ୟାପିଟାଲ ସେ ଡିଭାଇଡ କରିଦେବେ କେତେ ନା 4 ଭାଗରେ, ତ ଦ୍ୟାଟ ମିନ୍ସ 25,000 ଲେଖା କରିଦବ। ତେଣୁ ସପୋଜ 9ଟା 20ରେ ଯଦି, କାରଣ ଆପଣଙ୍କ ଏଫଏନଓ ରେ ଯୋଉ ଷ୍ଟକ୍ ଅଛି କେତେ 100ଟା ଷ୍ଟକ୍, 180ଟା ଷ୍ଟକ୍ କୁ ଆଲର୍ଟ ଦିଆଯାଇଛି। ତ 180ଟା ଏକା ଟାଇମ କଣ ଆସିପାରେ, 20ଟା ବି ଆସିପାରେ, 25ଟା ଆସିପାରେ। ତ 20ଟା 25ଟା ଯୋଉ ଆସିବ, ଯୋଉ ଫାଷ୍ଟ ଯୋଉ 4ଟା ଆସିବ ସେଇ 4ଟା ଟ୍ରେଡ ପଳେଇବ। କାହିଁକିନା
ବ୍ୟାଙ୍କ ନିଫ୍ଟି କଣ ସେ ଗୋଟିଏ ଗୋଟିଏ ଯିବ, ଇଏ କଣ ସବୁ ଷ୍ଟକ୍ ଆଲର୍ଟ ଦିଆଯାଇଛି ନା। ଯଦି ବ୍ରହ୍ମାସ୍ତ୍ର ଷ୍ଟ୍ରାଟେଜି କଣ୍ଡିସନ ସବୁ ସାଟିସ୍ଫାଇ କରିଗଲା, ଆଟ ଟାଇମ୍ 20ଟା ଆଲର୍ଟ ଆସିବ। 20ଟା ଭିତରୁ ଯୋଉଟା ଫାଷ୍ଟ ଆସିବ, ଫାଷ୍ଟ 4ଟା ସେ ଟ୍ରେଡ୍ ନେଇଯିବ। ତ ଫାଷ୍ଟ 4ଟା ଟ୍ରେଡ୍ ନେଇଗଲା ପରେ ତାହେଲେ ସେ କଣ ପ୍ରଫିଟ୍ ଆଣ୍ଡ ଲସ୍ ରନିଂ ହବ। କିନ୍ତୁ ତା ଦେଇପାରେ 4ଟା କି ପ୍ରଫିଟ୍ ଟାର୍ଗେଟ ଦେଇପାରେ, 2ଟା ଟାର୍ଗେଟ ଦେଇପାରେ, 3ଟା ବି ଟାର୍ଗେଟ ଦେଇପାରେ। କିନ୍ତୁ କେବେ ହବନି ଯେ 4ଟା ଲସ୍ ଯିବ, 4ଟା ବି ଯାଇପାରେ। ସପୋଜ 4ଟା ଲସ୍ ବୁକ୍ କରିଦେଲା, କେତେ 2 ମିନିଟ୍ 3 ମିନିଟ୍ 4ଟା ଲସ୍ ବୁକ୍ କରିଦେଲା, ମିନ୍ସ ଗୋଟାଏ ଏକ୍ଜିଟ୍ ହେଇଗଲା, ମିନ୍ସ ନେକ୍ସଟ ଯୋଉ ଆଲର୍ଟ ଆସୁଥିବ, ନେକ୍ସଟ ଆଲର୍ଟ ପୁଣି ଆଜ୍ଞା ଟ୍ରେଡ୍ ନେଇଯିବ। ତେଣୁ ଆଲର୍ଟ ଟାଇମ ଦିଆଯାଇଛି 9ଟା 40। 9ଟା 40 ଭିତରେ ଯୋଉ ସବୁ ଆଲର୍ଟ ନବ ସେ ସବୁ ଟ୍ରେଡ୍ ନବ। 9ଟା 40 ପରେ ଆଉ ଟ୍ରେଡ୍ ନବନି। ଆଗରୁ ଆମେ କଣ କରୁଥିଲୁ, ଏକ୍ସପେରିମେଣ୍ଟ କରୁଥିଲୁ, ଦିନ ସାରା ଆଲର୍ଟ ଦଉଥିଲୁ। ଦିନ ସାରା ଆଲର୍ଟ ଦେଲେ କଣ ଟ୍ରେଡ୍ ପୁରା ଭର୍ତ୍ତି ହେଇଗଲା ଆକାଉଣ୍ଟ। କେତେ 30 40 50, କାରଣ 180ଟା ଷ୍ଟକ୍ ଲାଗିଛି ନା ଏଫଏନଓ ର। ତ କେତେ ଆସିଲା 40 50 60 ପାଖାପାଖି ଲାଗିଗଲା। ତ ଏଇଟା ତ ପସିବଲ ନୁହଁ। ତ ଏସବୁ ଜିନିଷ ଚେଞ୍ଜ କରି ସବୁ ରିଡ୍ୟୁସ କରାଗଲା। 9ଟା 40 କରାଗଲା, 9ଟା 40 କରିଲେ କଣ 9ଟା 40 ପରେ ୱାଲେଟ ଆସିବନି। ତାପରେ ଇଏ 4ଟା ଟ୍ରେଡ୍ ଯୋଉ ଚାଲିଥିବ, 4ଟା ଟ୍ରେଡ୍ ଟା କଣ 4ଟା ସପୋଜ ଗୋଟେ ପ୍ରଫିଟ ବୁକ୍ କରିଦେଲା, ତାହେଲେ 25,000 ଟଙ୍କା ପୁଣି ଏଗେନ୍ ଆପଣ ମାର୍ଜିନ ଖାଲି ହେଇଗଲା। ପୁଣି ନେକ୍ସଟ ଯୋଉଟା ଆଲର୍ଟ ଆସିବ ସେ ସେଇଟା ଟ୍ରେଡ୍ ନେଇପାରିବ। ତ ଏମିତି 1 ଲାଖ ଆପଣ କ୍ୟାପିଟାଲ ରଖିଛନ୍ତି ମିନ୍ସ, ତାହେଲେ ଆପଣଙ୍କର 6 7ଟି 5 ସେଇ 4ଟା ବି ହେଇପାରେ। କାରଣ 9ଟା 40 ଭିତରେ 4ଟା ଯଦି କିଛି ଟାର୍ଗେଟ କିଏ ନ ଯାଇଥିବେ, ତାହେଲେ ସେଟା ଆମେ କଣ ସେ ଦିନକୁ ସେ 4ଟା ଟ୍ରେଡ୍ ହିଁ ହବ। ଯଦି ସେ ଟାର୍ଗେଟ ପଳେଇଥିବ ତାହେଲେ ଆଉ ବଢିଯିବ 5 6ଟା କି 7ଟା 10ଟା ପାଖାପାଖି ଆପଣ ଟ୍ରେଡ୍ ହେଇପାରେ। ତେଣୁ ଲସ୍ ପ୍ରଫିଟ୍ ଏମିତି ଆମେ ମ୍ୟାନେଜ କରୁଛେ, ଯେମିତି କି ଏଇଠି ଦେଖନ୍ତୁ 5ଟା ଟ୍ରେଡ୍ ଯଦି 3ଟା ଟ୍ରେଡ୍ ବି ଲସ୍ ହେଇଯାଇଛି, 2ଟା ଟ୍ରେଡ୍ ପ୍ରଫିଟ୍ ହେଉଛନ୍ତି, ଫିର ବି ଆପଣଙ୍କ ଲସ୍ ହବନି। ଏଥିପାଇଁ ସବୁ ଜିନିଷ ବର୍ତ୍ତମାନ ଅପ୍ଟିମାଇଜ କରାଯାଇକିରି ଡେଲି ଏକ୍ସପେରିମେଣ୍ଟ କରାଯାଉଛି। ବର୍ତ୍ତମାନ ଏକ୍ସପେରିମେଣ୍ଟ ଚାଲିଛି, ଲସ୍ ଆଣ୍ଡ ପ୍ରଫିଟ୍ ନୁହଁ। ଆପଣ ଦେଖିବେ ସ୍କ୍ରିନଶଟ ପଡ଼ିଛି, ମୋ ଆକାଉଣ୍ଟ ଆଉ ଗୋଟେ ଆକାଉଣ୍ଟ, 2ଟା ଆକାଉଣ୍ଟ ବର୍ତ୍ତମାନ ଚାଲିଛି। ଏକ୍ସପେରିମେଣ୍ଟ ପ୍ରତିଦିନ ଚାଲିଛି। ଯେମିତି କି ଏଇଟା ଆମ ଟାର୍ଗେଟ ରହିଲା କଣ, ଯେମିତି 10,000 ପାଖାପାଖି। ଅତି କମରେ କଣ ହେଲା, ବ୍ରୋକରେଜ ଗଲା ପରେ 5 to 10% ମିନିମମ୍ ଯେମିତି ପ୍ରତି ମାସରେ ଆମେ ଗ୍ରୀନରେ ରହିବ, ସେଥିପାଇଁ ସବୁ ପ୍ରକାର ଏକ୍ସପେରିମେଣ୍ଟ କରାଯାଉଛି। ତ ଯଦି ସବୁ ଜିନିଷ ଯଦି ଭଲ ଚାଲିଲା ତ ଆପଣଙ୍କର 30% 40% 50% 100% ହେଇପାରେ। କିନ୍ତୁ ଆମ ଟାର୍ଗେଟ ରହୁଛି ଆମେ କେମିତି ପ୍ରତି ମାସ ଏଣ୍ଡ କୁ 5 to 10% ଅତି କମରେ ଗ୍ରୀନରେ ରହିବା ପାଇଁ। ସେଇ ଅନୁଯାୟୀ ଆମେ ଏକ୍ସପେରିମେଣ୍ଟ ବର୍ତ୍ତମାନ ଚାଲିଛି ବର୍ତ୍ତମାନ। ଓକେ, ଆଉ କାହାର କିଛି କ୍ୱେଶ୍ଚନ ଅଛି? ତାପରେ ନେକ୍ସଟ ଯିବା ବ୍ରହ୍ମାସ୍ତ୍ରକୁ ଯିବା। ଆଉ କାହାର ଯଦି ଡାଉଟ୍ ଅଛି ପଚାରନ୍ତୁ, ଆଉ କିଛି ସାର୍ କ୍ୱେଶ୍ଚନ ଏଇଟା ଅଛି? ଆଜ୍ଞା ଏଇ ଯୋଉ ଆଲଗୋ ଆପଣ ଆଜ୍ଞା କହିବା କଥା 1,00,000 ଟଙ୍କା ରଖିଲେ ସେ 4ଟା ଟ୍ରେଡ୍ ନବ ଡିଭାଇଡେଡ୍ କରିକି। ଆଜ୍ଞା। ସେ 4ଟା ଟ୍ରେଡ୍ ଯଦି ଆମେ 2 ଲକ୍ଷ ରଖିବୁ ତାହେଲେ ସେ 8ଟା ଟ୍ରେଡ୍ ନବ ନା ହଁ ସେଇ 4ଟା? ନାଇଁ ନାଇଁ 4ଟା ନାଇଁ, ଯେତେବେଳେ 8ଟା ସିଗ୍ନାଲ ଯଦି ଆସିଗଲା 9ଟା 20 ଟାଇମରେ ଯଦି 8ଟା ସିଗ୍ନାଲ ଆସିଗଲା, ତାହେଲେ 8ଟା ସିଗ୍ନାଲ ପଳେଇବ, ଆପଣ 8ଟା କଲ୍ ପଳେଇବ। ଯଦି ତାହେଲେ 4ଟା ଆସିଲା 4ଟା ଯିବ, 5ଟା ଆସିଲେ 5ଟା ଯିବ, ମ୍ୟାକ୍ସିମମ୍ 8ଟା ଯିବ। ତାହେଲେ ଏଇଟା ଆଚ୍ଛା ମ୍ୟାକ୍ସିମମ୍ 8ଟା ଯିବ। ଆଜ୍ଞା। ହଉ, ତାହେଲେ ଆପଣ କହିବା କଥା ତାହେଲେ ମାନେ ଗୋଟେ ଟ୍ରେଡ୍ ପାଇଁ ଆପଣ 25,000 ଟଙ୍କା ଦେଇଛନ୍ତି। ହଁ 25,000 ଆଲର୍ଟ। 25,000 ଭିତରେ ଯେତେଟା ଲଟ୍ ହେଇପାରିବ ସେତେଟା ନବ। ଆଜ୍ଞା। ତେଣୁ ତାର ଟାର୍ଗେଟ ଦେଲା ଲସ୍ ହେଲେ 700, ପ୍ରଫିଟ ହେଲେ 1200। ଆଜ୍ଞା। ଲସ୍ କରିବ ସେ ଯଦି ଯୋଉ କହୁଛନ୍ତି, ସାର୍ ଯୋଉ କହୁଛନ୍ତି 2 ଲାଖ ରଖିଛନ୍ତି, 4ଟା ମାନେ ସିଗ୍ନାଲ ଆସିଗଲା, ମାନେ 2 ସେ ଲାଖ ଟା ଲକ୍ଷ ଡିଭାଇଡ ହବ ନା ନା ସେ 2 25,000 ଲାଖ ଭିତରେ ନାଇଁ, ଏଇଟା 1 ପ୍ରଥମରୁ ଲାଖ ଡିଭାଇଡ ଡିଭାଇଡ ହେଇଯାଇଛି ହବ? 25,000। ଯଦି ଆଜ୍ଞା ସପୋଜ ଆଜ୍ଞା। ମୁଁ କହିଲି ଫାଷ୍ଟ 9ଟା 20 ଖାଲି ଗୋଟିଏ ସିଗ୍ନାଲ ଆସିଲା, କେହି ଆସିଲେନି, ସେ 25,000 ହିଁ କିଣିବ, 1,00,000 ଟଙ୍କାରେ କିଣିବନି। ଆପଣ 5 ଲକ୍ଷ ହେଲେ 5 ଲକ୍ଷରେ କିଣିବନି, 25,000 କିଣିବ। ଆଚ୍ଛା ଆଚ୍ଛା ତ ଆଚ୍ଛା। 25,000 ଆପଣ ଲସ୍ ଦିଆଯାଇଛି 700, ଟାର୍ଗେଟ ଦିଆଯାଇଛି 1200। ତ ସେଇ ଅନୁଯାୟୀ ସେ ତାର କ୍ୱାଣ୍ଟିଟି କିଣିଦବ, ପ୍ରତି ଷ୍ଟକର କ୍ୱାଣ୍ଟିଟି କିଣିଦବ। ଦେଖନ୍ତୁ ଆଜ ଫର ଏକ୍ସାମ୍ପଲ ମୁଁ ଦେଖଉଛି କାହାର କେତେ କ୍ୱାଣ୍ଟିଟି କିଣିବ, ଆପଣ ଏଇଠି କ୍ୱାଣ୍ଟିଟି ଦେଖେଇଦବ। ସପୋଜ ମୁଁ କହୁଛି ଏଠି ଟାଇମ ଲଗେଇ ଦଉଛି 5 ମିନିଟ। ଦେଖନ୍ତୁ ଏଠି ଲାଗିଛି ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ଲାଗିଛି,
ଏଠି ସେ ସେଲ୍ କରିଛି କେତେ କ୍ୱାଣ୍ଟିଟି 67 କ୍ୱାଣ୍ଟିଟି କରିଛି ତାପରେ ଏଠି ତା ଟାର୍ଗେଟ ପାଇ ଯାଇଛି 67 ତ ଏଠି 67 ଟା କ୍ୱାଣ୍ଟିଟି କିଣିଛି କାରଣ 25,000 ଯୋଉ କ୍ୟାପିଟାଲ ଅଛି 25,000 କ୍ୟାପିଟାଲ ସେ ଡିଭାଇଡ କରିଦେଇକି କେତେ ଆସିଲା 67 କାହିଁକି ନା ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ଚାଲିଛି କେତେ 1500 ଟଙ୍କା ତ 1500 ଟଙ୍କା ଚାଲିଲେ ଏଇଟା ଯେହେତୁ ଆଲିସ୍ ବ୍ଲୁ ରହୁଛି ଆଲିସ୍ ବ୍ଲୁ ଯେତିକି ମାର୍ଜିନ ଦଉଛି ତ ମାର୍ଜିନ ନେଇକି ସେ କେତେଟା ସେଲ୍ ସରି ବାଇ କରିପାରିବ କିମ୍ବା ସେଲ୍ କରିପାରିବ 67 ସିମିଲାର ଯଦି ଆପଣ ଦେବେ ଆଉ କିଛି ଦେବେ ସବୁ ଦେଲି ଆପଣଙ୍କର ଟାଇଟନ ଦେଲି ଟାଇଟନ ଦେଖନ୍ତୁ ଯେତେବେଳେ ସେ ବାଇ କରିବ ତାର କ୍ୱାଣ୍ଟିଟି କେତେ ଦବ କ୍ୱାଣ୍ଟିଟି कांटेक्ट सेल को देखो हाँ ଆଉ ଗୋଟେ ଲଗେଇ ଦଉଛି ଆଉ ଗୋଟେ ଲଗେଇ ଦଉଛି ରିଲାଏନ୍ସ ଲଗାଉଛି ଦେଖନ୍ତୁ क्वांटिटी कौन देखोनी ଗୋଟେ ମିନିଟ ଆଉ ଗୋଟେ ଲଗାଉଛି ବେଳେ ବେଳେ କଣ ହୁଏ ଅଧିକ ସମୟ ସର୍ଚ୍ଚ କଲେ ସେ ଦେଖାଏନି ଏସିଆନ ପେଣ୍ଟ ଦେଖନ୍ତୁ ଏସିଆନ ପେଣ୍ଟ 33 ଦେଇଛି କ୍ୱାଣ୍ଟିଟି କାରଣ ଆର କେତେ ଅଛି ନା 3,000 ଟଙ୍କା ଷ୍ଟକ୍ ଇଏ ତେଣୁ ଇଏ ଦେଖିଲେ କେତେ ଆଜି ଯୋଉଟା ସେ ବାଇ କରିଛି ତା ଟାର୍ଗେଟ ମଧ୍ୟ ଦେଇଦେଇଛି କେତେ 33 ତେଣୁ ଏମିତି ଆପଣ କଣ 25,000 କ୍ୟାପିଟାଲ କୁ ଡିଭାଇଡ କରିକିରି ସିଏ ପରଚେସ୍ କରିବ ଯେତିଟା କ୍ୱାଣ୍ଟିଟି ହେଲା କାରଣ ତା ଦେହରେ ସେ ଲସ୍ ନବ କେତେ 700 ପ୍ରଫିଟ ନବ କେତେ 1200 ଟଙ୍କା ପ୍ରଫିଟ କରିବ ବର୍ତ୍ତମାନ ଆଧରେ ଟେଷ୍ଟିଂ ଚାଲିଛି ଆଧରେ କେତେ ସକ୍ସେସଫୁଲ ହଉଛି ତାପରେ ଯଦି ଏ ସମ୍ପୂର୍ଣ୍ଣ ସକ୍ସେସଫୁଲ ତାହେଲେ 3 ଦିନ ରଖାଯିବ ନହେଲେ ଆଉ କମ ବେଶୀ କିଛି ହବ ତେଣୁ ଏ 15 ଦିନ ପୁରା ଏକ୍ସପେରିମେଣ୍ଟ ବର୍ତ୍ତମାନ ଚାଲିଛି ଚାରି ପରେ ତ ଆପଣମାନଙ୍କୁ ୟାର ସବସ୍କ୍ରିପସନ ମିଳିବ ଅଗଷ୍ଟ 15 ପରେ ତେଣୁ ଏଇ ଯଦି ଟାଇପର ଆମର ପ୍ରଫିଟ ଯୋଉ ହବ 1200 ଟଙ୍କା ସେଥିରେ ଷ୍ଟପ ଲସ୍ ଲାଗିକି ନା ନାହିଁ ସେ ଡାଇରେକ୍ଟ ହିଟ୍ ହବ ଯାଇକି 1200 ଏଇଠି ପରେ ଆପଣ ଦେଖୁନାହାନ୍ତି ଦିଟା ଆପଣ ଦେଖୁନାହାନ୍ତି କି ଏଇଠି ଦେଖନ୍ତୁ ଏଇଠି ଆପଣ ଟାର୍ଗେଟ ଲାଇନ ଏଇଠି ଦେଖୁଛନ୍ତି ନା ଏଇଟା ଟାର୍ଗେଟ ଲାଇନ ତଳକୁ ଦେଖିବେ ଷ୍ଟପ ଲସ୍ ଲାଇନ ଅଛି ନାଇଁ ନାଇଁ ଏଇଟା ହେଲା ଟ୍ରେଲିଂ ହବ ନା ନାଇଁ ଟ୍ରେଲିଂ ଷ୍ଟପ ଲସ୍ ନା ନାଇଁ ନା ଆଥିରେ ଟ୍ରେଲିଂ ହେଇଯିବନି ଆପଣ ଆଇଦର ଯିବ କଣ ଲସ୍ ଦବ ନହେଲେ ଟାର୍ଗେଟ ଦବ ନହେଲେ 3ଟା ବେଳକୁ ଆପଣ କ୍ଲୋଜିଂ ଟାଇମ ଦେଖନ୍ତୁ ଏଇଟା ଦେଖେଇ ଦଉଛି ଦେଖିବେ ଆପଣ 9:15 9:40 ହେଲା ଆପଣଙ୍କର ଏଣ୍ଟ୍ରି ଟାଇମ ଏକ୍ଜିଟ୍ ଟାଇମ ହେଲା କେତେ ନା 3ଟା ତାପରେ ଦେଖନ୍ତୁ ଏଠି ଆପଣ ଦିଆହେଇଛି ଏସଏଲ ଦିଆହେଇଛି କେତେ 0.7 ଟାର୍ଗେଟ ହେଲା କେତେ 1.2 ତାହେଲେ କେତେ ଟଙ୍କା ଲସ୍ ହବ 700 ଟଙ୍କା ଲସ୍ ହବ ମ୍ୟାକ୍ସିମମ୍ ଆପଣଙ୍କର 700 ଟଙ୍କା ଲସ୍ ହବ 700 ଟଙ୍କା ଲସ୍ ହେଲେ ସେ କ୍ଲୋଜ ହେଇଯିବ ଯଦି ଆପଣ ଟାର୍ଗେଟ ଗଲାନି କିମ୍ବା ଲସ୍ ହେଲାନି ଦିଟା ଯୋଉଟା ଗଲାନି ଆମ କ୍ଲୋଜିଂ ଟାଇମ ଦିଆଯାଇଛି କେତେ 3ଟା ତ 3ଟା ବେଳକୁ ଯାହା ଯେତିକି ଚାଲିଥିବ ସେ 3ଟା ବେଳକୁ ଅଟୋମେଟିକ କ୍ଲୋଜ ହେଇଯିବ ଏଇଟା ହେଲା ବର୍ତ୍ତମାନ ଏ ଷ୍ଟ୍ରାଟେଜିରେ ବର୍ତ୍ତମାନ ଏକ୍ସପେରିମେଣ୍ଟ ଚାଲିଛି ତେଣୁ ମାନେ ଯଦି ଆପଣ ଟ୍ରେଲିଂ କରିବେ ଟ୍ରେଲିଂ କଲେ କଣ ହବ ନା ଇଜିଲି ଟ୍ରେଲିଂ ଷ୍ଟପ ଲସ୍ ହିଟ୍ ହେଇଛି ଆପଣ ବଡ ପ୍ରଫିଟ ପାଇପାରିବେନି କାରଣ ଏଇଟା ତ ଆପଣଙ୍କ ଅପସନ ନୁହେଁ ନା ଅପସନରେ କଣ ହଉଥିଲା ନା ଦିନ ସାରା ପଡିକି ରହିଲେ ପ୍ରିମିୟମ ଟିକେ ହଉଥିଲା ଆମେ ଦିନ ସାରା ବସି ରହିପାରିବାନି
ତେଣୁ ଇଏ ହେଲା ଇକ୍ୱିଟି। ତେଣୁ ଇକ୍ୱିଟିର ଷ୍ଟ୍ରାଟେଜି ଅଲଗା ଆଉ ଅପସନର ଷ୍ଟ୍ରାଟେଜି ହେଲା ଅଲଗା। ଅପସନରେ ଆପଣ ଦିନ ସାରା ବସି ରହିପାରିବେନି, ରହିଲେ କଣ ହବ ନା ପ୍ରିମିୟମ ଡିକେ ହବ। ସାର୍ ପ୍ରିମିୟମ ଯୋଉ ସାର୍ କ୍ୟାପିଟାଲ ଯୋଉ ଡିଭାଇଡ କରିବା କଥା ସାର୍, ସେଇଟା କଣ ହେଲା ସାର୍? ମାନେ ଯାହା କ୍ୟାପିଟାଲ ଥିବ ସେଥିରେ ନେଇଯିବ ନା କେତେ କ୍ୟାପିଟାଲ ଆଜ୍ଞା ୟୁଜ ଆଜ୍ଞା ହବ? ସାର୍, ଯାହା ଆପଣ 5 ଲକ୍ଷ କ୍ୟାପିଟାଲ ରଖିଲେ 5 ଲାખ କ୍ୟାପିଟାଲ ଫୁଲ ୟୁଜ ହବ। ମାନେ ଯେହେତୁ ଏଇଟା ଟ୍ରେଡିଂ ଭ୍ୟୁ, ଏଇଟା ଆପଣ ଟ୍ରେଡିଂ ଭ୍ୟୁ ଦେଖୁଛନ୍ତି ନା, ଟ୍ରେଡିଂ ଭ୍ୟୁ ରୁ ଆଲର୍ଟ ଯାଉଛି। ଟ୍ରେଡିଂ ଭ୍ୟୁ ରେ ଦେଖନ୍ତୁ, ଏ ଯୋଉ ଆଲର୍ଟ ଦିଆଯାଇଛି ସାଇଡ ଦେଖେଇ ଦଉଛି ଆପଣଙ୍କୁ, ଏଠି ଆଲର୍ଟ ଦିଆଯାଇଛି। ଏଇ ଷ୍ଟକ୍ ସବୁ ଆଲର୍ଟ ଦିଆଯାଇଛି ଆପଣଙ୍କର। ତେଣୁ ଯେତେବେଳେ ଆଲର୍ଟ ଆସିବେ ସେ ଅଟୋମେଟିକ ଏଇ ସବୁ ଷ୍ଟକ୍ ଗୁରା ଆଡ୍ କରାଯାଇଛି। ସବୁ ଫ୍ୟୁଚର ଟା ଅପସନ ଯୋଉ ଷ୍ଟକ୍ ସବୁ ଅଛି ଏଗୁରା ସବୁ ଆଡ୍ କରାଯାଇଛି। ତେଣୁ ଯେତେବେଳେ ଆଲର୍ଟ ଆସିବ ମିନ୍ସ ଆମେ ଦେଖୁଥିଲୁ, ଆପଣ କହିବନି ଯେ ମୁଁ ଚେଷ୍ଟା କରୁଥିଲୁ କରିବା ପାଇଁ କୋଡର ଯୋଉ, କାରଣ ଯେହେତୁ ଟ୍ରେଡିଂ ଭ୍ୟୁ ରେ ଏ ସବୁ ଜିନିଷ ଆଲର୍ଟ ଆସିବ, ଏଟା କେତେବେଳେ କିଏ ଆଲର୍ଟ ଆସିବ ଠିକ ନାହିଁ ନା। ଯେତେବେଳେ ଆପଣ ଷ୍ଟ୍ରାଟେଜି ଯିବ ସେତେବେଳେ ସେ ଆଲର୍ଟ ଆସିବ। ଆଲର୍ଟ ଆସିଲେ ଡାଇରେକ୍ଟ ଆପଣ ଆକାଉଣ୍ଟକୁ ଯିବ। ତେଣୁ ଯେତେ ଆପଣ କ୍ୟାପିଟାଲ ରଖିଥିବେ ସବୁ ଜିନିଷର ଆଲର୍ଟ ଯିବ। 5 ଲକ୍ଷ ରଖିବେ means ଯଦି ଆପଣ ଦେଖିବେ ସକାଳୁ 100ଟା ଷ୍ଟକ୍ ରୁ 50ଟା ଯଦି ଆଲର୍ଟ ଆସିଗଲା, ତାହେଲେ 50ଟା ଟ୍ରେଡ୍ ଟାଇମ୍ ଆପଣ ଆକାଉଣ୍ଟରେ ଚାଲିବ। 50ଟା ଚାଲିଲେ ସବୁ ତା ଭିତରେ ଆପଣ 30ଟା ପ୍ରଫିଟେବୁଲ ହେଲା, 20ଟା ଲସ୍ ହେଲା, ତାହେଲେ ଆପଣ ଓଭରଅଲ୍ ପ୍ରଫିଟେବୁଲ ରହିବେ। କାରଣ ଲସ୍ ଛୋଟ ପ୍ରଫିଟ ବଡ, ବଡ ପ୍ରଫିଟ ସେ ଜାଗାରେ ରହିବେ। ତେଣୁ ଏ ଯାର କଣ ଆପଣ ଆକାଉଣ୍ଟରେ ଯେତିକି କ୍ୟାପିଟାଲ ରଖିଥିବେ ସବୁ କ୍ୟାପିଟାଲର ଟ୍ରେଡ୍ ଯିବ। ତେଣୁ ଆ ପାଇଁ ସଜେଷ୍ଟ କରାଯିବ ଆପଣ କ୍ୟାପିଟାଲ ଅତି କମରେ ଆପଣ 1 ଲାଖ ରଖିବେ, ମ୍ୟାକ୍ସିମମ୍ କେତେ 2 ଲାଖ ରଖିବେ, ଅଧିକା ରଖିବା ଦରକାର ନାହିଁ। 1 ଲାଖ ରୁ 2 ଲାଖ ରଖିବେ। ତାପରେ ଆପଣ ପ୍ରଫିଟ ହେଇଗଲେ, ଯେତେବେଳେ ଆପଣ ପ୍ରଫିଟ ଦେଖୁଛନ୍ତି, ପ୍ରଫିଟ ସବୁବେଳେ କଣ କରିବେ ପର ୱିକ୍, ଯଦି ଆପଣ ଚାହୁଁନାହାନ୍ତି ଅଧିକା କ୍ୟାପିଟାଲ କରିବା ପାଇଁ, ପର ୱିକ୍ ଏଣ୍ଡରେ ଆପଣ ପ୍ରଫିଟ କି ୱିଡ୍ରଲ୍ ମାରିଦେବେ, ଆକାଉଣ୍ଟ ରଖିବେନି। କାରଣ ଯେତେ ଆକାଉଣ୍ଟ ପଇସା ରଖିବେ ସେତେ ଇଏ କରିବ। ତେଣୁ ଆପଣ ପ୍ରଫିଟ ପାଇଗଲେ ତ ଆକାଉଣ୍ଟରୁ ୱିଡ୍ରଲ୍ ମାରିଦେବେ, ରଖିବେନି। ତେଣୁ ଇଏ ଗୋଟେ ଆକାଉଣ୍ଟରେ ଆପଣ ଆଉ ସବୁ ଜିନିଷ ଚଲେଇ ପାରିବେ ନାହିଁ। ଆଉ ଇଏ ସ୍ପେଶାଲ ଇଏ ଯୋଉ ଚାଲିଛି ସଫ୍ଟୱେରଟା ଚାଲିଛି, ସଫ୍ଟୱେରଟା କେବଳ ତିଆରି ହେଇଛି ଆଲିସ୍ ବ୍ଲୁ ପାଇଁ। ଆପଣ ଆଲିସ୍ ବ୍ଲୁ ହିଁ ଆକାଉଣ୍ଟରେ ହିଁ ହେଇପାରିବ, ଅଦର ଆକାଉଣ୍ଟରେ ହବ ନାହିଁ। 2 lakhs ରଖିଲେ ମାନେ ଆଟ ଟାଇମ୍ 8ଟା ଆସିଲେ ମାନେ 8ଟା ଆସିକି ଟ୍ରେଡ୍ ନବ। ହଁ, ଆଟାକ୍ ସିଗ୍ନାଲ ଯଦି ପଳେଇ ଆସିଲା ମାନେ 9ଟା 20ରେ, କାରଣ 180ଟା ଷ୍ଟକ୍ ଆପଣଙ୍କର ଅଛି ଏଫଏନ ଷ୍ଟକ୍, ଫ୍ୟୁଚର ଆଣ୍ଡ ଅପସନ ଷ୍ଟକ୍। ଯଦି 180 8ଟା କଣ 10ଟା 15ଟା ବି ଆସିବ, ଯୋଉ ଫାଷ୍ଟ ଯୋଉ 8ଟା ଆସିଲା ସେଇ 8ଟାକୁ ସେ ଟ୍ରେଡ୍ ନେଇଯିବ। ତାର ଭିତରେ ଯୋଉଟା ପ୍ରଫିଟ ହବ ଯୋଉଟା ଲସ୍ ହବ। ତ ଆମେ ବି ଆଉ ଗୋଟେ ଜିନିଷ ରଖା ହେଇଛି, ଆଉ ଗୋଟେ ସିଷ୍ଟମ ଆମେ କରୁଛୁ ଆଧିରେ ଆଡ୍ କରିବା ପାଇଁ। ଯଦି ଯୋଉମାନଙ୍କର 2 ଲାଖ କ୍ୟାପିଟାଲ ରହିଲା କିମ୍ବା 1 ଲାଖ କ୍ୟାପିଟାଲ ରହିଲା, ଆମେ ଗୋଟେ ଆର ମଧ୍ୟ ଆଉ ଗୋଟେ ଏକ୍ସପେରିମେଣ୍ଟ କରୁଛୁ ଆ ଭିତରେ। ଯଦି ପ୍ରଫିଟ ଯଦି 3 ଲାଖ ମାନେ 3000 ପ୍ଲସ୍ କ୍ରସ୍ କରି ଯାଉଛି, 2 ଲାଖ ରହିଲେ କେତେ ଆସିଯିବ, ସେ 5000 ପ୍ଲସ୍ ପଳେଇବ, ଇଏ 3000 ପ୍ଲସ୍ ପଳେଇବ, 5000 ପଳେଇବ। ତାହେଲେ ସେଟା କଣ ହବ ନା ଅଟୋମେଟିକ ବନ୍ଦ ହେଇଯିବ, ମାନେ ଟାର୍ଗେଟ ସେ ଲକ୍ କରିଦବ। ସେ ପ୍ଲାନିଂ ଟା ବର୍ତ୍ତମାନ କରାଯାଉଛି। ମିନ୍ସ ଯଦି 1 ଲାଖ ରହିଲେ ଆପଣ 3000 ପାଖାପାଖି, ଆଉ ଯଦି 2 ଲାଖ ହେଉଛି 5K ପ୍ଲସ୍ ଯଦି ଯାଉଛି, ଯଦି ଆପଣ ଆକାଉଣ୍ଟ ପ୍ରଫିଟ ଯାଉଛି, ତାହେଲେ ସେ ପ୍ରଫିଟ କଣ କରାଯିବ, 8ଟା ଟ୍ରେଡ୍ ଚାଲିଛି ନା, 8ଟା ଟ୍ରେଡ୍ ସବୁ 2-3ଟା ଲସ୍ ଚାଲି, 5-4ଟା ପ୍ରଫିଟ ଚାଲିଥାଏ। ଯଦି ଆପଣ ଓଭରଅଲ୍ ପିଏନଏଲ ଯଦି ଆପଣ 3000 ପ୍ଲସ୍ ଆଉ 5000 ପ୍ଲସ୍ ଯାଉଛି, ଏକ୍ସପେରିମେଣ୍ଟ ବର୍ତ୍ତମାନ କରାଯାଇ ତାପରେ 15 ତାରିଖ ପରେ ସବୁ ଜିନିଷ ସେଟେଲ ହେଇକି ଆପଣଙ୍କୁ ସବସ୍କ୍ରାଇବ ମିଳିବ। ତେଣୁ 3K ଯଦି ପ୍ରଫିଟ ମିଳିଲା 1 ଲାଖରେ, ଦେନ୍ ଟ୍ରେଡ୍ ଷ୍ଟପ୍, ଆଉ ଟ୍ରେଡ୍ ଯିବ ନାହିଁ। ଆଉ 2 ଲାଖରେ 5K ପ୍ଲସ୍ ଯଦି ହେଇଯାଉଛି, ତାହେଲେ ଟ୍ରେଡିଂ ଷ୍ଟପ୍। ଏବେ ଗୋଟେ ପ୍ଲାନିଂ କରାଯାଉଛି। ତାପରେ ନହେଲେ ପ୍ରଫିଟ ପରେ ନେକ୍ସଟ ଟ୍ରେଡ୍ ଆଉ ନୂଆ ନବ। ନୂଆ ଗୋଟେ ଟ୍ରେଡ୍ ଟାର୍ଗେଟ ନବନି, କରିଦେବ। ଆଉ ଟ୍ରେଡ୍ ନବନି। ସାର୍ ଦିନ ଖାଲି ଯାକ ଆଉ ପ୍ରଫିଟ ପାଇଁ କରୁଛନ୍ତି ନା ଲସ୍ ପାଇଁ ବି କରୁଛନ୍ତି? ହଁ ନା ବୋଥ ପାଇଁ ନା, ସାର୍ ଇଏ ଲସ୍ ପ୍ରଫିଟ ସବୁ ବୋଥ ପାଇଁ କରାହଉଛି ନା। ଆଉ କଣ ଟାର୍ଗେଟ ଲସ୍ ତ କଣ ଦିନ? ଆଜ୍ଞା ଟାର୍ଗେଟ ଆଉ ଏସଏଲ ଦିଟାକ ଫିକ୍ସ ହେଇଯାଉଛି। ଆଜ୍ଞା ଆଜ୍ଞା ଆଜ୍ଞା। ଟୋଟାଲ ମାନେ ମାନେ ଟୋଟାଲ ଡେ ର ଟାର୍ଗେଟ ଆଉ ଏସଏଲ ଦିଟାକ ଫିକ୍ସ ହେଇଯାଉଛି। ଆଜ୍ଞା ସାର୍ ଆଜ୍ଞା ଆଜ୍ଞା। ଗୋଟେ ଲୋକ ଯଦି ଚାହିଁବ 5 ଲକ୍ଷ ରଖିବା ପାଇଁ ଆଉ ରଖିପାରିବନି ଏତେ। ହୁଁ, ଭଏସ ଆସୁନି ଆପଣ କ୍ଲିୟରଲି। ଗୋଟେ ଲୋକ ଯଦି ଚାହିଁବ 5 ଲକ୍ଷ ରଖିବା ପାଇଁ ରଖିପାରିବନି। 5 ଲକ୍ଷ ରଖିଲେ ଲାଭ କିଛି ହବନି। କାହିଁକି ହବନି?
ନା ଯଦି ରଖିପାରିବେ, ଯଦି 20ଟା ଇଏ ଆସିଲା 20ଟା ବି ଆଟେଡ୍ ସିଗ୍ନାଲ ପଳେଇବ। ଯଦି ଆଜ୍ଞା ଆପଣ ହେଲେ କଣ ଡିଭାଇଡ କରିବେ 4 ହେଲେ ଆପଣ କେତେ ରହୁଛି 20ଟା ସାର୍ ଯଦି ହଁ ସାର୍ ଆଜ୍ଞା। ପ୍ରଫିଟ୍ ଆଉ ଲସ୍ ଟାକୁ କଷ୍ଟମାଇଜ କରିଦଉନାହାନ୍ତି, ଯିଏ ଯାହା ଚାହିଁବ ସେ ରଖିବ। ନା ଏଇଠି ୟା ଦେହରେ ନାହିଁ ସୁବିଧା ସେମିତି, କାରଣ ଇଏ ଯେହେତୁ ଟ୍ରେଡିଂ ଭ୍ୟୁ ରୁ ଯାଉଛି ଆଲର୍ଟ ଟା ନା, ଏଇଟା ଟ୍ରେଡିଂ ଭ୍ୟୁ ରେ ସବୁ ଜିନିଷ ଲାଗିଛି। କାରଣ ସାର୍ ପାଇଥନ କୋଡିଂ ସଫ୍ଟୱେର ହଉଛି ଅଲଗା, ତାକୁ ଆପଣ ଯେମିତି ଚାହିଁବେ କରିପାରିବେ। କିନ୍ତୁ ଇଏ ଆମର ସବୁ ଯାଉଛି କୋଉଟା ନା ଟ୍ରେଡିଂ ଭ୍ୟୁ ରେ ସିଗ୍ନାଲ ଯାଉଛି, ତ ଆ ପାଇଁ ସବୁ ଜିନିଷ କରି ହଉନି। ନା ଚାହିଁଲେ ତ ପାଇଥନ କୋଡିଂ ରେ ଆପଣ ଯେମିତି ଚାହିଁବେ କୋଡିଂ ସବୁ ପ୍ରକାର ଜିନିଷ କରିପାରିବେ। କିନ୍ତୁ ଇଏ ଯେହେତୁ ଟ୍ରେଡିଂ ଭ୍ୟୁ ରୁ ଆଲର୍ଟ ଯାଉଛି, ସେଥିପାଇଁ ସବୁ ଜିନିଷ ପସିବଲ ହଉନି। ଆମ ମନ ତ ବହୁତ ପ୍ରକାର ଜିନିଷ ରହୁଛି କରିବା ପାଇଁ, କିନ୍ତୁ ସେଇଟା ପସିବଲ ହଉନି। ଟାଇମ ଟୁ ଟାଇମ ଯୋଉଟା ପସିବଲ ହବ ସେଟା ଚେଞ୍ଜ ହେଇକା ଚାଲିବ। କାରଣ ଏଇଟା ଇନିସିଆଲ ପିରିୟଡ କରାହବା ପାଇଁ ପଡୁଛି ନା, କାରଣ ଆକୁ ଚଲେଇଲା ପରେ ଆମେ ଯଦି ଆଜ୍ଞା କୁହନ୍ତୁ। ମୁଁ ଗୋଟେ ଜିନିଷ ଦେଖୁଥିଲି, ଗୋଟେ ଆଡଭର୍ଟାଇଜମେଣ୍ଟ, ସେଟା ଷ୍ଟକ୍ ଅପସନରେ ବି ତାଙ୍କର ସଫ୍ଟୱେର ଟା ବି ରନ୍ କରୁଛି। ହଁ ମାନେ ସେଇଟା କହିଲି ନା, ଏଇଟା ଆମ ଟ୍ରେଡିଂ ଭ୍ୟୁ ରୁ ଆଲର୍ଟ ଯାଉଛି। ମାର୍କେଟ ଆଜ୍ଞା ସାରେ ହଜାର ହଜାର ପ୍ରକାର ଆଲଗୋ ସାରେ ଅଛି, ଲୋକ ହଁ ବିଭିନ୍ନ ପ୍ରକାର କରୁଛନ୍ତି। ତେଣୁ ଆଜ୍ଞା ଆମେ ଯୋଉଟା କରୁଛୁ କଣ, ଆମ ନଲେଜ ଭିତରେ ଯେତିକି ଅଛି ଆମେ ଆଜ୍ଞା ସେତିକି ୟୁଟିଲାଇଜ କରି କରୁଛୁ। ଆଜ୍ଞା ମାନେ ମୁଁ ସପୋଜ କଲି ଏ ଷ୍ଟ୍ରାଟେଜି ଟା ମୁଁ ଜାଣିଥିଲି, ପ୍ରଥମେ କଣ କରୁଥିଲି ମାନୁଆଲ କଲି। ମାନୁଆଲ କଲା ପରେ ତାପରେ ମୁଁ ବନେଇଲି ବିଭିନ୍ନ ପ୍ରକାର ପାଇଥନ କୋଡିଂ କରିଛି, ଆପଣଙ୍କୁ ଦେଖେଇଲି। ବହୁତ ଲୋକଙ୍କୁ ପାଇଥନ କୋଡିଂ ବିଭିନ୍ନ ପ୍ରକାର କରିଛି, କିନ୍ତୁ କାମରେ ସକ୍ସେସଫୁଲ ମୁଁ ପାଇଲିନି, କିନ୍ତୁ ତାକୁ ବନ୍ଦ କରିଦେଲି। ମାନେ ୟାକୁ କରିବା ପାଇଁ 8 ତା 8 ରେ 2 ଲାକ୍ଷ 3 ଲାକ୍ଷ ମୁଁ ଅଲରେଡି ଖର୍ଚ୍ଚ କରିସାରିଛି। ମାନେ ଏଇଟା ବନେଇବା ପୂର୍ବରୁ ବିଭିନ୍ନ ରକମଟା ବିଭିନ୍ନ ପ୍ରକାର କୋଡିଂ କରି ବନେଇଛି, କିନ୍ତୁ ସକ୍ସେସଫୁଲ ହେଇନି। ମତେ ସାଟିସ୍ଫାକ୍ସନ ଲାଗେନି, ଆଉ ମତେ ସାଟିସ୍ଫାକ୍ସନ ପ୍ରଫିଟ ଆଣ୍ଡ ଲସ୍ ମତେ ଠିକ ଠାକ ଆସିନି। ମୁଁ ତାକୁ ସବୁ ବନ୍ଦ କରିଦେଲି, ପାଇଥନ କୋଡିଂ ଆଗରୁ ସଫ୍ଟୱେର କରୁଥିଲେ। ତ ଏଇଟା ଲାଷ୍ଟ ଏଇଟା ଟ୍ରେଡିଂ ଭ୍ୟୁ ରେ ଏଇଟା କରାଯାଇଛି। ତାପରେ ଆଉ ମଧ୍ୟ ପ୍ଲାନିଂ ଚାଲିଛି, ଯଦି ଫ୍ୟୁଚର ପାଇଥନ କୋଡିଂ ସଫ୍ଟୱେର ଉପରେ ଆଉ କିଛି ହେଲା ଅପସନ ପାଇଁ ହେଲା, ମାନେ ଷ୍ଟକ୍ ଅପସନ ପାଇଁ ଏଇଥିପାଇଁ ଆମେ ଅପସନ ପାଇଁ ଏବେ କରୁନୁ, କଣ ଅପସନ ଯେମିତି ବଡ ପ୍ରଫିଟ ହବ ସେମିତି ଲସ୍ ହବ। ଲସ୍ ହେଲେ କଣ ଆପଣ କ୍ୟାପିଟାଲ ଉଡେଇ ଚାଲିବ। ସପୋଜ ଦେଖିବେ ଆପଣ 3 ଦିନ 4 ଦିନ ଏବେ ବି ଆପଣ ମାନେ ସବୁ ୟୁଜ କରୁଛନ୍ତି, 4 5 ଦିନ କଣ୍ଟିନ୍ୟୁସ ଲସ୍ ହେଇଯାଉଛି, ଆପଣଙ୍କ କ୍ୟାପିଟାଲ କିଛି ବହୁତ ଅଂଶ ଉଡି ଯାଉଛି, ଆପଣଙ୍କ ପେସେନ୍ସ ରହୁନି। ତେଣୁ ଏ ସବୁ ଜିନିଷ ଭାବି ଚିନ୍ତି ଇଏ କରିକି ବର୍ତ୍ତମାନ ଆମେ ପ୍ଲାନିଂ କରୁଛୁ, ବର୍ତ୍ତମାନ ଏଇଥିରେ ଯିବା ପାଇଁ। ତେଣୁ କଣ ହବ, କ୍ୟାପିଟାଲ ଅଧିକା ରହିଲା, ଲସ୍ ହବ ଛୋଟ, ପ୍ରଫିଟ ହବ ବଡ। ତ ଯେମିତି ଆମେ କ୍ଲୋଜିଂ କରିବା ପାଇଁ ଚାହୁଁଛୁ, 5 to 10% ଯେମିତି ପ୍ରତି ମାସରେ ଗ୍ରୀନ ରେ କ୍ଲୋଜ ହେବା ପାଇଁ। ଆହୁରି ମଧ୍ୟ ମନ ଭିତରେ ଆମେ ଚିନ୍ତା ବି ରଖିଛୁ, ଯଦି ଯୋଉଠି 10% ଯଦି ପ୍ରଫିଟେବଲ ହେଇଗଲା, ସେ ମାସେ ପାଇଁ ସେଇଠି କ୍ଲୋଜ କରିଦବୁ। ଏମିତି ମାନେ ପ୍ଲାନିଂ ସବୁ ଅଛି, ମାନେ ସବୁ ଜିନିଷ ସାର୍ ଟେଷ୍ଟ କରୁଛୁ। ତ ସାର୍ ଯେମିତି କେତେ ଆଜ୍ଞା କେତେ ଆଜ୍ଞା କ୍ୟାପିଟାଲ ରଖିଲେ ଆଇଡିଆଲ ହବ ସାର୍ ୟା ପାଇଁ? କ୍ୟାପିଟାଲ ମିନିମମ୍ ତ ହେଲା 1 ଲାଖ ସାର୍। ଆଉ 1 ଲାଖ ମ୍ୟାକ୍ସିମମ୍ ଆପଣ ସାର୍? 1 ଲାଖ ରୁ 2 ଲାଖ ରଖନ୍ତୁ, ଅଧିକା ରଖିବା ଆବଶ୍ୟକତା ନାହିଁ। ୱାନ୍ ଆଜ୍ଞା ଲାଖ ରୁ 2 ଲାଖ ରଖନ୍ତୁ। ସାର୍ କାରଣ ଏବେ ଜିନିଷ କଣ ନା, ଆପଣ ଅଧିକା କିଛି କ୍ୱେଶ୍ଚିନ୍ ଏକ୍ସପେକ୍ଟେସନ କଲେ, ଅଧିକା କିଛି କ୍ୱେଶ୍ଚିନ୍ ପଡିଲେ ମୁଁ ଆପଣମାନଙ୍କୁ ସବୁ ଜିନିଷ କହିପାରିବିନି, କାହିଁକି କଣ ରେଜଲ୍ଟ ଆସିବ। କିଛି ଦିନ ଚଲେଇଲା ପରେ, କାରଣ ଯେହେତୁ ଇନିସିଆଲ ପିରିୟଡ ଆମେ ଆରମ୍ଭ କରୁଛୁ, ବର୍ତ୍ତମାନ ଚାଲିଛି 15 ଦିନ, ଯାହା ଆମେ 10 ଦିନ ତ ଗଲା ତାର ଯୋଉ ଏକ୍ସପିରିଏନ୍ସ ପାଇଥିଲୁ, ଏବେ ଯାହା 15 ଦିନ ଭିତରେ ଏକ୍ସପିରିଏନ୍ସ ଯାହା କିଛି ପାଇବୁ ସେଇ ଅନୁଯାୟୀ ମୁଁ ଆପଣଙ୍କୁ କହିବି। ତାପରେ ମାନେ ଏଇଠାରେ ଆମେ କୋସିସ କରୁଛୁ ଯେମିତି କି ପ୍ରତି ମାସରେ ଆମେ ଗ୍ରୀନ ରେ କ୍ଲୋଜ ହବା 5 to 10% ଯେମିତି ବ୍ରୋକରେଜ ସବୁ ଚାର୍ଜ ଗଲା ପରେ 5 to 10% ପ୍ରଫିଟ ଏମିତି ରଖିବା। ତେଣୁ ତା ପାଇଁ ବର୍ତ୍ତମାନ ପ୍ଲାନିଂ ସେଇ ଅନୁଯାୟୀ ସବୁ ସେଟିଂ କରୁଛୁ ବର୍ତ୍ତମାନ। ସାର୍ ସଫ୍ଟୱେର କଣ ଟାଇମ ଟୁ ଟାଇମ ଅପଗ୍ରେଡେସନ ହବ ନା ସେମିତି ଫାଇନାଲ ଏଟା? ନା ଏଇଟା ହଉଛି, ଏଇଟା ମୋ ୱେବସାଇଟ ରେ ହଉଛି, ଏଇଟା ସଫ୍ଟୱେର ନାହିଁ ସାର୍, ମୋ ୱେବସାଇଟ ରେ ହଉଛି। ଆଜ୍ଞା ମୋ ୱେବସାଇଟ ରେ ହଉଛି। ସେଟା ଟାଇମ ଟୁ ଯାହା ଟାଇମ କିଛି ଅପଡେଟ? ହଁ ଅପଡେଟ ହବ ନା, ଯାହା ମୋ ୱେବସାଇଟ ମାନେ କିଛି କିଛି ଜିନିଷ ଆଜି ଆପଣ ମାନେ ଯଦି ସବୁ କୋଶ୍ଚିନ୍ ସବୁ କହିଲେ, ସେ ଜିନିଷ ଯଦି ଫ୍ୟୁଚରରେ ଯଦି କିଛି କିଛି ପସିବଲ ହେଇପାରିବ, ତାକୁ ସବୁ ଅପଡେଟ କରାହବ। ଟାଇମ ଟୁ ଟାଇମ ସବୁ ଅପଡେଟ ହେଇ ଚାଲିବ। ତାପରେ ଏ ଷ୍ଟ୍ରାଟେଜି ଯଦି ଆଉ କିଛି କିଛି ଚେଞ୍ଜ କରିବା ପାଇଁ ପଡିବ, ଯେମିତି ଆଉ ଅଧିକ ପ୍ରଫିଟେବଲ ହବ, ଷ୍ଟ୍ରାଟେଜି ମଧ୍ୟ ଚେଞ୍ଜ ହବ। ଆଜି ଦେଖନ୍ତୁ ଆଉ ଗୋଟେ ଜିନିଷ ଆପଣଙ୍କୁ କହୁଛି, ତାପରେ ଯିବା, ଟାଇମ ତ 8:35 ହେଇଗଲାଣି। ଯିଏ ନ ଜାଣିଥିବେ ଜାଣି ନିଅନ୍ତୁ, ଆପରେ ପୁଣି ଆହୁରି ବି କ୍ଲାସ କରିବା। ନୂଆ ଷ୍ଟ୍ରାଟେଜି ଗୋଟେ ଜିନିଷ କହୁଛି, ଦେଖନ୍ତୁ ସମସ୍ତେ। ମୁଁ ଆପଣମାନଙ୍କୁ କହିଥିଲି ଆଉ ଗୋଟେ ଜିନିଷ ଦେଖେଇଥିଲି, ଯୋଉମାନେ ସ୍କାନର ୟୁଜ କରୁଛନ୍ତି ଆଉ ବ୍ରହ୍ମାସ୍ତ୍ର ଟ୍ରେଡ୍ କରୁଛନ୍ତି, ସେମାନଙ୍କ ପାଇଁ ନୂଆ ଜିନିଷ ଏଇଟା ମୁଁ କହୁଛି ଗୋଟେ ଜିନିଷ ଦେଖନ୍ତୁ। ଏଠି ତଳେ ଗୋଟେ ଲେଖା ହେଇଥିଲା କଣ୍ଡିସନ କଣ, ଏଇଟା ସେଲିଂ ପାଇଁ। If first 5 minutes candle open is equal to high, then don't miss the jackpot trade.
ଆଉ ଗୋଟେ କଣ୍ଡିସନ ଦିଆଥିଲା କଣ ଯଦି ବୁଲିଶ ପାଇଁ ଫାର୍ଷ୍ଟ ମିନିଟ କ୍ୟାଣ୍ଡେଲ ଓପନ ଇଜ ଇକ୍ୱାଲ लो ଡୋଣ୍ଟ ମିସ୍ ଦ ଜ୍ୟାକପଟ୍ ଟାଇମ୍ସ ମିନ୍ସ ଯୋଉ ଜାଗାରେ କଣ ହୁଏ ଓପନ ହେଲା ଓପନ ହେଇକି ଉପରୁ ପଳେଇଲା ଏଇ ଜାଗାରେ ଓପନ ହେଲା ପୁରା ମାର୍କେଟ ସେଇଠୁ ଧାଇଲା ଏଇଟା ହେଲା କଣ ଓପନ ଇଜ ଇକ୍ୱାଲ ଟୁ लो ଯଦି ଏଇଭଳିଆ କେସ୍ ଆସେ ସେ ଜାଗାରେ ଜ୍ୟାକପଟ୍ ଟ୍ରେଡ୍ ମିଳେ ମିନ୍ସ ଏଇଟା ପ୍ରଫିଟେବଲ ଦିଏ ମୋଷ୍ଟ ଅଫ ଟାଇମ ଆପଣଙ୍କୁ ପ୍ରଫିଟେବଲ ଦବ 100% କେହି କେବେ କହିପାରିବେନି କିନ୍ତୁ ମୋଷ୍ଟ ଅଫ ଟାଇମ ଆପଣଙ୍କୁ ପ୍ରଫିଟେବଲ ଦବ ଯଦି ଆପଣ ଯୋଉମାନେ ମାନୁଆଲ ଟ୍ରେଡ୍ କରୁଥିବେ କିମ୍ବା ସ୍କାନର ୟୁଜ କରୁଥିବେ ଆଲଗୋ ତ ଆଲଗୋ ବାଟରେ କରିବ କିନ୍ତୁ ଯୋଉମାନେ ମାନୁଆଲି କରୁଛନ୍ତି ତ ସେମାନେ ପାଇଁ ଏଇଟା ଖାଲି ମୁଁ କହିଦଉଛି ତ କ୍ଲାସ ଟାଇମ ହେଇଯିବ ଆପଣ ଜାଣିପାରିବେନି ତେଣୁ ଓପନ ଇଜ ଇକ୍ୱାଲ ଟୁ ଆପଣ ଜାଣିବେ କେମିତି ତ ଜାଣିବା ପାଇଁ ଚାହିଁବେ ଯଦି ଯାହା ପାଖରେ ଯଦି କମ୍ପ୍ୟୁଟର ଲ୍ୟାପଟପ୍ ଅଛି ଆପଣ ଓପନ କରନ୍ତୁ ମୁଁ ଖାଲି ସେଟିଂଟା କହିଦଉଛି ଏଇଟା ଆପଣ ଚାଟିଂରେ କରିପାରିବେ ଚାଟିଂ ପଳେଇବେ 9:17-18 ବେଳକୁ ପଳେଇବେ ଆପଣ ଚାଟିଂରେ କରିଦେବେ 9:20 ବେଳୁ ଆପଣ ଜାଣି ଯାଇପାରିବେ ଯେ ଆପଣଙ୍କର କିଏ ଓପନ ଇଜ ଇକ୍ୱାଲ लो ହାଇ ଓପନ ଇଜ ଇକ୍ୱାଲ ଟୁ ହାଇ ଅଛି ତାହେଲେ ଆପଣ କଣ କରିବେ ଚାଟିଂ କି ପଳେଇବେ ଗୁଗଲରେ ଟାଇପ କରିଦିଅନ୍ତୁ ଚାଟିଂ ଯାହା ପାଖରେ ଲ୍ୟାପଟପ୍ କମ୍ପ୍ୟୁଟର ଅଛି ଓପନ କରିନିଅନ୍ତୁ ଚାଟିଂ ପଳେଇବେ ଚାଟିଂ ଯାଇକି ଯୋଉମାନେ ଚାଟିଂ କରୁଛନ୍ତି ଭଲ କଥା ଯେ ନ କରୁଛନ୍ତି ଦେଖିନିଅନ୍ତୁ ତାପରେ କଣ ୟାକୁ ଲଗ୍ଇନ୍ କରିଦେବେ ଲଗ୍ଇନ୍ କଲେ କଣ ଆପଣ ଆକାଉଣ୍ଟରେ ସେଭ୍ ହେଇକି ରହିଯିବ ଯଦି ଲଗ୍ଇନ୍ ନ କରୁଛନ୍ତି ଦେଖନ୍ତୁ ଏଇଠି କ୍ରିଏଟ୍ ସ୍କାନ ଅଛି କ୍ରିଏଟ୍ ସ୍କାନ ଉପରେ କ୍ଲିକ୍ କରିଦେବେ ତାପରେ ଆପଣ କଣ କରିବେ ଏଟା ତିଆରି କରିବେ କଣ ନା ଆମେ କୋଉ ସେଗମେଣ୍ଟ କରୁଛେ ନା ଫ୍ୟୁଚର ଆଣ୍ଡ ଅପସନ ଯୋଉ ଅଛନ୍ତି ଷ୍ଟକ୍ ସେଇଥିରେ କରିବା ସେଇ ଜାଗାରେ କଣ କଲେ ଆମେ ମୁଁ ଚୁଜ କରିଦେବି କୁଆଡେ ଗଲା ଫ୍ୟୁଚର୍ସ ଫ୍ୟୁଚର ଚୁଜ କରିଦେଲି फ्यूचर सेगमेंट में काम करार अच्छे तापर एठी कौन करिए प्लस ऊपर क्लिक करदेवे कौन करे ना ओपन फास्ट ला ओपन ओपन इक्वल्स कौन नेक्स्ट है हाई सॉरी ओपन इज इक्वल टू लो बुल स्टेट पे ओपन इज इक्वल लो मीन जोट ओपन इज ऊपर पड़े ओपन इज इक्वल लो मार्के देदेले मो रन स्कैन करदेली देखो एतिटा स्टॉक पळे आसला तो आज ये होची कौन फ्यूचर एंड ऑप्शन जो 180 स्टॉक अच्छी 180 स्टॉक है कौन ना केतेटा आसछंती ना 16 टा आसछंती से जितले ओपन इज इक्वल टू लो हो जाए तल से जगह कौन ना सक्सेस रेट बढ़ी जाए आपण कौन करे 9:17-18 बेले यदि आपण एटा करी स्कैन कर देबे तल से कौन आपण 9:18-19 सुधा आपण जानि गेले कि ओपन इज इक्वल लो हिसाब तल से जगह कौन आपण जो स्ट्रेटजी अछि ब्रह्मास्त्र स्ट्रेटजी अछि 9:20 पर तो सेटा कले कौन से स्टॉक रे आपण करिवे आपण ये देखुछंदी स्कैनर देखुछंदी आदरे कौन करथिले टोटल स्कैनर ये स्कैन सब स्टॉक करते ये आप सर्च करदे से स्टॉक कर देखिकी आप वाच लिस्ट ऐड करदे जो से हाई की ब्रेक कला आपन से जगह ट्रेड करेंगे फास्ट 15 मिनट जो फास्ट 5 मिनट कैंडल जो हाई की ब्रेक करिवो आपन से ट्रेड करेंगे तले से स्टॉक रे आपन सक्सेस रेट आउरी अधिक बढ़ी जाए आदि जहाँ अच्छी से कले इन एडिशन टू दिस एठी जो 20-40 स्टॉक अछि सेटा कले ता सहित एठी आपन कोन पाइले ना एठी आपन से दे देला आउ केतना स्टॉक दे देला जो गुरा ओपन इज इक्वल टू लो होइछन्ते यदि ओपन इज इक्वल टू लो होइछन्ते ताले से जगह आपन कोन करिवो ना सक्सेस ता अधिका मिली जिवो देखो म आगे गोटे गोटे देखो एठी गोटे पॉलीकैप अछि रैंडमली गोटे चूज करछि पॉलीकैप देखुछि देखो पॉलीकैप ता आपन को कोन परफॉर्मेंस देछि देखिए दोछ ए जार कोन पॉलीकैप तो ये कोन हबो ना आपन टारगेट हिट करिवारे हेल्प करी जो ओपन इज इक्वल लो हेले आपन जैकपॉट ट्रेड देखो ये कौन कर 14टा क्वांटिटी किने टारगेट बुक कर दे टारगेट केते टाइम देखो केते टाइम टारगेट हिट कर अपन हला एई देखो ये ब्लैक लाइन एटा हला टारगेट लाइन एई टारगेट हिट कर दे 10:30 सुधा अपन का टारगेट हिट कर दे दैट मींस आगे देखा जाउन जूम करिए एबे देखा होছে आज्ञा सर ब्लू लाइन एंट्री आपण एंट्री हला एठी ब्लू लाइन जो देछन एटा हला आपण एंट्री लाइन ए जगह एठी देखछन ये जो लाइन पड़छ ना ए लाइन हला एंट्री लाइन एटा हला आपण टारगेट लाइन आ एटा हला आपण एसएल लाइन आउ थरे कहि दोछ देखंतु तो ओपन इज इक्वल टू लो आसे से सक्सेस रेट अधिक मिलबो एटा हला आपण का टारगेट एटा हला आपण का एंट्री ए लाइन हला एंट्री ए लाइन हला आपण का एसएल मझिरे गोटे लाइन जो अछि सर
ସରି ଏଇଟା ଏସଏଲ ନୁହେଁ, ଏସଏଲ ଲାଇନଟା ହେଲା ଏଇଟା, ଏଇଟା ନୁହେଁ, ଏତେ ଗୁଡେ ଏଇଟା SL ରେ କଣ? ଏଇଟା ହେଲା ଏସଏଲ। ମିନ୍ସ ଏଠି ଲସ୍ ହେଲେ 700 ଟଙ୍କା ହବ, ଏଠି ପ୍ରଫିଟ ହେଲେ 1200 ଟଙ୍କା ପ୍ରଫିଟ ହବ। ତ ଏଠି ଆପଣଙ୍କ ଟାର୍ଗେଟ ଦେଇଛି, ଏଇ କ୍ୟାଣ୍ଡେଲ ଏଇଠି ଆପଣ ଦେଖୁଛନ୍ତି, ଏଇଠି ଆର ମାର୍କ ଅଛି, ଏଇ କ୍ୟାଣ୍ଡେଲ ଏଇଠି ଆପଣ ଟାର୍ଗେଟ ଦେଇଛି। ତ 10:30 ଟାଇମରେ ଆପଣଙ୍କ ଟାର୍ଗେଟ ଦେଇଦେଇଛି। 10:25ରେ ଏଇ କ୍ୟାଣ୍ଡେଲ ଆପଣ ଟାର୍ଗେଟ ଦେଇଛି। ଇଏ ଦେଖିଲେ ଗୋଟେ ପଲିକ୍ୟାପ। ନେକ୍ସଟ ଆଉ ଗୋଟେ ଷ୍ଟକ୍ ଦେଖିବା। କୁହନ୍ତୁ ଆ ଭିତରେ ଆପଣ ରାଣ୍ଡମଲି ଯେକୌଣସି ଗୋଟେ ଷ୍ଟକ୍ କୁହନ୍ତୁ, ମୁଁ ଟାଟା ସେଇଟା ଆପଣଙ୍କୁ କନଜ୍ୟୁମର ଟିକେ ଦେଖିବେ, ଟାଟା କନଜ୍ୟୁମର। ଆ ଭିତରେ ଯୋଉଟା ଓପନ ଇଜ୍ लो ଆସନ୍ତି, ଏଇଟା ହେଲା ଓପନ ଇଜ୍ ଏତିକି ଆସନ୍ତି, ଏଇଟାକୁ ଆମେ ଚେକ୍ କରିବା। ଟାଟା କମ୍ୟୁନିକେସନ ରେ ଦେଖିବେ। ହଁ ଟାଟା କମ୍ୟୁନିକେସନ ଦେଖିବା। ଏଇ ଯେତେ ଷ୍ଟକ୍, ଏଇ 16ଟା ଷ୍ଟକ୍ ଓପନ ଇଜ୍ लो ଆସନ୍ତି, ତ ତାଙ୍କର ଭିତରେ ଆମେ ଚେକ୍ କରିବା। ଟାଟା କମ୍ୟୁନିକେସନ ଦେଖିବା। ତାର ମାନୁଆଲ ଟ୍ରେଡ୍ କଲେ ତ କଲେ ସେଇଟାକୁ ନେଇକି କଲେ ତ ହବ ତ? ହଁ ଆଉ ଏଥର ଆପଣ ଖୋଜିବାକୁ ପଡିବ। ମାନୁଆଲ କରିପାରିବେ, ଆଲଗୋ କରିପାରିବେ, ସବୁ ପ୍ରକାର ସୁବିଧା ଦେଖନ୍ତୁ। ଏଇଠି ଦେଖନ୍ତୁ ବାଇ କୋଉଠି କରିଛି, ଏଇଠି ଦେଖନ୍ତୁ ବାଇ କରିଛି, ଏଇ କ୍ୟାଣ୍ଡେଲରେ 9:20ରେ ବାଇ କରିଛି। 9:20 ଯେତେବେଳେ କ୍ରସ୍ କରିଛି ତାହେଲେ ସେ ବାଇ କଲା। ଦେଖନ୍ତୁ ଟାର୍ଗେଟ କେତେଟା ଦେଇଦେଇଛି, 9:45 ଟାର୍ଗେଟ 52 କ୍ୱାଣ୍ଟିଟି, 1200 ଟଙ୍କା ପ୍ରଫିଟ। ସାର୍ ଆଜ୍ଞା, ଓପନ ଏଜ୍ ଯୋଉ ଲୋ କହିଲେ, ସେଟା ଆକ୍ଚୁଆଲି ଲୋ ମାନେ କୋଉଟା ଜିନିଷ ବୁଝିଛନ୍ତି ଟିକେ ଆଉ ଟିକେ ଡେଜ୍ ଲୋ ଯୋଉଠୁ ସାର୍। ଓପନ ହେଲା, ହାତ ଯୋଉଠୁ ଓପନ ହେଲା, ହାତ ସପୋଜ ଏଠି କରୁନଥିବ। ଓପନ ହେଲା 200 ଟଙ୍କାରେ ଓପନ ହେଲା, ଏଇ ଜାଗାରେ ପଏଣ୍ଟ 200 ଟଙ୍କାରେ ଓପନ ହେଲା, ତ ସେ ପୁରା ଉପର ଚାଲିଛି। ଏଇଟା ହେଲା ଓପନ, ଓପନ ଇଜିକାଲ ଟୁ ଲୋ ହେଇଛି 200 ଟଙ୍କା ହେଲା। ଯଦି ସପୋଜ ନୋଟ ଦେଖିବେ ଛାଡ। 200 ଟଙ୍କାରେ ଓପନ ହେଇକରି କଣ ହେଲା, ତଳକୁ ଆସିଲା, କେତେ ଆସିଲା 190 ଆସିଲା, ଏ ଜାଗାରେ ଓପନ ହେଲା, ଏଇଟା ଲୋ ବନେଇଲା, ତାପରେ ଉପରକୁ ପଳେଇଲା। ତ ଏଇଟା ସପୋଜ ହାଇ ମାରିଲା କେତେ ନା 250 ହାଇ ମାରିଛି। ତ ଏ ଯାଏ କଣ ଓପନ ଇଜିକାଲ 200, ଲୋ ଇଜ ହେଲା କେତେ 100। 200 ଟଙ୍କାରେ ଓପନ ହେଲା, ତଳକୁ 10 ପଏଣ୍ଟ ଆସିଲା, ତାପରେ ଉପରକୁ ଗଲା, ତାହେଲେ ଓପନ ହେଲା 200, ଲୋ ହେଲା କେତେ 190। କିନ୍ତୁ ଏ ଜାଗାରେ କଣ ହେଇଛି ନା 200 ଓପନ ହେଇକି ଉପରକୁ ପଳେଇଛି। ମିନ୍ସ ଆପଣ ଘର ହେଲା ଜୁଣେଇ ବଜାର, ଆପଣକୁ ଯାଉଛନ୍ତି କୋଣାର୍କ ଯାଉଛନ୍ତି, ଘରଠୁ ବାହାରିଲେ ଜୁଣେଇ ବଜାରରୁ ବାହାରିଲେ କୋଣାର୍କ ଗଲେ, ଦ୍ୟାଟ ମିନ୍ସ ଆପଣଙ୍କ ଓପନ ଯୋଉଠି ବାହାରିଲେ ସେଇଠି ପହଞ୍ଚିଲେ। କିନ୍ତୁ ହେଲା କଣ, ଆପଣ ଜୁଣେଇଠୁ ବାହାରିକିରି କୋଣାର୍କ ଯିବା କଥା, ଆପଣଙ୍କ ଘରେ ବାବା କହିଲେ ବନାଖଣ୍ଡି ଛକରେ ସେ ଲୋକ ଅଛି, ତାକୁ ଯା 500 ଟଙ୍କା ଦେଇଦେଇକି ଯିବୁ। ଆପଣ କଣ କଲେ, ବନାଖଣ୍ଡି ଆସିଲେ, ବନାଖଣ୍ଡି ଆସିଲା ପରେ ଏଗେନ କଣ କଲେ, କୋଣାର୍କ ଗଲେ। ତ ଏ ଜାଗାରେ ହେଲା କଣ, ଆପଣ ଓପନ ଇଜିକାଲ ଲୋ ହେଲାନି, କାହିଁକି ଆପଣ ଜୁଣେଇରୁ ପଛକୁ ତଳକୁ ଗଲେ, ତଳକୁ ଯାଇକିରି ପୁଣି ଏଗେନ କୋଣାର୍କ ଗଲେ। ଯଦି ଘରୁ ବାହାରିକି, ଜୁଣେଇରୁ ବାହାରିକି ଯଦି କୋଣାର୍କ ଯାଉଛନ୍ତି, ତାହେଲେ ଓପନ ଇଜିକାଲ ଲୋ ହେଲା। କିନ୍ତୁ ଯଦି ଜୁଣେଇରୁ ବନାଖଣ୍ଡି ଆସିଲେ, ବନାଖଣ୍ଡିରୁ କୋଣାର୍କ ଗଲେ, ତାହେଲେ ସେ ଜାଗାରେ ଆପଣ ଓପନ ଇଜିକାଲ ଲୋ ହେଲାନି। ସାର୍ ଏଇଟା କେତେ ମିନିଟ୍ ଟାଇମ୍ ଫ୍ରେମରେ ଦେଖିବାକୁ? ଏଇଟା ମୁଁ 5 ମିନିଟ୍ 5 ଟାଇମ ମିନିଟ୍। ଫ୍ରେମ, 5 ସାର୍ ମିନିଟ୍ ଏଠି ତ 5 5 ମିନିଟ୍ ସାର୍, ଯୋଉ ଏଇଟା ଯୋଉ 5 ମିନିଟ୍ ଟାଇମ୍ ଫ୍ରେମ୍ ତ ଓପନ ଇଜିକାଲ ଟୁ ଲୋ ନାହିଁ। ଆଜ୍ଞା। 5 ମିନିଟ୍ ଟାଇମ୍ ଫ୍ରେମରେ ଓପନ ଇଜିକାଲ ଟୁ ଲୋ ନାହିଁ। ଦେଖିଦେବା ଟାଟା କମ୍ୟୁନିକେସନ କେତେରେ ଓପନ ହେଇଛି ଦେଖିଦେବା। ସାର୍ ସ୍କାନର ଟା ମାନେ ଏଇଟା ହାଇ ସ୍କାନର ଯାହା ଦେଖେଇଲା ଆମେ ସେୟା କଲୁ। ଦେଖିଦେବା, ମୁଁ ଏବେ ଦେଖି ଦଉଛି ଆ ଦେହରେ ଓପନ ଇଜିକାଲ ଟୁ ଲୋ ଅଛି ନା ନାଇଁ, ସ୍କାନର ଯଦି ଭୁଲ ଆସିଥାଇପାରେ। ସାର୍ ଆଫ୍ଟର 9:20 ଦେଖଉଛି। ଆପଣ ଦେଖିଥିଲେ ଟାଟା କମ୍ୟୁନିକେସନ, ଦେଖିବା କେତେରେ ଓପନ ଥିଲା, ଦେଖିଦେବା, ଚେକ୍ କରିଦେବା, ନହେଲେ ସ୍କାନରରେ ଭୁଲ ଆସିଥାଇପାରେ। ସ୍କାନର ଯାହା ଆସିଲା ମୁଁ ଆପଣଙ୍କୁ ଦେଖେଇଲି, ଦେଖନ୍ତୁ ଏଇଠି ମୁଁ ଦେଖେଇ ଦଉଛି କେତେରେ ଓପନ ଥିଲା। ଅଛି ସାର୍ ଓପନ ଇଜିକାଲ ଲୋ, ଓପନ ହେଲା 1910, ଲୋ ବି 1910। ସାର୍ ଚାର୍ଟରେ ଦେଖନ୍ତୁ, ସାର୍ ଚାର୍ଟରେ ଚାର୍ଟରେ ଦେଖୁଛି। ନାଇଁ ସେଟା ଗୋଟେ ଦେଖଉଛି ମିନିଟ, ସାର୍, ସେଟା ହଁ ଆପଣ ଦେଖୁଛି ଯାହା ଦେଖୁଛି, ଗୋଟେ ମିନିଟ। ଏଇ କ୍ୟାଣ୍ଡେଲ ପୁରା ଏଇଠି, ନାଇଁ ସାର୍, ତା ଏଇ ପୂର୍ବ କ୍ୟାଣ୍ଡେଲ। 9:15 ଦେଖ ଓପନ ଇଜ ଇକ୍ୱାଲ ଟୁ ହଁ ଲୋ। ଏଇଟା ସାର୍ ନା ଓପନ ହେଇଛି 1915.50। ନାଇଁ ଇଏ କ୍ୟାଣ୍ଡେଲ ଟା ସିନା, ଇଏ କ୍ୟାଣ୍ଡେଲ ଟା ଏମିତି ବନିଛି, କିନ୍ତୁ ଏ ଜାଗାରେ କଣ ହେଇଛି, କ୍ୟାଣ୍ଡେଲ ପରେ ସେପ୍ ଚେଞ୍ଜ ହେଇଯାଇଛି, ଟ୍ରେଡିଂ ରେ ଆପଣ ଦେଖଉଛି ଏଟା। କିନ୍ତୁ ଏଠି ଆପଣଙ୍କ ଦେଖେଇଲେ ନା, ଏଠି ଓପନ ଇଜିକାଲ ଟୁ ଲୋ ଅଛି 1910 ଅଛି। ଏଇଠି କ୍ୟାଣ୍ଡେଲ ଇଏ କରି ଦେଖିଦେବେ, ମୁଁ ଆ ଦେହରେ ଲଗେଇ ଦଉଛି। ସାର୍ ଚାର୍ଟିଂ କେତେଟା ବେଳକୁ ଦେଖିବା? 9:15 ଦେଖିବା ନା 9:20 ଦେଖିବା? 9:20 ଭିତରେ ଦେଖିବା।
କାହିଁକିନା ଆପଣ ମାର୍କେଟ ଓପନ ହଉଛି 9ଟା 15 ନା, ଟ୍ରେଡ୍ କେତେବେଳେ ଯିବା? ଟ୍ରେଡ୍ ଆମେ 9ଟା 20 କରିବା ନା, 9ଟା 20 ଭିତରେ ଆମକୁ ଦେଖିବା ପାଇଁ ପଡିବ। ଯଦି ଦେଖିବାର ଅଛି 9ଟା 20 ଭିତରେ ଦେଖିବେ। ମୁଁ ଚାର୍ଟ ଏଠି ଲଗେଇ ଦଉଛି। ବେଳେ ଚାର୍ଟ କଣ ଅଲଗା ଅଲଗା ପରେ ଦେଖାଯାଏ, ଅଲଗା ଦେଖିବା ଆଧିରେ ଲଗେଇ ଦଉଛି। 5 ମିନିଟ୍। ସାର୍ ଜିରୋ ଯାଏ ତ ଠିକ ଦେଖଉଛି। ଏଇଟା କ୍ୟାଣ୍ଡେଲ ନା, ଦେଖନ୍ତୁ ଏଇଠି ଯୋଉଠି ଯାଇ ସେଠି ଯାଇଛି। ଟ୍ରେଡିଂ ଭିତରେ ଅଲଗା କ୍ୟାଣ୍ଡେଲ ଦେଖାଯାଉଛି। ଜିରୋ ଯାହା କଣ ସବୁଠୁ ପରଫେକ୍ଟ ଯିଏ ଦେଖାଯାଏ, ଏଇଠି ଦେଖନ୍ତୁ ଓପନ लो ଅଛି 1910 ରେ ଅଛି। ଏଇ ଜାଗାରେ ଏଇଟା 1910 ରେ ଓପନ ହେଇକି ଯାଇଛି। ଏଠି ଗ୍ରୀନ କ୍ୟାଣ୍ଡେଲ ଦେଖୁଛନ୍ତି, ଏଠି କଣ ଦେଖୁଛନ୍ତି? କୁଆଡେ ଗଲା ଟ୍ରେଡିଂ? ଏଠି ଆପଣଙ୍କୁ ରେଡ୍ ଦେଖାଉଛି, ସେଠି କଣ ଦେଖୁଛି? ଆପଣ ଗ୍ରୀନ ଦେଖାଉଛି। ତେଣୁ ଚାର୍ଟଟା ପରଫେକ୍ଟ ରୁହେ। ଆପଣ ଜିରୋ ସବୁ ବ୍ରୋକର ଅପେକ୍ଷା ଜିରୋ ଦ ଚାର୍ଟଟା ଅଲମୋଷ୍ଟ ପ୍ରାୟ ପରଫେକ୍ଟ ରୁହେ। ଓକେ, ତାପରେ ନେକ୍ସଟ ଯିବା। ମୋର ଗୋଟେ କ୍ୱେଶ୍ଚନ ଥିଲା। କୁହନ୍ତୁ ସାର୍। ଆପଣ ଯେ ଚାର୍ଟିଂ ରେ 16ଟା ଦେଖେଇଦେଲା କି ଏତେଟା ଓପନ लो। ଆଜ୍ଞା, ତ ସାର୍ କୁହନ୍ତୁ ଆମେ ସାର୍। ଆମକୁ ଗୋଟେ କ୍ଲୁ ମିଳିଗଲା ନା କି 16 ଉପରେ ଆମେ କାମ କରିଲେ ଭଲ ହବ। ହଁ ଡେଫିନେଟଲି, ସେଇଥିପାଇଁ ତ ମୁଁ ଆପଣ ଦେଖଉଛି ନା, ଯଦି ଆପଣ ଇଏ 16ଟା ଉପରେ କାମ କରୁଛନ୍ତି ତାହେଲେ ସେ ଜାଗାରେ କଣ ହବ? ସକ୍ସେସ୍ ରେଟ୍ ବଢିଯିବ। ତା ମାନେ ନାହିଁ ଯେ ଏଇଟା ଲସ୍ ଦବନି ବୋଲି, ଦେଇପାରେ, କିନ୍ତୁ ଏ ଜାଗାରେ ସକ୍ସେସ୍ ରେଟ୍ ବଢିଯିବ। ଆଗରୁ ତୁ ଯାଇ ୟୁଜ କରୁଥିଲେ, କାରଣ ଯେହେତୁ ଏଇଟା କାରଣ ଟାଇମ ଟୁ ଟାଇମ ସବୁ ଜିନିଷ ଉପରେ ମୁଁ ଏକ୍ସପେରିମେଣ୍ଟ କରୁଛି ନା, ତ ଏଇଟା ଦେଖିବା ଦ୍ୱାରା ମୁଁ କଣ କଲି ନା ଅଧିକା ବେନିଫିଟ ମିଳୁଛି, ତେଣୁ ଆକୁ ଆପଣ ଫାଷ୍ଟ ପ୍ରାୟୋରିଟି ଆକୁ ଦେଇପାରିବେ। ପ୍ରାୟୋରିଟି ଆକୁ ଚାର୍ଟିଂ ଦେଇଦେବେ। କେମିତି ସାର୍ ଲଗେଇବା, ଆଉଥରେ ସାର୍ ଟିକେ ଦେଖିବା, ଜାଣି ହେଲାନି। କଣ ଜାଣିପାରିଲେନି? ସାର୍ ଚାର୍ଟିଂ ଟା ଯୋଉ ଲଗେଇଲେ ଓପନ ଇଜିକାଲ ଟୁ लो, କ୍ରିଏଟ ସ୍କାନ ଯିବେ, କ୍ରିଏଟ ସ୍କାନ ଉପରେ କ୍ଲିକ୍ କରିବେ। ତାପରେ ଏଠି ଏ ଯେ କ୍ୟାଶ ଲେଖା ହେଇଛି ଆଜରେ କ୍ଲିକ୍ କରିବେ। ଆମେ ଫ୍ୟୁଚର ଯେହେତୁ କରୁଛେ, ଫ୍ୟୁଚର ଷ୍ଟକ୍ ଉପରେ, ଫ୍ୟୁଚର ଆଣ୍ଡ ଅପସନ ଷ୍ଟକ୍ ଉପରେ ଫ୍ୟୁଚର ମାରିଲେ, ତାପରେ ଏଠି ପ୍ଲସ୍ ଉପରେ କ୍ଲିକ୍ କଲେ, ପ୍ଲସ୍ ରେ ଓପନ କଲେ, ଓପନ ଇଜ ଇକ୍ୱାଲ ଟୁ କରିବା, ଓପନ ଇଜ ଇକ୍ୱାଲ କେତେ लो କରିବା, ହାଇ କଲେ ହାଇ ମାରିବେ, लो କଲେ लो ମାରିବେ। ତ लो ଦରକାର, ତେଣୁ ଓପନ ଇକ୍ୱାଲ୍ସ लो, ଏ ତିନିଟା ଜିନିଷ ଆଡ୍ କଲେ, ତାପରେ ରନ୍ ସ୍କାନ ଉପରେ କଲେ, ଆମକୁ 16 ଚାର୍ଟ ଦେଖାଇଲା। ସାର୍ ଷ୍ଟ୍ରାଟେଜି ଆମର ସମାନ ସବୁ ଜିନିଷ ରହିଲା। ଷ୍ଟ୍ରାଟେଜି ଅନୁଯାୟୀ ଆମେ କାମ କରିବା। ଜିନିଷ ହେଲା କାରଣ ଆମେ ଯୋଉ ଜ୍ୟାକପଟ୍ ଟ୍ରେଡ ଯୋଉ ମିଳିଥିଲା, କୋଉ ଟ୍ରେଡ ମିଳିଥିଲା ନା, ଯୋଉଟା ଓପନ ଇଜ ଇକ୍ୱାଲ ଟୁ लो ରହୁଥିଲା, ସେଥିରେ ଆମେ ଜ୍ୟାକପଟ୍ ଟ୍ରେଡ ପାଉଥିଲେ। ସେ କଣ୍ଡିସନ ଲେଖା ହେଇଛି ନା ଏଠି। ଏଠି ମୁଁ ଯୋଉ କହିଥିଲି କଣ୍ଡିସନ ଯୋଉ କହିଥିଲି କୁଆଡେ ଗଲା? ଓପନ ଇଜ ଇକ୍ୱାଲ ଟୁ लो ହଉଛି, ତାହେଲେ ଡୋଣ୍ଟ ମିସ୍ ଦ ଜ୍ୟାକପଟ୍ ଟ୍ରେଡ। ତେଣୁ ଏଇଟା ଯେହେତୁ ଆପଣ ସ୍କାନ କରି ବାହାର କରିପାରିବେ, ତ ଆ ଉପରେ କାମ କଲେ ଆପଣଙ୍କୁ ସେ ଜାଗାରେ ଅଧିକ ସକ୍ସେସ୍ ମିଳିବ। ତ କେମିତି କାମ କରିବେ, ତ ଚାର୍ଟିଂ ରେ ଆପଣ କରିପାରିବେ ବୋଲି ମୁଁ ଏଇଟା ଆପଣଙ୍କୁ ଦେଖେଇଦେଲି। ଆଉ ଗୋଟେ କୁହନ୍ତୁ, ଯେକୌଣସି ଷ୍ଟକ୍ କୁହନ୍ତୁ, ମୁଁ ଦେଖିବି। ସାର୍ ଏଇ ଯୋଉ ଚାର୍ଟିଂ ରେ ଏଟା ଶୋ କରୁଛି, ଏଇଟାକୁ କପି କରି ହବନି ଅଲଗା? ହୁଁ? ଏଇଟା କପି କରି ହବ କି ଅଲଗା? ମାନେ ଏଠୁ କପି କରିକି ଆମେ ଯୋଉ ୱାଚ୍ ଲିଷ୍ଟ ଆଡ କରିବା ପାଇଁ ନା ସେମିତି କରିହବନି? ଆପଣ ଦେଖିଲେ ଟିକେ ଟାଇପ କରିଦେବେ, ନହେଲେ ଏଠି ନାଁ ଦେଖିଲେ ଏଠି କପି କରିଦେବେ, ଏଠି କପି କରି ଆଡ କରିଦେବେ, ଏଠି କପି କରିଦେଲେ ସେଠି ପେଷ୍ଟ କରିଦେବେ। ହଁ ସେଇଟା ଆଉ କହୁଛି। ଏମିତି କଣ କପି ପେଷ୍ଟ କଲେ ୱାଚ୍ ଲିଷ୍ଟ କଣ ଆଟ ଏ ଟାଇମ ତ ପଳେଇ ଆସିବ? ନାହିଁ, ୱାଚ୍ ଲିଷ୍ଟ ଆପଣ ଗୋଟି କରିବେ। ୱାଚ୍ ଆଜ୍ଞା ଲିଷ୍ଟ ସବୁ ଆଟ ଏ ଟାଇମ ଗୋଟେ ସେକେଣ୍ଡ ଭିତରେ କରିପାରିବେନି, ଗୋଟି ଆଡ କରିବେ। ଆଜ୍ଞା। ସାର୍ ଆଜ୍ଞା। TRENT लिमिटेड को कर ले, ହୁଁ, ଟ୍ରେଣ୍ଡ TREN। हाँ ଟ୍ରେଣ୍ଡ ତ ट्रेंड। आज्ञा ଟ୍ରେଣ୍ଡ ଦେଖିବା, ହଉ ଠିକ ଅଛି, ଟ୍ରେଣ୍ଡ ଦେଖିବା। କିନ୍ତୁ ସାର୍ ଆମେ ସ୍କାନର ଦେଖିବାନି, ସ୍କାନର କୁ ହାଇଡ୍ କରନ୍ତୁ ସାର୍। ମୁଁ କଣ ସ୍କାନର ଦେଖୁଛି, ଆ ଦେହରେ ଦେଖୁଛେ ନା। ନା ନା ସେ ସ୍କାନ ଆପଣଙ୍କ ଯୋଉ ବକ୍ସ ଟାଇପ ଯୋଉଟା ସେଇଟା। ବାୟ ହେଇଛି କେତେ 17, ମାନେ ଟାଇମ କେତେଟା? ଏଇଠି ଦେଖନ୍ତୁ, ଏଣ୍ଟ୍ରି ନେଇଛି ଆପଣଙ୍କର 9ଟା 30 ରେ, ଟାର୍ଗେଟ ଦେଇଛି କେତେ? 11ଟା 5 ରେ। ନା ସାର୍ ମ୍ୟାନୁଆଲି କରିବା ପାଇଁ ମାନେ ଗୋଟେ କହୁଛି ହଁ, ମ୍ୟାନୁଆଲି। ମାନୁଆଲ ଯଦି ଆପଣ କହିବେ, ମାନେ ବ୍ରହ୍ମାସ୍ତ୍ର ପ୍ରପୋଜ ଷ୍ଟ୍ରାଟେଜି କଥା କହିଲେ, ଆପଣ ଏଣ୍ଟ୍ରି ଲା କଣ ଏଇ କ୍ୟାଣ୍ଡେଲ ହାଇରେ କରିବେ। करेक्ट ହଁ, ତାନେ ସାର୍
ये तो बहुत शॉर्ट प्रॉफिट दूची फोर्थ कैंडल रे ना करेक्ट ନା ୟା ପାଇଁ ଅଲଗା ଆଲଗୋ ପାଇଁ ଅଲଗା ଜିନିଷ ଆଦିରେ ଲଗା ହେଇଛି କଣ ଇଏ ବ୍ରହ୍ମାସ୍ତ୍ର ଅଲଗା କଣ୍ଡିସନ ହେଲା ସେଟା କ୍ଲାସରେ ମଧ୍ୟ କହିଥିଲି। ଯଦି ଫାଷ୍ଟ ଆପଣ କ୍ୟାଣ୍ଡେଲ ହାଇକି ଯଦି ବ୍ରେକ୍ କରି ଗଲାନି ଏଠି ବ୍ରେକ୍ କରି ଗଲା କି ଗଲାନି ଇଏ ମଧ୍ୟ ନା ଯାଇନି। ତ ନେକ୍ସଟ ଆମେ କଣ କରିବା ଯେ ଟ୍ରେଡ୍ ପ୍ଲାନ୍ କରିବା ଯେହେତୁ ବ୍ରେକ୍ କରି ଗଲାନି ଆମେ ନେକ୍ସଟ ପ୍ଲାନ୍ କରିପାରିବା କଣ ନା ସେକେଣ୍ଡ ଏଣ୍ଟ୍ରି ଏଇଟା ଥିଲା ଫାଷ୍ଟ ଏଣ୍ଟ୍ରି ଆମକୁ ଚାନ୍ସ ମିଳିଲାନି। ଫାଷ୍ଟ ଏଣ୍ଟ୍ରିର କଣ୍ଡିସନ ଥିଲା ଯଦି ପ୍ରଥମ କ୍ୟାଣ୍ଡେଲ ଟା ଗ୍ରୀନ ହେଇଥିବ ଭି ଉପରେ କ୍ଲୋଜ କରିଥିବ ଏଇଟା ହେଲା ପ୍ରିଭିୟସ ଡେ ହାଇ ଏ ଲାଇନଟା ହେଲା ପ୍ରିଭିୟସ ଡେ ହାଇ करेक्ट ପ୍ରିଭିୟସ ଡେ ହାଇ ଉପରେ କ୍ଲୋଜ କରିଥିବ ଭି ଉପରେ କ୍ଲୋଜ କରିଥିବ ଫାଷ୍ଟ 5 ମିନିଟ କ୍ୟାଣ୍ଡେଲ ଗ୍ରୀନ ହେଇଥିବ ନେକ୍ସଟ ତାର ଆଭବକୁ କ୍ରସ କଲା ତାହେଲେ ସେ ଜାଗାରେ ଆମେ କଣ କରିବା ଏଣ୍ଟ୍ରି କରିବା। କିନ୍ତୁ ଏ ହେଲା କଣ ଆମ ଫାଷ୍ଟ ଏଣ୍ଟ୍ରି ମିଳିଲା ନାହିଁ। नहीं ତ ସେକେଣ୍ଡ ଏଣ୍ଟ୍ରି ଆମେ କଣ କରିବା ନେକ୍ସଟ ଯୋଉ କ୍ୟାଣ୍ଡେଲ କଣ କରିବ ପ୍ରିଭିୟସ ଡେ ର ହାଇ ଉପରେ କ୍ଲୋଜ କରିଥିବ ଭି ଆପ୍ ଉପରେ କ୍ଲୋଜ କରିଥିବ। ଯଦି ଭି ଆପ୍ ଉପରେ କ୍ଲୋଜ କଲା ତାହେଲେ ସେ ଜାଗାରେ ଆମେ କଣ କରିବା ସେଇ କ୍ୟାଣ୍ଡେଲ ହାଇ ରେ ଆମେ ଏଣ୍ଟ୍ରି କରିବା। ତେଣୁ ଏଠି ଆପଣ ଏଣ୍ଟ୍ରି ଦେଲା ଦେଖୁନାହାନ୍ତି ଏଇଟା ଦେଲା हाई या हाई କେତେବେଳେ ବ୍ରେକ୍ କଲା ଏଇ କ୍ୟାଣ୍ଡେଲ ଆପଣଙ୍କୁ ଏଣ୍ଟ୍ରି ଦେଲା ଏଠି ओनली ଏଣ୍ଟ୍ରି ग्रीन କଲେ कैंडल देखिए ना सर ଏଇଟା ନାଇଁ ଗ୍ରୀନ ହଉ ରେଡ୍ ହଉ କିନ୍ତୁ ଭି ଆପ୍ ଉପରେ କ୍ଲୋଜ କରିଥିବା ଦରକାର। ଏଇଟା ଆର କ୍ଲୋଜିଂ ଟା ଅଛି ନା ଭି ଆପ୍ ଉପରେ ଆର କ୍ଲୋଜିଂ କେତେ ଅଛି ଭି ଆପ୍ ତଳେ ଅଛି ଏଇଟା ଆର କ୍ଲୋଜିଂ ଟା କଣ ଭି ଆପ୍ ତଳେ ଆସିଗଲା। ତେଣୁ ଯେତେବେଳେ କଣ ଭି ଆପ୍ ଉପରେ କ୍ଲୋଜିଂ କରିବ ଗ୍ରୀନ କ୍ୟାଣ୍ଡେଲ ଆପଣ ପାଇଁ ବେଟର କାରଣ ବୁଲିଶ ରହିଲେ ଆପଣ ଜାଣିବେ ଗ୍ରୀନ କ୍ୟାଣ୍ଡେଲ ବେଟର। ତ ଯେତେବେଳେ କ୍ଲୋଜ କଲା ତାପରେ ଏଇ କ୍ୟାଣ୍ଡେଲ ଏଣ୍ଟ୍ରି କଲା ଉପରକୁ ଗଲା ତାପରେ ସେ ଫିର ତଳକୁ ଆସିଲା କାରଣ ଯେହେତୁ ଆମର ଦିଆଯାଇଛି କଣ ଏସଏଲ ଦିଆଯାଇଛି ଟାର୍ଗେଟ ଦିଆଯାଇଛି ଏଇଟା ହେଲା ଏସଏଲ ଆଉ ଏଇଟା ଦିଆଯାଇଛି କଣ ଟାର୍ଗେଟ ଅଛି ତ ଏସଏଲ କୁ ସେ ହିଟ୍ କଲାନି ମାର୍କେଟ ବହୁତ ସମୟ ତଳେ ଅଛି ଦେଖୁଛନ୍ତି ନା ବହୁତ ସମୟ ତଳେ ଅଛି ଆପଣ ଲସ୍ ଦେଖେଇଛି ଲସ୍ ଦେଖୁନ ତାପରେ ଟାର୍ଗେଟ ହିଟ୍ କରିଛି ଆହୁରି ଉପରକୁ ଯାଇଛି କିନ୍ତୁ ଏ ଜାଗାରେ ଆମର ଟାର୍ଗେଟ ହିଟ୍ ହେଇଯାଇଛି। ଏଇ କ୍ୟାଣ୍ଡେଲ ଆମର ଟାର୍ଗେଟ ହେଇଯାଇଛି କେତେବେଳେ ନା ବହୁତ ସମୟ ଲେଟ୍ ରେ ହେଇଛି କେତେ 11:05 ବେଳେ ଆମକୁ ଟାର୍ଗେଟ ଦେଇ ଦେଇଛି ମାର୍କେଟ ଆସିଛି ଆପଣ ଏଣ୍ଟ୍ରି ପରେ ଏଇଠି ଏଣ୍ଟ୍ରି ହେଲା ତଳକୁ ଆସିଛି ଲସ୍ ଦେଇଛି ଆପଣ ଏଣ୍ଟ୍ରି ହେଲା କେତେ ନା 5708 ରେ ଏଣ୍ଟ୍ରି ହେଇଛି लो ବି ମାରିଛି 5678 लो ବି ମାରିଛି କିନ୍ତୁ ଆପଣ ଏସଏଲ 700 ଟଙ୍କା ଯୋଉ ଏସଏଲ ଦିଆଯାଇଛି କାରଣ ଏଇଟା ଆମ କ୍ୱାଣ୍ଟିଟି କିଣା ହେଇଛି 17 25,000 କ୍ୟାପିଟାଲ ଡିଭାଇଡ 25,000 ତଳେ ଯୋଉ କ୍ୟାପିଟାଲ ଟା ରହିବ ତେଣୁ ସେ ଆଉ ଏସଏଲ ଆପଣ ହିଟ୍ କରିନି ଆପଣ ବସିକି ରହିଲେ ତାପରେ ସେ କଣ କରିଛି ନା ଟାର୍ଗେଟ ହିଟ୍ କରିଛି। ତେଣୁ ଏ ଜାଗାରେ ଆପଣ କଣ ବସିକି ରହୁଛନ୍ତି ତାହେଲେ ସେ ଜାଗାରେ ଆପଣ ଟାର୍ଗେଟ ହିଟ୍ ପାଇଲେ। ଦେଖନ୍ତୁ ଏ ଜାଗାରେ ଦେଇଛି ଆପଣ ସୁପର ବାଏ ଯୋଉଟା ଓପନ ଇଜ୍ लो ହବ ତାହେଲେ ସେ ଜାଗା ସୁପର ବାଏ ଦବ। ଆଉ ଗୋଟେ କୁହନ୍ତୁ ଆଉ ଗୋଟେ ଯେକୌଣସି ଷ୍ଟକ୍ କୁହନ୍ତୁ ଏସିଆନ ପେଣ୍ଟ ଓକେ ଏସିଆନ ପେଣ୍ଟ ଦେଖିବା କଣ ହେଇଛି ଏସିଆନ ପେଣ୍ଟ କଣ ହେଇଛି ଦେଖନ୍ତୁ ଏଠି ଆପଣ ଫାଷ୍ଟ ଏଣ୍ଟ୍ରି ମିଳିଗଲା କଣ ନା ଏଇ କ୍ୟାଣ୍ଡେଲ ତ ହାଇ କେତେବେଳେ ବ୍ରେକ୍ କଲା ଏଇଠି ଆପଣ ଏଣ୍ଟ୍ରି ମିଳିଗଲା ଏସଏଲ ହେଲା ଏଇ ଜାଗାରେ ଟାର୍ଗେଟ ହିଟ୍ କରିଦେଇଛି ଟାର୍ଗେଟ କେତେ 9:40 ରେ ଟାର୍ଗେଟ ହିଟ୍ ମାର୍କେଟ ଉପରକୁ ଯାଇଛି ବଟ୍ ଏଇ ଜାଗାରେ ଆମର ଟାର୍ଗେଟ ହିଟ୍ ହେଇଗଲା କ୍ୱାଣ୍ଟିଟି କେତେ କିଣିଛି 33 ଟା କ୍ୱାଣ୍ଟିଟି କିଣିଛି 25,000 ଟଙ୍କା 25,000 କ୍ୟାପିଟାଲ ୟୁଜ ହେଲା 12 ଟଙ୍କା ପ୍ରଫିଟ୍ ଦେଇଦେଲା। ଆଉ ଗୋଟେ ଷ୍ଟକ୍ କୁହନ୍ତୁ सर ଏଠି ଷ୍ଟପ୍ ଲସ୍ ଟା ଯେତିକି ଅଛି 700 ଷ୍ଟପ୍ ଷ୍ଟପ୍ ଲସ୍ ଲସ୍ ଟା କୋଉଟା 700 ହେଲା ଷ୍ଟପ୍ ଲସ୍ ଆଉ ଟାର୍ଗେଟ ହେଲା 1200। ଷ୍ଟପ୍ ଲସ୍ 700 ଟାର୍ଗେଟ 1200 କ୍ୱାଣ୍ଟିଟି ହେଲା କେତେ କ୍ୱାଣ୍ଟିଟି ନେଇଛି ସେମିତି 33 ଏଇଟା ସାର୍ କେତେ ପରସେଣ୍ଟେଜ ହଉଛି ଏଇଟା ଯେମିତି କି ଗୋଟେ ଷ୍ଟକ୍ ର ଆମେ ଏଣ୍ଟ୍ରି ପଏଣ୍ଟ ହେଲା 3030 0.7 ଲସ୍ ହେଲା 0.7% ଟାର୍ଗେଟ ହେଲା 1.2%। ଏଠି ଅଲରେଡି ଦିଆ ହେଇଯାଇଛି ଆପଣ କିଛି କାଲକୁଲେସନ କରିବା ପାଇଁ ପଡିବନି ଏଠି ଅଲରେଡି ଏଠି ସଫ୍ଟୱେରରେ ଅଲରେଡି ଜିନିଷ କରି ଦିଆଯାଇଛି ସେ ଅଟୋମେଟିକ ସବୁ ଜିନିଷ କରିଦେବ ଆପଣ କିଛି କରିବା ପାଇଁ ପଡିବନି ଏ ଜାଗା ଦେଖୁନାହାନ୍ତି ଦିଆହେଇଛି ଅଲରେଡି ଦିଆହେଇଛି ଏ ଜାଗାରେ କଣ ଦିଆହେଇଛି ଏଠି ଦେଖନ୍ତୁ ଏସଏଲ ହେଲା 0.7% ଟାର୍ଗେଟ ହେଲା 1.2%
ଏଠି ଲସ୍ ଟା ବି ଆଉ ଡିଫାଇନ୍ କରି ଦିଆଯାଇଛି 700 ଟଙ୍କା ଲସ୍। ମାନେ ଦିଟା ଜିନିଷ ଦିଆ ହେଇଛି ଯେମିତି କି 700 ଟଙ୍କାରେ ଆଉ ଅଧିକା ଲସ୍ ହବନି। ସାର୍ ଆମେ ତ ଏଟା ଅଟୋମେଟିକ ମ୍ୟାନୁଆଲି ବି ସବୁ ଜିନିଷ କରିପାରିବୁ ହଁ ମାନୁଆଲ କରିପାରିବେ। ମିନ୍ସ ଏଣ୍ଟ୍ରି ଯେଠି ଏଣ୍ଟ୍ରି ହେଉଛି ସେଠୁ 700 ଟଙ୍କା କେଠି ଯାଉଛି ସେଟା ଷ୍ଟପ୍ ଲସ୍ ହବ। ହଁ ଆପଣ ଡିଭାଇଡ କରିଦେବେ 25,000 ଟଙ୍କା କ୍ୟାପିଟାଲ ଗୋଟେ ଷ୍ଟକ୍ 25,000 ନେବେ। ଗୋଟେ ଷ୍ଟକ୍ କେତେ ନେବେ 25,000 ଟଙ୍କା। ସପୋଜ ଆପଣ ଏସିଆନ୍ ପେଣ୍ଟ କିଣିବା ପାଇଁ ଚାହୁଁଛନ୍ତି ମାନୁଆଲ ଯଦି କରିବା ପାଇଁ ଚାହିଁବେ ଦେଖନ୍ତୁ କହିଦେଉଛି ଏସିଆନ୍ ପେଣ୍ଟ ଏଠି ଲେଖିଦେବେ। ଆପଣ କେତେଟା ଏସିଏନ୍ ଅଟୋମେଟିକ ପଳେଇ ଆସିଲା କିନ୍ତୁ ଆପଣ ତ ଅଟୋମେଟିକ ସେସବୁ ଜିନିଷ ହବନି ମାନୁଆଲ ଯୋଉ କରୁଛନ୍ତି। ଏଠି ଦେଖନ୍ତୁ ଏସିଆନ୍ ପେଣ୍ଟ ଆଡ୍ କରିଦେଲେ ବସିକି ରହିବେ 700 ଟଙ୍କା ହେଲେ ବାହାରି ଯିବେ। 700 ଟଙ୍କା ଲସ୍ ଯେତେବେଳେ ଯାଉଛି ବାହାରି ଯିବେ। ଦେଖନ୍ତୁ ଏଠି ତ ଆପଣ କିଣିବେ ଦେଖନ୍ତୁ ଇଣ୍ଟରଡେ ତ ଆପଣ କରୁଛନ୍ତି ଗୋଟା କିଣିଲେ ଆପଣ କେତେ ପଡୁଛି ଏଇଠି ଜାଣି ଦେଇପାରିବେ 616 ଟଙ୍କା ପଡୁଛି। ଦେଖନ୍ତୁ ଇଏ କେତେ କ୍ୱାଣ୍ଟିଟି କିଣିଛି 33 କ୍ୱାଣ୍ଟିଟି କିଣିଛି ମିନ୍ସ 25,000 ଭିତରେ ରହିବ କ୍ୟାପିଟାଲ 20 ରୁ 25,000 ଭିତରେ କ୍ୟାପିଟାଲ ରହିବ। ତ ଏ ଜାଗାରେ ଆପଣ ଦେଖନ୍ତୁ 37 କ୍ୱାଣ୍ଟିଟି କିଣନ୍ତି କେତେ ଟଙ୍କା ପଡୁଛି 22,824 ଟଙ୍କା ପଡୁଛି। ତ ଆପଣ ଏମିତି କ୍ୱାଣ୍ଟିଟି ମାରିଦେବେ ଏକ୍ଜାକ୍ଟଲି ନ ଜାଣି ପାରୁଛନ୍ତି ଆପଣ ସପୋଜ ଫାଷ୍ଟ ମାରିଲେ 30 ଦେଖିଲେ କେତେ ହଉଛି 18,000 ଟଙ୍କା ଆଉ ମୁଁ ଅଧିକା ନେଇପାରି 37 ଅଛି ଆପଣ 38 ମାରନ୍ତୁ 23,000 ଟଙ୍କା ଅଛି। ଆଉ ଚାହିଁବେ ଆଉ ଗୋଟେ କ୍ୱାଣ୍ଟିଟି ବଢେଇବା ପାଇଁ ବଢେଇ ପାରିବେ 39 39 24,000 39 କ୍ୱାଣ୍ଟିଟି ବି ନେଇପାରିବେ। ତ ନେଲେ କଣ ହବ ଆ ଦେହରେ ଆପଣ ଜାଣିପାରିବେ ଷ୍ଟପ୍ ଲସ୍ 700 ଟଙ୍କା ହେଲେ 700 ଟଙ୍କାରେ ମୁଁ ବାହାରି ଯିବି ପ୍ରଫିଟ କେତେ 1200 ଟଙ୍କା। କିନ୍ତୁ ଏଠି ଦେଖ ମାନୁଆଲ ଟ୍ରେଡ୍ ଆଲଗୋ ସିନା ଏଠି ଅଟୋମେଟିକ ସ୍କୋୟାର ଅଫ୍ କରିଦେବ ତାର ଟାର୍ଗେଟ ଦିଆଯାଇଛି କିନ୍ତୁ ଆପଣ ଦେଖନ୍ତୁ ମାର୍କେଟ ଉପରୁ ଯାଉଛି କାହିଁ ବାହାରିବେ ବସିକି ଥିବେ ବଡ ପ୍ରଫିଟ କରିଦେଇ ପାରିବେ। ନଚେତ ଆପଣ ଚାହିଁବେ ନା ମୁଁ ଏ ଜାଗାରେ ବାହାରି ଯିବା ପାଇଁ ଚାହୁଁଛି ତ ବାହାରି ଯାଇ ପାରିବେ। ଷ୍ଟପ୍ ଲସ୍ ଟ୍ରେଡ୍ ବି କରିପାରିବେ ନା। ହଁ ଷ୍ଟପ୍ ଲସ୍ ଟ୍ରେଡ୍ କରିପାରେ। ଦେଖନ୍ତୁ ଶୁଣନ୍ତୁ ଏଠି ମାନୁଆଲ ଟ୍ରେଡ୍ କଲାବେଳେ କଣ କରାଏ ଆଲଗୋ ସିନା ଯାହା ବାହାରିବନି ଆଲଗୋଟା नो ସାଇକେଲ ନଥିଙ୍ଗ ରହିଲା କିଛି ଜାଗାରେ ଏ ଜାଗାରେ ଦେଖନ୍ତୁ ଆପଣ ଏ ଜାଗାରେ ଏଣ୍ଟ୍ରି କଲେ ଏଣ୍ଟ୍ରି କଲା ପରେ ଦେଖନ୍ତୁ ଇଏ ଉଠି ଯାଇଛି କେତେ 3,032 ରୁ ସେ ଯାଇଛି କେତେ ଏ ଜାଗାରେ 3,054। ଆପଣ ଚାହିଁବେ ନାହିଁ ଏଇଠି ତଳକୁ ଖସିଲା ମୁଁ ଏଇଠି ବାହାରିବାକୁ ଚାହିଁବି କାଳେ ମୋ ଲସ୍ ହେବ ବୋଲି କାରଣ ମାନୁଆଲ ଟ୍ରେଡ୍ କଲେ ଏହା ହିଁ ପ୍ରୋବ୍ଲେମ ହବ। ଆପଣ ବସି ପାରିନି ଏଇଠି ଦେଖନ୍ତୁ ସେ ତଳକୁ ଆସିଛି ନା ଆପଣ ଏ ଜାଗାରେ ବସି ପାରିବେନି। ମାନୁଆଲ ଟ୍ରେଡ୍ ସାଇକୋଲୋଜି ୟୁଜ ହୁଏ ଉପରୁ ତଳକୁ ଖସିଲେ ଆପଣ ବସିପାରିବେ ପ୍ରଫିଟ ବୁକ୍ କରିଦେବେ। ଯଦି ଚାହୁଁଛନ୍ତି ପ୍ରଫିଟ ବୁକ୍ କରିଦେଇ ପାରିବେ ଆଉ ନହେଲେ ଯଦି ଚାହିଁବେ ନା ଷ୍ଟ୍ରିକ୍ଟଲି ବସିବେ 700 ଟଙ୍କା ଲସ୍ ନେବେ ନହେଲେ 1200 ଟଙ୍କା ପ୍ରଫିଟ ନେବେ। ଯଦି ବସିକି ରହିବେ ଲସ୍ ଟାର୍ଗେଟ ପାଇପାରିବେ। ଯଦି ଆପଣ ସେତିକି ନ ରହୁଛି ଫିୟର ଫ୍ୟାକ୍ଟର ରହୁଛି ଆରେ 1,000 ଟଙ୍କା ପ୍ରଫିଟ ଦଉଛି ମୁଁ ପୁଣି ଲସ୍ କନଭର୍ଟ ହେବି ନାଇଁ ମୁଁ ମୋର 500 ଟଙ୍କା ବାହାରି ଯିବି ବାହାରି ଯାଇପାରିବେ କିଛି ଅସୁବିଧା ନାହିଁ। କିନ୍ତୁ ମାନୁଆଲ ଟ୍ରେଡ୍ କଲେ ସାଇକୋଲୋଜି ସେଟା ରୁହେ କିନ୍ତୁ ଆଲଗୋ ତ ସେଟା ହବନି। ଆଲଗୋ କଣ ଆଇଦର ସେ ଲସ୍ କରିବ ନହେଲେ ପ୍ରଫିଟ କେଠି ଆପଣଙ୍କୁ ଦବ। ସାର୍ ଏଥିରେ ତ ଟାର୍ଗେଟ ଷ୍ଟପ୍ ଲସ୍ ତ ଲଗେଇ ହବ କୋଉଥିରେ ଲଗେଇବା କଥା କହୁଛନ୍ତି? ଜିରୋ ଧାରେ। ହଁ ଆପଣ ମାନୁଆଲ ଟ୍ରେଡ୍ କଲାବେଳେ ଯାହା ଲଗେଇକି କରିପାରିବେ ଜିରୋ ତ ଏବେ ତ ଆସିନି ନୂଆ ଫିଚର ଆସି ଲଗେଇକି କରିପାରିବେ। ଜିରୋ ତ ଏବେ ନୂଆ ଆଲଗୋର ଫିଚର ଦେଇଛୁ ଆଜି ନୋଟିଫିକେସନ ଆସିଥିଲା ତ ଷ୍ଟପ୍ ଲସ୍ ଟାର୍ଗେଟ ଦେଇପାରିବେ ଲଗେଇ ଛାଡିଦେବେ। ଷ୍ଟପ୍ ଲସ୍ ଟାର୍ଗେଟ ସେ ଆଲିସ୍ ବ୍ଲୁରେ ବି ଅଛି ତ? ମୁଁ ଭାଇ ମୁଁ କେବେ ଷ୍ଟପ୍ ଲସ୍ ଟାର୍ଗେଟ ଲଗେଇକି କେବେ ଟ୍ରେଡ୍ କରିନି। ଆଜ୍ଞା ମୁଁ ଲଗେଇକି କରିନି। ଆପଣ ନାଇଁ ସାର୍ ଲଗେଇକି କରିପାର ସବୁ ସବୁ ବ୍ରୋକରରେ ଏବେ ବିଭିନ୍ନ ପ୍ରକାର ଫାସିଲିଟି ଆସିଲାଣି ଆପଣ ମାନେ ସବୁ କରିପାରିବେ। ଏବେ ଜିରୋ ଧାରା ଆଜି ମୁଁ ନୋଟିଫିକେସନ ଦେଖୁଥିଲି ଯେ ଏସଏଲ ଟାର୍ଗେଟ ପାଇଁ ସେ ନୂଆ ନୂଆ ଫିଚର ଆସିବ ଅବଶ୍ୟ ତାପରେ କ୍ଲିକ୍ କରିନି ଆପଣ କରିପାରିବେ। କିନ୍ତୁ ଜେନେରାଲ ମୁଁ ଏସଏଲ ମାନେ ମାନେ ବ୍ରୋକରକୁ ଦିଏନି ଯେ ଷ୍ଟପ୍ ଲସ୍ ଟାର୍ଗେଟ ଦିଏନି ମୁଁ ଦିଏନି ସମସ୍ତେ ଟ୍ରେଡିଂ ଷ୍ଟାଇଲ ଅଲଗା ଅଲଗା ମୁଁ ଷ୍ଟପ୍ ଲସ୍ ଟାର୍ଗେଟ ଦେଇକି କାମ କରେନି। ଆପଣ କରିପାରିବେ ଆଉ ଦେଖ 700 ଟଙ୍କା ଲସ୍ ଦେଇଦେବେ ଟାର୍ଗେଟ ଦେଇଦେଲେ ବାସ୍ ବସିକି ରହିଲେ ଟାର୍ଗେଟ ହିଟ୍ ହେଲା କଟିଲା ନହେଲେ ଏସଏଲ ହିଟ୍ ହେଲା କଟିଲା କରିପାରିବେ। ସାର୍ ମୁଁ ଆଜି ଗୋଟେ ଭିଡିଓ ଦେଖୁଥିଲି ସେ ଭିଡିଓରେ ଅଛି ଯେ ୱାନ୍ ଏଇ ଯୋଉ ସରି ଡ୍ୟାସବୋର୍ଡ ଯାଇକି ଯୋଉ ଅଛି ଆମର ୱାନଲି ଅପସନ ସେଥିରେ ହଁ ଯାଇକି ଟାର୍ଗେଟ ହଁ ଲଗେଇ ପାରିବେ। କରିପାରିବେ ହଁ ୱାନଲି ଅପସନ ଯାଇ କରିପାରିବେ। କିନ୍ତୁ ମୁଁ ୟୁଜ କରିନି ଏ ଫିଚର ମୁଁ ଷ୍ଟପ୍ ଲସ୍ ଟାର୍ଗେଟ ଦେଇକି କରିନି କେବେ କାହିଁକି ଯେହେତୁ ମୁଁ ସ୍କ୍ରିନ ଆଗରେ ବସିକି ରହୁଛି ନା ତେଣୁ ମୁଁ କଣ ମୁଁ ପୁରା 9ଟାରୁ କଣ 3:30 ପର୍ଯ୍ୟନ୍ତ ମାନେ 24 ଘଣ୍ଟାରୁ ପ୍ରାୟ 16 ରୁ 17 ଘଣ୍ଟା 16 ଘଣ୍ଟା ପାଖାପାଖି ମୁଁ ସ୍କ୍ରିନ ଆଗରେ ବସିକି ରହୁଛି ଦିନ ସାରା ସବୁବେଳେ ବସିକି ରହୁଛି।
ଘରୁ ତ ବାହାରିବାର ନାହିଁ, ମୋ ଉପରେ ସୂର୍ଯ୍ୟ କିରଣ ପଡିବାର ନାହିଁ, ମୁଁ ଘରେ ସବୁବେଳେ ବସିକି ରହିଲି। ସକାଳୁ ଉଠିଲି ତ ସିଷ୍ଟମ ଆଗରେ ବସିକି ରହିଲି। ତେଣୁ ମତେ ଏସବୁ ଜିନିଷ ଲଗେଇବା ପାଇଁ ପଡେନି, ଯେହେତୁ ମୁଁ ବସିକି ରହୁଛି। ମୁଁ ମାନୁଆଲ ସବୁ ଜିନିଷ କରିପାରେ, ମୁଁ ଲଗେଇ କରେନି। କାରଣ ମୁଁ ଜାଣିଛି କେତେବେଳେ ମୁଁ ପଶିବି କେତେବେଳେ ବାହାରି, ମୁଁ ଫିନିସିଂ ଅନୁଯାୟୀ ମୁଁ କାମ କରେ। କିନ୍ତୁ ଯେହେତୁ ଆପଣ ଯଦି କରିବା ପାଇଁ ଚାହିଁବେ, ବହୁତ ତ ସବୁ ଆଡଭାନ୍ସ ଫିଚର ଆସ୍ତେ ଆସ୍ତେ ମିଳିଲାଣି ସବୁ ବ୍ରୋକରରେ, ଆପଣ କରିପାରିବେ। ଆଉ କରିପାରିବେନି କାହିଁକି? ଯୋଉଟା ଫିଚର ମିଳୁଛି କରିପାରିବେ। ଜିରୋଧାର ବି ଆହୁରି ଫିଚର ବି ଅଛି, ଆପଣ ଲଗେଇବା ପାଇଁ ପଡିବନି। ଲାଇନ ଟା ଟାଣିକି ଏଇଠି, ଲାଇନ ଟା ଏଇଠୁ ଟାଣିଲେ ଏଇଠି ଲଗେଇଦେଲେ ସେ ସେଠି ଲାଗିଗଲା ସେଠି। ମାନୁଆଲି କିଛି ଚେଞ୍ଜ କରିବା ପାଇଁ ପଡିବନି। ଚାର୍ଟ ଆପଣ ଯୋଉ ଚାର୍ଟ ଆଇକୁରେ ଯଦି ଲଗେଇକି କରିବେ, ଏଇ ଖାଲି ଲାଇନ ଟାକୁ ଏଇଠି ଟାଣିଲେ ଏଇଠି ପକେଇଲେ ଷ୍ଟପ ଷ୍ଟ୍ରେଲ ହେଇଗଲା ଅଟୋମେଟିକ। ମାର୍କେଟ ଯେତେ ଉପର ଆଡ୍ସ ବି ଚାଲିଥିବ ଆପଣ ସେଠି ଲାଇନ ଅଛି ଟା ସାର୍, ଟାଣିକି ପକେଇଦେବେ। ଆଡ୍ସ ବି ଅଛି ସାର୍ ଆମର। ତେଣୁ ମାନେ ସବୁ ସାର୍ ସବୁ ବ୍ରୋକରରେ ଅଲଗା ଅଲଗା ଫାସିଲିଟି ଆସିଲାଣି, ଆପଣ କରିପାରିବେ। ଚାର୍ଟ ଆଇକ୍ୟୁରେ ଆମେ 11ଟା ଷ୍ଟପେଜଟା ଲଗେଇଲେ ଏଟା 12ଟା ପଡିବ ଅଟୋମେଟିକ ନା କଣ? ଦେଖିବେ ଦେଖିବେ, ମୁଁ ଫିଚର ୟୁଜ କରିନି, ଆଚ୍ଛା ମାନେ ଅଛି ଏ ଫିଚର, ଆପଣ ୟୁଜ କରିପାରିବେ ସବୁ। ତେଣୁ ବିଭିନ୍ନ ବ୍ରୋକରରେ ସେମିତି ଆ ଦେହରେ ମଧ୍ୟ କାହା ଦେହରେ ଧନରେ ସେମିତି କିଛି କିଛି ଜିନିଷ ନୂଆ ଜିନିଷ ସବୁ ଦଉଛନ୍ତି। ଫାୟାର ସେମିତି କିଛି ନୂଆ ନୂଆ ଜିନିଷ ସବୁ ଆଡ ହେଉଛନ୍ତି। ସବୁ ବ୍ରୋକରରେ ଅଲଗା ଅଲଗା ଫିଚର୍ସ ଆଡ ହଉଛି। ତ ଯୋଉ ଯୋଉ ଫିଚର ଅଛି ଆପଣ ଯୋଉ ଯୋଉ ବ୍ରୋକର ସବୁ ୟୁଜ କରୁଛେ, ତ ସେଇ ବ୍ରୋକର ଅନୁଯାୟୀ ଆପଣ କରିପାରିବେ ସବୁ। ଓକେ, ଚାଲନ୍ତୁ ଆଉ କାହାର କ୍ୱେଶ୍ଚିନ୍, ଆ ଉପରେ କ୍ୱେଶ୍ଚିନ୍ ଅଛି କିଛି କୁହନ୍ତୁ। ବ୍ରୋକର ଉପରେ ଆପଣ ନିଜେ ନିଜେ ସବୁ ଏକ୍ସପେରିମେଣ୍ଟ କରି କରିବେ। ବାଲକୃଷ୍ଣ ହ୍ୟାଲୋ ଆଜ୍ଞା। ସାର୍, ସ୍କାନରଟା ଟିକେ ଆଉ ଥରେ କହିବେ? ଚାର୍ଟ ସ୍କ୍ରିନ୍ ହୁଁ ଚାର୍ଟିଂ ସ୍କାନରଟା ସାର୍। ଚାର୍ଟିଂ କହିଲି ପୁରା ଦିଥର କହିଲେ, ଆଉ ପୁଣି କହିବି ଆଉ ଥରେ? ହଁ ସାର୍, ଟିକେ ସାର୍ ଏ କୁହନ୍ତୁ। ଯୋଉ ଅଲଗୋର ଆମେ ମଝିରେ ପଶିକି ପ୍ରଫିଟ ବୁକ୍ କରିପାରିବାନି, ନା। ତ ତାର ଅଟୋମେଟିକ ଚାଲିବ। ହଁ, ଆପଣ ମାନୁଆଲ କରିପାରିବେନି। ମାନୁଆଲ ଯଦି ବୁକ୍ କରିବା ପାଇଁ ଚାହିଁବେ ଆମେ କରିପାରିବୁ। ଆମ ସର୍ଭରରୁ ଆମେ ଯାହା କରିବୁ ସେଇଆ ହବ। କିନ୍ତୁ ଆପଣଠି ଆପଣ ଏମିତି କରିପାରିବେନି। ଯଦିଓ କରିବେ ତାର ଅପୋଜିଟ ରେଟ୍ ଯିବ। ଆପଣ ମାନୁଆଲି ଗୋଟେ ପ୍ରଫିଟ ବୁକ୍ କରିଦେଲେ, 1000 ଟଙ୍କା ଚାଲିଛି ବୁକ୍ କରିଦେଲେ, ସେତେ ଆମେ ବନ୍ଦ ଟ୍ରେଡିଂ କରିଦବୁ, କଣ ସିଷ୍ଟମ ବନ୍ଦ ବନ୍ଦ କରିଦେବେ? କରିଦବୁ। ସିଷ୍ଟମ ବନ୍ଦ କଲେ କଣ ଆପଣ ସିଷ୍ଟମ ସେ ଚାଲିଛି କି? ଏଇଭଳିଆ ଓହୋ। କ୍ଲାଉଡ ସର୍ଭରରେ ଆମ ସର୍ଭରରେ ଚାଲିଛି। ଆପଣ ଯଦି ସେପୋର୍ଟ ଆଜ୍ଞା କରିବେ ଅସୁବିଧା ହବନି କି? ଆଜ୍ଞା ଆଜ୍ଞା। ତେଣୁ ବନ୍ଦ କରିଦେଲେ କଣ ହବ? ଆପଣ ଯୋଉ ବାୟ ଅର୍ଡର ଯାଇଥିବେ, ତାପରେ ସେଲ ଅର୍ଡର ଯିବନି। ସେଲ ଅର୍ଡର ଦେଲେ ଗଲା ବେଳକୁ ସେ ଆଉଥରେ ସେଲ କରିଦବ। ସାର୍ ଗୋଟେ କ୍ୱେଶ୍ଚିନ୍ ଥିଲା, ଆକ୍ଚୁଆଲି ଆଜ୍ଞା। ଆପଣ ତାହେଲେ ଇଏ ଆମର ଯୋଉ କେବଳ ଆକାଉଣ୍ଟରୁ ବାଜିବ ଆଉ। ହଁ। ଟ୍ରେଡ୍ ଚାଲିଥିବ, ଆଜ୍ଞା। ଯୋଉ ଟାଇମରେ ଆପଣ ଯୋଉ ଦେଖେଇଲେ ଟାର୍ଗେଟ ଷ୍ଟପ ଲସ୍, ଏଇ ଯୋଉଟା ଆପଣ ଦେଖଉଛି ଆପଣ ସ୍କ୍ରିନରେ, ଆଜ୍ଞା। ସେଇଟା କଣ ବି ଶୋ କରିବ ନା କେବଳ ଆପଣଙ୍କ ପାଇଁ ସେଇଟା? ଏଇଗୁଟା, ହଁ ସେଇଟା। ନା, ଏଇଟା ଆମକୁ ସହ କରିବୁ। ଆପଣ ଯଦି ଚାହିଁବେ ଆର ସବସ୍କ୍ରିପସନ ନେବା ପାଇଁ, ଆର ସବସ୍କ୍ରିପସନ ପ୍ଲାନିଂ ମଧ୍ୟ ଅଛି। 15 ଦିନ ପରେ ସବସ୍କ୍ରିପସନ ମିଳିବ ଆର। ଆଜ୍ଞା ମାନେ ଏଇଟା ଆପଣ ଦେଖିବା ପାଇଁ, ଅଟୋମେଟିକ ଯୋଉ ଦେଖିବେ, ଏଇଟା ଯୋଉ ଆପଣ ଦେଖିବା ପାଇଁ ଅଗଷ୍ଟ 15 ପରେ ଆର ସବସ୍କ୍ରିପସନ ମିଳିବ। ମିନ୍ସ ଆଚ୍ଛା ଆପଣ ଆର ଯୋଉ ସବସ୍କ୍ରିପସନ, ଯୋଉ ଟ୍ରେଡିଂ ପୁରା ସବସ୍କ୍ରିପସନ 3 ମାସକୁ 3000 ଟଙ୍କା ଅଛି, ଆଜ୍ଞା 3 ମାସକୁ 3000 ଟଙ୍କା, ଏଇଟା ତା ସହିତ, କାରଣ ତା ସହିତ ଏଇଟା ହବ, କାରଣ ଏଇଟା ହିଁ ଏଇଟା ସହିତ ଦିଟା ଇଣ୍ଟରଲିଙ୍କ ଅଛି। ଆ ସହିତ ଆଜ୍ଞା ଆପଣ ଯଦି ନେବେ 3 ମାସ ସବସ୍କ୍ରିପସନ, ତାହେଲେ ଆ ପାଇଁ ଫିସ୍ ଅଛି 4500। ଏଇଟା କିନ୍ତୁ ଅଗଷ୍ଟ 15 ପରେ ମିଳିବ। ମାନେ ଆଲଗୋ ପାଇଁକା। ଆଲଗୋ ନୁହଁ, ଏଇଟା ଆପଣ ଆଲଗୋ ହବନି। ଆପଣ ସ୍କ୍ରିନରେ ମୁଁ ଯେମିତି ଦେଖୁଛି, ଆପଣ ଏଇଟା ଆଜ୍ଞା ସେମିତି ଦେଖିପାରିବେ। ଆଚ୍ଛା ଆଚ୍ଛା ୱେବସାଇଟ ଅଟୋମେଟିକ ଟ୍ରେଡ୍ ୱେବସାଇଟରେ। ଯିବନି, ଅଟୋମେଟିକ ଟ୍ରେଡ୍ ଯିବନି। ଆଜ୍ଞା ଆପଣ ଆଜ୍ଞା ସ୍କ୍ରିନରେ ଦେଖିପାରିବେ। ଏବେ ଆପଣ ଦେଖୁଛନ୍ତି, ଏମିତି ଦେଖୁଛନ୍ତି, କେମିତି? ଏବେ ଆପଣ ଏମିତି ଦେଖୁଛନ୍ତି। ଏମିତି ଦେଖିକିରି ଆପଣ ଷ୍ଟ୍ରାଟେଜି ଯେମିତି ହାଇକି ବ୍ରେକ୍ କଲେ ଟ୍ରେଡ୍ କରିବେ। ମାରୁତି ଦିଆଯାଇଥିଲା, ମାରୁତି ଯେ ଟ୍ରେଡ୍ କରିଥିବେ, ଦେଖନ୍ତୁ ଏଇଠି ଏକାଥରେ 300 ପଏଣ୍ଟ ମୁଭ୍ କରୁଛି। ତ ହାଇକି ବ୍ରେକ୍ କଲେ ତ ଆପଣ ପଶିଲେ 300 ପଏଣ୍ଟ ପ୍ରଫିଟ। ମାନେ ଭାବନ୍ତୁ ମାଲାମାଲ ଏଇ ଜାଗାରେ ହେଇଛି। ଗୋଟାଏ ଖାଲି ଗୋଟାଏ କ୍ୱାଣ୍ଟିଟି କିଣିଥିଲେ ମଧ୍ୟ 300 ଟଙ୍କା ପ୍ରଫିଟ। ଯେତେଟା କ୍ୱାଣ୍ଟିଟି କିଣିଥିବେ ସେତେ, 10ଟା କ୍ୱାଣ୍ଟିଟି କିଣିଥିଲେ 3000 ଟଙ୍କା ପ୍ରଫିଟ। 100 କିଣିଥିଲେ, ଏଠି ତ ଶୋ କରୁନି ସାର୍ କିଛି। କୋଉଠି ଶୋ କରୁନି? ଏଇ ଯୋଉ ସ୍କ୍ରିନ୍ ଟା ଏବେ ଦେଖଉଛି। ଏଇଠି ଆପଣ ଏଇଟା ଦେଖୁଛନ୍ତି, ହୁଁ, ଆପଣ ଆପଣ ନେଇଛନ୍ତି ଏଇଟା, ଆଜ୍ଞା ଆପଣ ନେଇଛନ୍ତି ଏଇଟା, ଏଇଟା ଏମିତି ଆପଣ ଦେଖିବେ। ଏଇଟା ଅଲଗା, ଏଇଟା ଅଲଗା, ଏଇଟା ଇଣ୍ଡିକେଟର, ଏଇଟା ଆପଣ ୟୁଜ କରୁଛନ୍ତି ସ୍କାନର, ଏଇଟା ସ୍କାନର ଦେଖୁଛନ୍ତି, ଏଇଟା ହେଲା ଇଣ୍ଡିକେଟର। ଏଇଟା ଦେଖୁଛନ୍ତି ବାୟ ସେଲ କ୍ୱାଣ୍ଟିଟି ସବୁ ଜିନିଷ ଆସୁଛି। ଏଇଟା ଇଣ୍ଡିକେଟର, ଦେଖନ୍ତୁ ଏ ଲେଖା ହେଇଛି ଇଣ୍ଡିକେଟର ଲେଖା ହେଇଛି, ଏଇଟା ଇଣ୍ଡିକେଟର, ଏଇଟା ଅଲଗା ଜିନିଷ। ଆର ସବସ୍କ୍ରିପସନ ଅଗଷ୍ଟ 15 ପରେ ଯିଏ ନେବା ପାଇଁ ଚାହିଁବେ, ଅଗଷ୍ଟ 15 ପରେ ଆର ସବସ୍କ୍ରିପସନ ମିଳିବ। ନାଇଁ ମୁଁ ସାର୍ ଆଲଗୋ କଥା କହୁଥିଲି, ଯୋଉ ଆଲଗୋ ଆପଣଙ୍କ ଟ୍ରେଡ୍ କରିବ ତା ଦେହରେ ଏଇଟା ଦେଖାଯିବନି। ଏଇଟା ବାସ୍ ଆପଣ ହିଁ କେବଳ ଏଇଟା ଶୋ କରିବେ ଆପଣଙ୍କ ସ୍କ୍ରିନରେ।
ହଁ ଏଇଠୁ ମାନେ ଦେଖେଇଲା ଏଇଠି ବାୟ ଦେଖେଇଲା ମିନ୍ସ ଏଇଠି ମତେ ଦେଖେଇବ ମିନ୍ସ ସେଇଠି ସେ ଅଟୋମେଟିକ ପ୍ଲେସ୍ ଅର୍ଡର ଏଇ ଜାଗାରେ ଅର୍ଡର ପ୍ଲେସ୍ ହେଇଯିବ ଆଲଗୋ ଅଟୋମେଟିକ। ମାନେ ଏଇଟା ଆଲଗୋର ଷ୍ଟ୍ରାଟେଜି ଏମିତି ଆଲଗୋ ସେ ପଳେଇବ ଟ୍ରେଡ୍। ଆଉ ଗୋଟେ କଣ କରିଥିଲେ ବାଲକୃଷ୍ଣ। ବଡ ହେଇଯାଇଛି ମିନିମାଇଜ କରିଦଉଛି। ବାଲକୃଷ୍ଣ ଇଣ୍ଡିଆ ଶୋ କରୁନି। ଗୋଟେ ଗୋଟେ ଯାଏ ବେଳେ ବେଳେ କଣ ହୁଏ ଶୋ କରେନି ଗୋଟେ ଗୋଟେ ଷ୍ଟକ୍ ରେ। ଖାଲି ଗାରଦିରା ଶୋ ଏଣ୍ଟ୍ରି କରୁଛି। ହଁ ଆପଣ ଏଣ୍ଟ୍ରି ଥିଲା କୋଉଠି? ଏଣ୍ଟ୍ରି ଥିଲା ଏଇଠି ଥିଲା ଆପଣଙ୍କର। ଏଇ କ୍ୟାଣ୍ଡେଲ ଏଇଠି ଏଣ୍ଟ୍ରି ଥିଲା। ଏଣ୍ଟ୍ରି କଲା ପରେ ଏଇ ଦେଖନ୍ତୁ ଏଇଟା ଗ୍ରୀନ କ୍ୟାଣ୍ଡେଲ ଆପଣ ଦେଖୁଛନ୍ତି ଏଣ୍ଟ୍ରି ଆପଣ ଏଇ ଜାଗାରେ ଏଣ୍ଟ୍ରି। ଏଣ୍ଟ୍ରି ହେଲା ପରେ ଏଇଠୁ ଉପରକୁ ଯାଇଛି 3318 ରେ ଆପଣ ଏଣ୍ଟ୍ରି ଥିଲା। ହାଇ ମାରିଛି କେତେ 312 ଟାର୍ଗେଟ ଆପଣ ଯାଇନି। ଟାର୍ଗେଟ ହିଟ୍ ହେଇନି ଆ ଜାଗାରେ ବହୁତ ଅଛି କାରଣ 3000 ଟା ଟାର୍ଗେଟ ହିଟ୍ ହେଇନି। ଇଏ ଆପଣ 3ଟା ବେଳେ ଯୋଉ କ୍ଲୋଜ ହେଇଥିବ ଟାର୍ଗେଟ ଦେଇନି ଇଏ ଆପଣ 3ଟା ବେଳେ ଯୋଉ କ୍ଲୋଜ ହେଇଥିବ ଏଇଟା ବେଳେ ଏଇ କ୍ୟାଣ୍ଡେଲ ଆପଣ କ୍ଲୋଜ ହେଇଥିବ ଏଇଟା ଏଇଠି କ୍ଲୋଜ ହେଇଥିବ ଆପଣ କଷ୍ଟ କ୍ଲୋଜ ହେଇଛି ମାନେ ଟିକେ ପ୍ରଫିଟ ରେ ଆଉ ଏଣ୍ଟ୍ରି ଥିଲା 318 ରେ ଏଇଠି ଯୋଉ କ୍ଲୋଜ ହେଇଛି 3ଟା 20 ରେ 3320 2 ପଏଣ୍ଟ ପ୍ରଫିଟ ଏଇଠି କ୍ଲୋଜ ହେଇଛି ଟାର୍ଗେଟ ଯାଇନି ଆଧରେ ଟାର୍ଗେଟ ଯାଇନି। 1.2 ଯୋଉ ଅଛି ଆପଣ ରଖିଛନ୍ତି ପ୍ରଫିଟ ଆଜ୍ଞା ପାଇଁ ତ ଆଜ୍ଞା ସେଇଟା ସେଇଭଳିଆ ଷ୍ଟକ୍ ମିଳିଲେ ସେ ପ୍ରଫିଟ ହେଇଯିବ ଜଲ୍ଦି ମୁଭ୍ କରିବ ବୋଧେ ମୁଁ ଭାବୁଛି ସେତିକି ଅଧିକା କଷ୍ଟଲି ଷ୍ଟକ୍ ରଖିଲେ। ଏ ସବୁ ଷ୍ଟକ୍ ଯେତେ ସବୁ ଆଧରେ ଆଡ୍ କରାଯାଇଛି ସବୁ 1000 ଟଙ୍କା ଉପରେ ଷ୍ଟକ୍ ଆଡ୍ କରାଯାଇଛି। ବଡ ଷ୍ଟକ୍ ରଖିଲେ ଆପଣ ବଡ ମୁଭ୍ ପାଇବେ ଛୋଟିଆ ଷ୍ଟକ୍ ରଖିଲେ ଛୋଟିଆ ମୁଭ୍ ହବ। ଅଧିକା କ୍ୱାଣ୍ଟିଟି ନବ ଏଠି ଆପଣ ଦେଖିବେ 3000 ଟା ଷ୍ଟକ୍ ଅଛି। ଆପଣ ଆଧରେ ମାତ୍ର କେତେ 20ଟା 30ଟା ମାତ୍ର ଆପଣ କିଣିବେ ଆଧରେ। ତା ଦେହରେ ହେଲେ କଣ ଛୋଟିଆ ଷ୍ଟକ୍ ହେଲେ 200 ଟଙ୍କା 300 ଟଙ୍କା ଷ୍ଟକ୍ ଥିଲେ 200 300 କ୍ୱାଣ୍ଟିଟି ଆପଣ ସେଥିରେ ବାଇ ହବ 25,000 ଟଙ୍କା ଭିତରେ। ହଁ ଆଉ ଦେଖନ୍ତୁ ଆଉ ଗୋଟେ କଣ ଆଡ୍ କରି ଦେଖିଥିବା ଆଉ ଗୋଟେ କିଏ ଆସିଛି କୁହନ୍ତୁ। ଯୋଉମାନେ ଚାହିଁବା ଆଉ ଯାହା କିଛି ଡାଉଟ ରହିଲା ପଛରେ ଜଏନ କରିଛନ୍ତି ଭିଡିଓ ତ ଅପଲୋଡ ହବ। ଭିଡିଓ ଅପଲୋଡ ହେଲେ ଭିଡିଓରେ ଦେଖିଦେଇ ପାରିବେ ଆପଣ। ଆଉ ଗୋଟେ କାହାକୁ କୁହନ୍ତୁ ଦେଖିବା। ଆଉ ଗୋଟେ ଯେକୌଣସି ଷ୍ଟକ୍ କୁହନ୍ତୁ। ଲାଲପତ ନା କୌଣସି ନାଇଁ ନାଇଁ ଲାଲପଥ ଲାଭ ଠିକ ଅଛି ଦେଖିବା। ଲାଲପଥ ଲାଭ ଲାଲପଥ ଲାଭ ଇଏ ଏସଏଲ ଦେଇ ଦେଇଛି ଆପଣଙ୍କୁ। ଏସଏଲ ଦେଇଛି ବାଇ କରିଥିଲା ଏଇଠି ବାଇ କରିଥିଲା ତାପରେ ତଳକୁ ଏଇ କ୍ୟାଣ୍ଡେଲ ଆପଣ ଏସଏଲ ଦେଇ ଦେଇଛି। ଏତେଟା ଷ୍ଟକ୍ ଦେଖିଲେ ତା ଭିତରୁ ଇଏ ଆପଣଙ୍କୁ ଏସଏଲ ଦେଇଛି। ଉପରକୁ ଯାଇଛି ତାପରେ ତଳକୁ ଫେରି ଆସିଛି ତଳକୁ ଫେରି ଆସି ଏଇ ଜାଗାରେ ଏଇ କ୍ୟାଣ୍ଡେଲ ଏଇଠି ଆପଣ ଏସଏଲ ଦେଇ ଦେଇଛି। ତ ମୋଷ୍ଟ ଅଫ ସାର୍ ଦ ସେମିତି ଟାଇମ କିଛି ସାର୍ ସେମିତି କିଛି ଅଛି ଫାର୍ଷ୍ଟ କ୍ୟାଣ୍ଡେଲ ଯଦି ଟିକେ ବଡ ଥିବ ଏଣ୍ଟ୍ରି। ନାଇଁ ଏ କ୍ୟାଣ୍ଡେଲ ଦେଖନ୍ତୁ ଇଏ ତ ବହୁତ ବଡ ହେଇଛି ଏ ଦେଖୁନାହାନ୍ତି 9ଟା 15 ମାନେ ଇଏ ପୁରା ବଡ ମୁଭ କରି ଯାଇଛି। ଜେନେରାଲ ଆପଣ ଯଦି ମାନୁଆଲ ଟ୍ରେଡ କରୁଛନ୍ତି ଯଦି ତାକୁ ଆଭଏଡ କରିଯିବେ କହିଥିଲି କ୍ଲାସରେ ଆଗରୁ ମଧ୍ୟ କହିଥିଲି। ମାନୁଆଲ ଟ୍ରେଡ ଯଦି ଆପଣ କରୁଛନ୍ତି ଫାଷ୍ଟ କ୍ୟାଣ୍ଡେଲ ଦେଖିଲା ତ ବହୁତ ବଡ କରିଦଉଛି। ଦେଖୁନାହାନ୍ତି କେତେ ପଏଣ୍ଟରେ କରିଛି ଇଏ 3000 3070 70 3070 ଦେଖନ୍ତୁ 70 ହଁ 139 140 ପଏଣ୍ଟ ସରି 3070 ନା ଆଜ୍ଞା ଆପଣଙ୍କର ସେ 170 କ୍ୟାଣ୍ଡେଲ ଉପରେ ରଖୁନାହାନ୍ତି। 170 ପାଖାପାଖି ଆପଣଙ୍କ ଇଏ ହେଇଯାଇଛି 170 ପଏଣ୍ଟ
70 ପଏଣ୍ଟ ନା ସାର୍ ଖାଲି? ହଁ ସରି 3070 ନା 70 ପଏଣ୍ଟ ସରି 70 ପଏଣ୍ଟ ବଡ କ୍ୟାଣ୍ଡେଲ ଆପଣ ଆଖି ଆଖି ଦେଖିଦେଲେ ତ ବଡ କ୍ୟାଣ୍ଡେଲ କରୁଛି ବଡ କ୍ୟାଣ୍ଡେଲ ଦେଖି ଜେନେରାଲି ଆଭଏଡ କରିଯିବେ କାହିଁକି ନା ଇଏ ସବୁ ମୁଭ ଏଇଠି ପଳେଇଲା ଆଉ କଣ ମୁଭ ଦବ ମାର୍କେଟ କହୁନାହାନ୍ତି ସବୁ ମୁଭ ତ ଗୋଟିଏ କ୍ୟାଣ୍ଡେଲ କ୍ୟାପଚର କରିଦେଲା ତ ଏଇଭଳିଆ ଜାଗା ଦେଖିଲେ ଆଭଏଡ କରିଯିବେ ମାନୁଆଲ ଥିଲେ ଆପଣ ଟ୍ରେଡ କରୁଛନ୍ତି ଆଭଏଡ କରିଯିବେ ବଡ କ୍ୟାଣ୍ଡେଲ ଯଦି କାହିଁକିନା ଗୋଟାଏ କ୍ୟାଣ୍ଡେଲ ସେ ସବୁ ମୁଭ ପଳେଇଲା ଆଉ କାହାର କିଛି କ୍ୱେଶ୍ଚନ ରେଗୁଲାରଲି ବ୍ରହ୍ମାସ୍ତ୍ର ଷ୍ଟ୍ରାଟେଜି ବାରମ୍ବାର କ୍ଲାସ ହବ ଆପଣମାନେ ଯୋଉମାନେ ସବୁ କରୁଛନ୍ତି ସ୍କାନର ୟୁଜ କରୁଛନ୍ତି और ଯୋଉମାନେ ୱିଦାଉଟ୍ ସ୍କାନର ମଧ୍ୟ କରୁଛନ୍ତି ପ୍ରାକ୍ଟିସ କରନ୍ତୁ ଟାଇମ ଟୁ ଟାଇମ ଯାହାର ଯାହା କିଛି ଡାଉଟ ହବ ଆପଣ ମାନେ ପଚାରି ପାରିବେ ମୁଁ କ୍ଲିୟର କରି ସବୁ ଡାଉଟ ଆପଣ କ୍ଲିୟର କରି ବଟ୍ ଏଥିରେ ଭଲସେ ପ୍ରାକ୍ଟିସ କରନ୍ତୁ ये ଷ୍ଟ୍ରାଟେଜି ଆପଣଙ୍କୁ ମୋଷ୍ଟ ଅଫ ଟାଇମ ସକ୍ସେସଫୁଲ ଦବ ଇକ୍ୱିଟିରେ କରନ୍ତୁ ମାନୁଆଲ କଲେ ଦେଖନ୍ତୁ କଣ ଏ ସବୁ ଜିନିଷ ହେଲା କଣ ଏଇଠି ମାନୁଆଲ କରିଦେଲେ ଆପଣ ଏସଏଲ ପାଇଁ ଯଦି ବସିବେନି କଣ ଏଇଠି ଏଣ୍ଟ୍ରି କଲେ ଏଇଠି ଏଣ୍ଟ୍ରି କଲା ପରେ କେତେ ଆସୁଛି ମୁଁ କହିଥିଲି ମାନୁଆଲ କ୍ଲାସ ପଢେଇଲା ବେଳେ 3140 ରୁ ସେ ଗଲା କେତେ 150 10 ପଏଣ୍ଟ ଗଲା ତ 10 ପଏଣ୍ଟ ଗଲା ପରେ ଆପଣ ଦେଖୁଛନ୍ତି ଆଇଦର 10 ପଏଣ୍ଟ ପ୍ରଫିଟ ବୁକ୍ କରନ୍ତୁ ନଚେତ ମାର୍କେଟ ତଳକୁ ଖସୁଛି କଷ୍ଟ ସେ ଜାଗାରେ ଆପଣ ମାନେ ବାହାରି ଯାଇପାରିବେ ମାନୁଆଲ ଟ୍ରେଡ୍ କଲା ବେଳେ କିନ୍ତୁ ଆଲଗୋ ଯଦି କଲା ବେଳେ ଆଲଗୋ ସେୟା କରିବନି ଆଲଗୋ କଣ କରିବ ଆଇଦର ଟାର୍ଗେଟ ଦବ ନହେଲେ ଏସଏଲ ଦବ ତେଣୁ ମାନୁଆଲ ଟ୍ରେଡ୍ କଲାବେଳେ ଯଦି ଆପଣ ଏମିତି କରୁଛନ୍ତି ଉପର ତଳକୁ ଖସି ପଳେଇ ଆସୁଛି ତାହେଲେ ସେଇ ଜାଗାରେ ଆପଣ କଣ କରିବେ କଷ୍ଟ ଛୋଟିଆ ପ୍ରଫିଟ ବୁକ୍ କରିଦେଲେ କଷ୍ଟ ବାହାରିଯିବେ କାହିଁକି ନା ଆପଣ ଦିନକୁ ତ ବହୁତ ଟ୍ରେଡ୍ ଆସିବ ନା 10 15 20 ଟ୍ରେଡ୍ ଆପଣଙ୍କୁ ଆସିବ ଗୋଟାକରେ ଏସଏଲ କାହିଁକି ବସିକି ରହିବେ ତ ସାର୍ ଗୋଟେ ମାନୁଆଲ ଆଜ୍ଞା ରିକ୍ୱେଷ୍ଟ ଥିଲା ଯଦି ସାର୍ ଆପଣ ଟିକେ ହେଲ୍ପ କରନ୍ତୁ ଭଲ ହୁଅନ୍ତା ଏଇ ଯୋଉ ଚାର୍ଟିଂ ଟା ଦେଖେଇଲେ ତା ଆଜ୍ଞା ଦେହରେ ଗୋଟେ କ୍ଲାସ ଯଦି କରନ୍ତେ ଭଲ ହୁଅନ୍ତା ଆମେ ଜାଣିବା ପାଇଁ ସୁବିଧା ହୁଅନ୍ତା ଆକ୍ଚୁଆଲି କେମିତି ଷ୍ଟକ୍ ଦିନ ସାରା ଜାଣି ହବ ନାଇଁ ଚାର୍ଟିଂ ମାନେ ଆ ପାଇଁ ଯୋଉ ଆପଣ କଲେ ଆ ପାଇଁ ସିମ୍ପଲ ଜିନିଷ ହେଲା କାରଣ ଆପଣ ଭିଡିଓ ଦେଖିଦେବେ ଯେମିତି କଲି ଆପଣ ଏକ୍ଜାକ୍ଟଲି ସେମ ଜିନିଷ କରି ଏଇ ଭିଡିଓକୁ ଆଉ ଥରେ ଦିଥର ଦେଖିଦେବେ ଏ ଷ୍ଟ୍ରାଟେଜି ପାଇଁ କଣ କଲେ ସିମ୍ପଲି ଆଉ ଥରେ ଭିଡିଓ ଆପଣ ଦେଖିଦେବେ ଆଉ ଥରେ ବି କହିଦଉଛି ଦେଖନ୍ତୁ ସିମ୍ପଲି ଚାର୍ଟିଂ କି ଗଲି ଷ୍ଟ୍ରାଟେଜି ପାଇଁ ଅଲଗା ଅଲଗା ଷ୍ଟ୍ରାଟେଜି ପାଇଁ ଚାର୍ଟିଂ ୟୁଜ ଅଲଗା ପ୍ରକାର ଅଛି ଆପଣ ଦେଖିପାରିବେ ଏଇଠି କ୍ରିଏଟ ସ୍କାନ ଉପରେ କ୍ଲିକ କଲି ଭିଡିଓ ବାରମ୍ବାର ଆଉ ଥରେ ଦିଥର ଦେଖିଦେବେ ରିପିଟ କରି ଦେଖିପାରିବେ ତାପରେ ଏଠି କ୍ୟାଶ ଅଛି କ୍ୟାଶ ଉପରେ କ୍ଲିକ କଲି କାହିଁକିନା ମତେ ଫ୍ୟୁଚର କରିବାର ଅଛି ତେଣୁ ଫ୍ୟୁଚର ଚୁଜ କଲି ତାପରେ ଏଠି କଣ କଲି ପ୍ଲସ୍ ଉପରେ କ୍ଲିକ କଲି ମୋର ସପୋଜ ଓପନ କଲି ତାପରେ ମୋର କଣ ଦେଖା ନା ଓପନ ଇକ୍ୱାଲ୍ସ ଅଛି ମୁଁ ଲୋଅରେ କରିଥିଲି ଏବେ କଣ କରିବି ହାଇରେ କରିବି ଯଦି ହାଇରେ କରିବି ଏଠି ଲୋଅରେ ଆଗରୁ କରିଥିଲେ ଓପନ ହାଇରେ କରିବାର ଅଛି ହାଇ କ୍ଲିକ କରିଦେଲି ତାପରେ ଡନ୍ ସ୍କାନ କରିଦେଲି ତ ଏସବୁ ଜିନିଷ ଏଠି ଦେଖନ୍ତୁ ଓପନ ଇଜିକାଲ ଟୁ ହାଇରେ 0ଟା ଷ୍ଟକ୍ ଆସି ସେଟା ଓପନ ଇଜିକାଲ ଲୋ ଥିଲା ସେଟା ବାଇଂ ହଉଥିଲା ଏଇଟା ହେଲେ କଣ ସେଲିଂ ହବ କାରଣ ବାଇଂ ଜାଗାରେ ସେଲିଂ ଅପେକ୍ଷା ବାଇଂ ରେ ଅଧିକ ସକ୍ସେସ ମିଳେ ଆପଣ ବାଇଂ ରେ କରିପାରିବେ ସେଲିଂ ରେ ଏଠି ସାର୍ ଚେଞ୍ଜ ପରସେଣ୍ଟେଜ ଚେଞ୍ଜିଂ ର କିଛି ଡିଫରେଣ୍ଟ ନାହିଁ ନାଇଁ ପରସେଣ୍ଟେଜ ଚେଞ୍ଜିଂ ଅନୁଯାୟୀ ଆପଣ ଚୁଜ କରି ଇଏ କରୁଥିଲେ ଏଇଟା ଆମ ଖାଲି ରହିଲା ନା ଏଠି ଦେଇଛି ତ ହଁ ଓ ନା ନା ଇଏ ଆ ସହିତ ଆମକୁ କିଛି ଆସି ନାହିଁ ଇଏ ମାର୍କେଟ ସରିଗଲା ପରେ ଏଇଟା ଦେଇଛି ଆଜ୍ଞା ମାର୍କେଟ ସରିଗଲା ପରେ ଲାଷ୍ଟ ରେଜଲ୍ଟ ଦେଇଛି ଏଇଟା 9ଟା 20 ବେଳେ ଆଜ୍ଞା ଇଆଡେ ନଥିବ ଆପଣଙ୍କର ଏଇଟା ମାର୍କେଟ ସରିଗଲା ପରେ ଏଇଟା ଦେଇଛି ନା ଗୋଟେ ଦିନରେ କେତେ କଣ ସେ ଚେଞ୍ଜ ହେଇଛି ସେଟା ଦେଖଉଛି ଆଜ୍ଞା ଗୋଟେ କେବେ ଦିନରେ ଏତିକି ଭଲ୍ୟୁମ ଏତିକି ଏସବୁ ଜିନିଷ ଦେଖଉଛି ଆପଣଙ୍କର କିନ୍ତୁ 9ଟା 20 ବେଳେ ଏଇ ଜିନିଷ ନଥିବ ଆପଣଙ୍କର ଓନ୍ଲି ଷ୍ଟକ୍ ଥିବ ନାଇଁ ନାଇଁ ସେଇ ଟାଇମରେ ଯାହା ଚେଞ୍ଜ ହେଇଛି ସେଇଟା ଦେଖଉଥିବ ଆଜ୍ଞା ସେଇ ଟାଇମରେ ଯାହା ଥିବ ସେଇଟା ଦେଖଉଥିବ ଆପଣ ମାର୍କେଟ କ୍ଲୋଜ ଅଫ୍ ଏଇଟା ଦେଖୁଛନ୍ତି 3ଟା ବେଳେ ଦେଖିବ ତାର ଅଲଗା ଦେଖଉଥିବ ଆଜ୍ଞା 2ଟା ବେଳେ ଦେଖିଲେ ତ ଅଲଗା ଥିବ ପରସେଣ୍ଟେଜ ଚେଞ୍ଜ କାରଣ ମାର୍କେଟ ମୁଭ୍ କରୁଛି ନା ତେଣୁ ସେଇଟା ଆମ କରେଣ୍ଟ ଡାଟା କାଲକୁଲେସନ କରୁଛି ସାର୍ ସେଇଥିପାଇଁ ତ କହିଲି କିନ୍ତୁ ୟା ପରେ ଟିକେ ଆଉ ନଲେଜ ଦେଲେ ଭଲ ହୁଅନ୍ତା ପଛରେ ଏବେ ନାହିଁ ନାଇଁ ଚାର୍ଟ ର ବହୁତ ଜିନିଷ ଆପଣ ଯେ ଷ୍ଟ୍ରାଟେଜି କରିବେ ସବୁ ଷ୍ଟ୍ରାଟେଜି ପାଇଁ ଅଲଗା ଜିନିଷ ସବୁ ଅଛି ଷ୍ଟ୍ରାଟେଜି ପାଇଁ ହିଁ କହୁଛି ଷ୍ଟକ୍ ରେ ହଁ କରିବା ଆପଣ ଯେକୌଣସି ଷ୍ଟ୍ରାଟେଜି ତିଆରି କରିବା ପାଇଁ ଚାହିଁବେ ଚାର୍ଟିଂରେ ଆପଣ ୟୁଟ୍ୟୁବର ଗଦା ଭିଡିଓ ପାଇଯିବେ ବିଭିନ୍ନ ପ୍ରକାର ଲୋକ ସେ ଷ୍ଟ୍ରାଟେଜି କରିଛନ୍ତି ଏଇଟା ମୋ ଷ୍ଟ୍ରାଟେଜି ଅନୁଯାୟୀ ଓପନ ଲୋ ଦେଖିବା ପାଇଁ ମୁଁ ଆପଣଙ୍କୁ କରିକି ଦେଖେଇଲି
ଆହୁରି ସ୍ୱିଙ୍ଗ ଟ୍ରେଡିଂ ପାଇଁ ବିଭିନ୍ନ ପ୍ରକାର ପାଇଁ ଲୋକ ଚାର୍ଟିଂ ରେ ଷ୍ଟ୍ରାଟେଜି କରୁଛନ୍ତି। ଚାର୍ଟିଂ ତାର ରେ ଚାର୍ଟ ହେଇକି ଆଉ ସାର୍ ଯୋଉ କି ଷ୍ଟକ୍ ଅଛି ସେଟା ତାର ଫରକ ଅଲଗା ଅଲଗା ନା ଆଉ କିଛି? ଆପଣ ଆଉ ମୋ ଭିତରେ ଯେମିତି ଫରକ, ଆଜ୍ଞା ଚାର୍ଟିଂ ଅଲଗା, ଆଜ୍ଞା ଆପଣ କି ଷ୍ଟକ୍ ଦେଖିଲେ ସିଏ ଅଲଗା, ଆଉ ଯାହା ଦେଖିବେ ସିଏ ଅଲଗା, ସମସ୍ତେ ଅଲଗା ଅଲଗା ଲୋକ। ଇଏ ଗୋଟେ ୱେବସାଇଟ, ସିଏ ଗୋଟେ, ସେଇଟା ଗୋଟେ ଆପ୍, ସିଏ ଗୋଟେ ହେଲା ଆପ୍, ଇଏ ହେଲା ଗୋଟେ ୱେବସାଇଟ। ଚାର୍ଟିଂ ହେଲା ଗୋଟେ ୱେବସାଇଟ। ସେଟା ଏମିତି ଆହୁରି ଆହୁରି ହଜାର ହଜାର ୱେବସାଇଟ ଅଛି। ତା ଦେହରେ ଆପଣ ବିଭିନ୍ନ ପ୍ରକାର ମାନେ ବର୍ତ୍ତମାନ ମଡର୍ଣ୍ଣାଇଜ ସବୁ ହେଇଗଲାଣି, ସବୁ ପ୍ରକାର ସୁବିଧା ମିଳୁଛି। ଆହୁରି ବିଭିନ୍ନ ପ୍ରକାର ୱେବସାଇଟ ରେ ବିଭିନ୍ନ ପ୍ରକାର ଷ୍ଟ୍ରାଟେଜି ମଧ୍ୟ ଆପଣ କରିପାରିବେ, ସ୍କାନର ତିଆରି କରିପାରିବେ, ସବୁ ଜିନିଷ କରିପାରିବେ। ଆଉ ଗୋଟେ ଅଛି ଆଉ ଗୋଟେ ଅଛି ଇଣ୍ଟ୍ରାଡେ ସ୍କାନର ଅଛି ଗୋଟେ, ତା ଦେହରେ ଆପଣ ଜିନିଷ ୱାଇଡ ଡାଟା ସବୁ ଜିନିଷ ଦେଖିପାରିବେ, ବହୁତ ଜିନିଷ ଆକାରରେ ଆସୁଛି ସବୁ। ଇଏ ସବୁ ଦେଖି ଯେ ଗୋଟେ ଗୋଟେ ସବୁ ୱେବସାଇଟ ସେ କରୁଛନ୍ତି। ଦେଖନ୍ତୁ ତା ଦେହରେ ସବୁ ବିଭିନ୍ନ ପ୍ରକାର ଡାଟା ଆପଣ ପାଇପାରିବେ। ଲଙ୍ଗ ବିଲ୍ଡ ସର୍ଟ ବିଲ୍ଡ ସବୁ ଜିନିଷ ଆସିବ। କାଇଁ ଆସୁନି? ମୋର ବୋଧେ ନେଟ୍ ସ୍ଲୋ ହେଇଗଲା, ଆସୁନି ବୋଧେ, ନହେଲେ ଡାଟା ରିଫ୍ରେଶ ହଉନି। ଏ ଜାଗାରେ ବିଭିନ୍ନ ପ୍ରକାର ଜିନିଷ ଆପଣ ଦେଖିବେ। ଡାଟା ଆସୁନି ଏ ଜାଗାରେ, ଏଇଟା ଜିନିଷ ଦେଖିପାରିବେ। ଆ ଭିତରେ ବହୁତ ୱେବସାଇଟ ଅଛି, ହଜାର ହଜାର ୱେବସାଇଟ କରିଛନ୍ତି। ଫ୍ରି ଭର୍ସନ ଅଛି, ପେଡ ଭର୍ସନ ଅଛି, ଆପଣ ସବୁ କରିପାରିବେ। ତା ଜିନିଷ ସବୁ ଜିନିଷ ତ କରିବା ଦରକାର ନାହିଁ, ଆପଣ ମାନଙ୍କ ପାଇଁ ଯୋଉଟା ଯାହା ଦରକାର ଆପଣ ସେମିତି କରିବେ। ଟପ୍ ଲୁଜର ଟପ୍ ଗେନ୍ ଭିତରେ କଣ ଡିଫରେନ୍ସ? ଅଛି ସାର୍, ଆମର ବହୁତ ଜିନିଷ ଅଛି, ବହୁତ ଜିନିଷ ଅଛି ସାର୍। ମୁଁ କହିବି କ୍ଲାସରେ ପଢା ହେଲା ସବୁ ଜିନିଷ ଡିଟେଲ୍ସ କହିବି ସବୁ। ଆଜ୍ଞା ଆଜ୍ଞା। ଏଇଟା ୱେବସାଇଟ ଆପଣ ଦେଖୁଛନ୍ତି, କହିବି ଡିଟେଲ୍ସ ଟାଇମ ଟାଇମ ଏ ଜିନିଷ କହିବି ଆପଣଙ୍କ। ଆଜ୍ଞା ସାର୍। ଗୋଟେ ଦିନରେ କିଏ ଟପ୍ କରିଛନ୍ତି, ଟପ୍ ଗେନ୍ ହେଇଛନ୍ତି, ଅଧିକା ପ୍ରଫିଟେବୁଲ ଅଛନ୍ତି, ସେ ଟପ୍ ଗେନର। ଟପ୍ ଲୁଜର ମିନ୍ସ ଯୋଉମାନେ ସବୁ ମାର୍କେଟ ତଳୁକୁ ଯୋଉମାନଙ୍କ ଖସିଛି, ଟପ୍ ଲୁଜର, ସେଇଠି ଲିଷ୍ଟ ଆପଣ ଦେଖେଇଦେବେ ଏଠି। ଏଠି ଦେଖେଇବେ, ଏଠି ଦେଖଉନି କାହିଁ, ଏଇଟା ଦେଖେଇଦେବ ସବୁ। ଆର ଫ୍ରି ଭର୍ସନ ଅଛି, ପେଡ ଭର୍ସନ ଅଛି, ଏମିତି ବହୁତ ୱେବସାଇଟ ଅଛି। ଇଏ ଚାର୍ଟିଂ ର ପେଡ ଭର୍ସନ ଅଛି, ଫ୍ରି ଭର୍ସନ ଅଛି, ଆମେ ଦେଖୁଛେ ଫ୍ରି ଭର୍ସନ ରେ, ପେଡ ଭର୍ସନ ଫାସିଲିଟି ତାର ବି ଅଲଗା ଅଛି। ଏମିତି ହଜାର ହଜାର ୱେବସାଇଟ ଜିନିଷ ଅଛି, ଆଉ ତାର ବିଭିନ୍ନ ପ୍ରକାର ଫାସିଲିଟି ସବୁ ଅଛି। ହ୍ୟାଲୋ ଆଉ ହଁ ସାର୍ କୁହନ୍ତୁ। ସାର୍, ଏଇ ଯୋଉ ଜିନିଷ ଆମେ ଚାର୍ଟିଂ ରେ ଦେଖିଲେ କି ଷ୍ଟକ୍ ବି ଦେଖି ହବ ଏମିତି ନା ଦେଖି ହବନି? ନାଇଁ, ଏ ଫାସିଲିଟି ତା ଦେହରେ ନାହିଁ। ସବୁ ଫାସିଲିଟି ସବୁ ଜିନିଷ ସବୁ ଜାଗାରେ ନାହିଁ, ସବୁ ଜାଗାରେ ଅଲଗା ଅଲଗା। ଆଉ କିଛି କ୍ୱେଶ୍ଚନ? ତ ମୁଁ ଆପଣ ମାନଙ୍କୁ ସଜେଷ୍ଟ କରିବି, ବ୍ରହ୍ମାସ୍ତ୍ର ଷ୍ଟ୍ରାଟେଜି ଯୋଉମାନେ ଫୁଲି ଟ୍ରେନିଂ ରେ ଜଏନ କରିଛନ୍ତି, और ଯୋଉମାନେ ଏଠି ତ ବହୁତ ଜଣ ବି ବିନା ଟ୍ରେନିଂ ବାଲା ବି ଅଛନ୍ତି ଆ ଭିତରେ କ୍ଲାସ ରେ, ଯୋଉମାନେ ଫୁଲ ବ୍ରହ୍ମାସ୍ତ୍ର ଷ୍ଟ୍ରାଟେଜି କୋର୍ସ ରେ ଜଏନ କରିଛନ୍ତି, और ଯୋଉମାନେ ଫୁଲ ଟ୍ରେନିଂ ରେ କୋର୍ସ ରେ ଜଏନ କରିଛନ୍ତି, ସବୁଠୁ ପାୱାରଫୁଲ ଷ୍ଟ୍ରାଟେଜି ହେଲା ଏଇଟା ବ୍ରହ୍ମାସ୍ତ୍ର ଷ୍ଟ୍ରାଟେଜି। ଦୟାକରି ଆପଣ ଅଲଗା ଆଡେ ପଶିବା ଅପେକ୍ଷା ପ୍ରଥମେ ଷ୍ଟକ୍ ରେ ଟ୍ରେଡ୍ କରନ୍ତୁ, ପ୍ରାକ୍ଟିସ କରନ୍ତୁ, ଷ୍ଟ୍ରାଟେଜି ଟା ଭଲସେ ପ୍ରାକ୍ଟିସ କରନ୍ତୁ। ପ୍ରାକ୍ଟିସ କଲା ପରେ ଆପଣ ପୁରା ହାତ ସେଟ୍ ହେଇଯିବ। ଏଇ ଷ୍ଟକ୍ ରେ ଟ୍ରେଡ୍ କରନ୍ତୁ, ଆପଣ 25,000 ଟଙ୍କା କ୍ୟାପିଟାଲ ମଧ୍ୟ କରିପାରିବେ। ମୁଁ ଆପଣ ଦେଖେଇଲି ନା ସବୁ, ଗୋଟେ ଷ୍ଟକ୍ କୁ ଅଲଗା କଣ ଡିଭାଇଡ କରୁଛି, 25,000 ଡିଭାଇଡ କରୁଛି, 25,000 ଏକ୍ଜାକ୍ଟଲି 25,000 ନୁହେଁ, 20,000 25,000 ଭିତରେ ସେ ନଉଛି। ତ ଆପଣ 20 ରୁ 25,000 ଭିତରେ କରିପାରିବେ। ଏଠି ଲସ୍ ଟାର୍ଗେଟ କେତେ ଲେଖା ଅଛି? ଲସ୍ 700 ଲେଖା ଅଛି, ଟାର୍ଗେଟ କେତେ ଲେଖା ଅଛି? 1200 ଲେଖା ଅଛି। ଆପଣ ଏମିତି ଚାହିଁକି ବସିକି କରିପାରିବେ। ତ ଯଦି ପ୍ରାକ୍ଟିସ କରିବେ କରିପାରିବେ, ଯଦି ଗୋଟେ ଦିନରେ 500 ରୁ 1000 ଟଙ୍କା ପ୍ରଫିଟ ପାଉଛନ୍ତି, ତ ଦ୍ୟାଟ୍ସ ଏନାଫ୍। ଟଙ୍କା 30,000 ପାଖାପାଖି ରଖିଛନ୍ତି, 700 ରୁ 1000 ପାଖାପାଖି ପ୍ରଫିଟ ପାଇଲେ, ଯେ 500 ଟଙ୍କା ପ୍ରଫିଟ ପାଇଲେ ବହୁତ ବଢିଆ ଜିନିଷ। ତେଣୁ ଏଇ ଅନୁସାରେ ପ୍ରାକ୍ଟିସ କରନ୍ତୁ। ଟାଇମ ଟୁ ଟାଇମ ତ ଆମର ଇଏ ହଉଛି ଡାଉଟ କ୍ଲିୟରିଂ କ୍ଲାସ। ଆଜି ଅଧିକା ଡାଉଟ କ୍ଲିୟରିଂ ଆମେ ଆଉ କିଛି କରିପାରିଥାନ୍ତେ, ଯେହେତୁ ମୁଁ କହିଲି ସେବି ରୁଲ ବିଷୟରେ କହିଲି, ତାପରେ ଚାର୍ଟିଂ ବିଷୟରେ କହିଲି, ଏପଟେ ଟାଇମ ଗଲେ ନେକ୍ସଟ ଫିର ଯେତେବେଳେ ନେକ୍ସଟ ୱିକ୍ କିମ୍ବା 15 ଦିନ ପରେ କରିବା, ଆପଣ ମାନେ ସବୁ ପ୍ରାକ୍ଟିସ କରୁଥାନ୍ତୁ। ଯାହା ଯାହାର ଡାଉଟ ରହିବ ପଚାରି ପାରିବେ। ଆଉ ଯୋଉମାନେ ସବୁ ସ୍କାନର ନେଇଛନ୍ତି, ଏ ସ୍କାନର ନେଇଗଲେ କଣ ହବ, ଆପଣଙ୍କୁ ଇଜି ହେଲା କଣ, ଆଜି ଇଏ ଯୋଉ ଷ୍ଟ୍ରାଟେଜି ଟା କହିଲି,
ये लो करके करि पारिबे ओपन इज इक्वल टू लो और ओपन इज इक्वल टू हाई एठु नहीं करि पारिबे नचेत हम स्कैनर जहाँ भी आसुचे हम स्कैनर जोटा ऐड करचे जो स्टॉक ऐड करचे सब 20 20 40 आधरे जोटा बाय सिग्नल आसला ताको देखि आपण करि पारे ए जगह देखंतु जो जो बाय सब जिंस आसीथिबो ताको देखि आपण करि पारे जेतले आपण स्ट्रेटजी की गला स्ट्रेटजी नगल तो करिबे जेतले स्ट्रेटजी गला सेतले आपण करिवे ट्रेड एट देखंतु एठी आपण देखैछि एशियन पेंट सुपर बाय देछि मींस ओपन इज इक्वल टू लो ओपन से लो देछन से जरा आपण सुपर बाय दे देबो ए जगह दे देबो जेहेतु एठी 40 टा स्टॉक होइछि किंतु एठी हम कोन पाइले ना 180 टा स्टॉक रे से स्कैन करि आपण देखैला एठी हम 40 टा स्टॉक रे से देखैला एठी हमर 180 टा स्टॉक रे से स्कैन करके आपण को देखैला किंतु एठी कोन हमें 40 टा स्टॉक को ऐड करछे तो 40 टा स्टॉक रो देखैला आपण एटा भी हेल्प नै परिबे प्लस सेटा ते आपण आज यूजुअल यूज करछन ताको देखि करि परिबे ओके देन तले आज पाई एतिक रखिबा प्रैक्टिस करंतु जार जा डाउट रहबो नेक्स्ट क्लास रे आपण अगेन मते पचारि परिबे किंतु प्रैक्टिस दरकार बिना प्रैक्टिस रे हबोनी भाई लॉट ऑफ प्रैक्टिस दरकार कहबा जेते सहज कामर सेते सहज नुहे कना आपण ट्रेडिंग करला बेला आपण साइकोलॉजी इफेक्ट रहबो हाथ गोड़ पूरा थरिबो फियर फैक्टर रहबो आपण बसी परिबेनी बाहर जिवे तने ए जिन प्रैक्टिस करिया द्वारा ही आपनकर एक्यूरेसी रेटा बढ़िबो आपण सेते स्ट्रांग हे पारे जे जेते प्रैक्टिस करबे सेते स्ट्रांग हे पारे क्लियर नाउ की कोन कहबार अछि कोन तो 2 मिनिट पर क्लोज कर दा सर क्लियर आउ कार किछ कहबार अछि सर गुड नाइट गुड नाइट ओके देन हाउ सर गुड नाइट आज्ञा गुड नाइट